वीडियो को लाइक करें, हमारे चैनल को सब्सक्राइब कर बेल आइकन जरूर प्रेस करें। Hello everyone, welcome you to Way2M classes. Andhra Pradesh B.Ed first semester class ଚାଲୁ ଅଛି। ଚାଇଲ୍ଡ ଡେଭଲପମେଣ୍ଟ କ୍ଲାସ୍ ଆଜି ମାରାଥନ କ୍ଲାସ୍ ଫର ଦ ୟୁନିଟ୍ 3 ର ଆଜି। ତେଣୁ ଆପଣ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଥିବେ ସବସ୍କ୍ରାଇବ କରିନେବେ ଆଉ ବେଲ୍ ଆଇକନକୁ ପ୍ରେସ୍ କରିଦେବେ ଯେତେବେଳେ କୌଣସି ନୂଆ ଭିଡ଼ିଓ ଅପଲୋଡ ହେଉଛି ସର୍ବପ୍ରଥମେ ନୋଟିଫିକେସନ ଆଧାରରେ ପାଇପାରିବେ। ତ ଆଜିକାର ଯୋଉ କ୍ଲାସଟି ରହିଛି ଆପଣ ଦେଖିପାରିବେ ଏଠି ହେଉଛି ୟୁନିଟ୍ 3 ର କ୍ଲାସ୍। ଆପଣ ୟୁନିଟ୍ 3 ର ଯେକୌଣସି କନସେପ୍ଟ ଅଛି ଏ ସବୁ ଗୁଡ଼ିକ ଆଜି ଡିସ୍କସ୍ କରାଯିବ। ତ ୟୁନିଟ୍ 3 ର ପ୍ରଥମ କ୍ୱେଶ୍ଚନ ହେଉଛି କଣ ନା ହ୍ୱାଟ ଆର୍ ଦ କ୍ୟାରେକ୍ଟରିଷ୍ଟିକ୍ସ ଅଫ୍ ଚାଇଲ୍ଡହୁଡ୍। ତ କ୍ୟାରେକ୍ଟରିଷ୍ଟିକ୍ ଅଫ୍ ଚାଇଲ୍ଡହୁଡ୍ ପିରିୟଡ କଣ କଣ କ୍ୟାରେକ୍ଟରିଷ୍ଟିକ୍ ଅଛି ଆମେ ସେଇଗୁଡ଼ା ଜାଣିବା। ତ ଚାଇଲ୍ଡହୁଡ୍ ଇଜ ଏ ସିଗ୍ନିଫିକାଣ୍ଟ and formative stage in human development marked by the rapid changes and growth across the various domain। ତା ମାନେ ଚାଇଲ୍ଡହୁଡ୍ ଗୋଟେ ଏମିତି ପିରିୟଡ ଯୋଉଠି କି ରେପିଡ ଚେଞ୍ଜେସ୍ ଆମେ ଲକ୍ଷ୍ୟ କରିଥାନ୍ତି ଇନକ୍ଲୁଡିଂ ଫିଜିକାଲ କ୍ଷେତ୍ରରେ ହଉ କଗ୍ନିଟିଭ କ୍ଷେତ୍ରରେ ଯୋଉଟା କି ମେଣ୍ଟାଲ ପ୍ରୋସେସ କୁହାଯାଏ, ଇମୋସନାଲ ଆବେଗ, social ସାମାଜିକ and psychological aspect also. During this period children undergo a series of development milestone that the shape their the understanding and themselves and the world around them। ତା ମାନେ ତାଙ୍କ ଚତୁଃପାର୍ଶ୍ୱରେ ଥିବା ପରିବେଶକୁ ସେ ଲକ୍ଷ୍ୟ କରିଥାନ୍ତି ଆଉ ତା ସହିତ ତାଙ୍କର ଏଇ ଆସ୍ପେକ୍ଟ ଗୁଡାକ ଫିଜିକାଲ, କଗ୍ନିଟିଭ, ଇମୋସନାଲ, ସୋସିଆଲ ଏଣ୍ଡ ସାଇକୋଲୋଜିକାଲ ଆସ୍ପେକ୍ଟ ଗୁଡା ଡେଭଲପ ହେଇଥାଏ। ଦିସ୍ କ୍ୟାରେକ୍ଟରିଷ୍ଟିକ୍ସ ଅଫ ଚାଇଲ୍ଡହୁଡ୍ ଆର୍ multifaceted and interconnected, playing in the crucial role in the laying the foundation for adulthood। ତା ମାନେ adulthood କୁ ଯିବା ପାଇଁ ଏଇ ଯୋଉ ଚାଇଲ୍ଡହୁଡ୍ ର ଯୋଉ ପ୍ରୋସେସଟା ରହିଛି ବା କ୍ୟାରେକ୍ଟରିଷ୍ଟିକ୍ ଅଛି ଯଦି ଭଲ ଭାବରେ ଡେଭଲପ ହବ ତା ମାନେ adulthood କୁ ସେ ଗୋଟେ ଫାଉଣ୍ଡେସନ କ୍ରିଏଟ କରିପାରିବ adulthood ପାଇଁ। ସମ୍ ଅଫ ଦ ମୋଷ୍ଟ ନୋଟେବଲ କ୍ୟାରେକ୍ଟରିଷ୍ଟିକ୍ ଇନ୍ ଚାଇଲ୍ଡହୁଡ୍ ଇନକ୍ଲୁଡ୍। ତା ମାନେ ଆମର ଜାଣିବା ଯେ କେଉଁ କେଉଁ ବୟସରେ କଣ ସବୁ ଆପଣଙ୍କର ହଉଛି ଚାଇଲ୍ଡହୁଡ୍ ରେ। ପ୍ରଥମ ହଉଛି ଫିଜିକାଲ ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟ। ଫିଜିକାଲ ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟ ବିଷୟରେ ଆମେ ଜାଣିବା। ତ ଚାଇଲ୍ଡହୁଡ୍ ଇଜ କ୍ୟାରେକ୍ଟରାଇଜ୍ଡ ବାଇ ଦ ରେପିଡ ଫିଜିକାଲ ଗ୍ରୋଥ। ତା ମାନେ ଚାଇଲ୍ଡହୁଡ୍ ରେ ରେପିଡ ଫିଜିକାଲ ଗ୍ରୋଥ ଦେଖାଯାଇଥାଏ। where children experience the significant increase in height and weight ଯୋଉଟା କି significantly ବଢି ଚାଲିଥାଏ and overall body size and this period typically involve the development of motor skill ଯୋଉଟା କି ମାଂସପେଶୀ କାର୍ଯ୍ୟକଳାପ ଯେପରିକି ଆପଣ ସାଇକ୍ଲିଂ କରିବା, ପହଁରିବା, ଗଛ ଚଢିବା ଏସବୁ। from earlier stage of climbing, walking and running, refinement and fine motor skill like the drawing and writing and manipulating objects। ତା ମାନେ ପ୍ରଥମେ ସେ ଦୌଡ଼ିବା ଏ କରିବା ତାପରେ ହଉଛି ଫାଇନ୍ ମୋଟର ସ୍କିଲ୍ ଗୁଡାକ ଆମର ହଉଛି ଡ୍ରଇଂ, ରାଇଟିଂ ଏଗୁଡା ସବୁ ଡେଭଲପ ହବ। ତାପରେ ହଉଛି କଣ ଡ୍ୟୁରିଂ ଦ अर्ली ଚାଇଲ୍ଡହୁଡ୍ ରେ କଣ ନା ଯୋଉଟା କି अर्ली ଚାଇଲ୍ଡହୁଡ୍ ରେ କଣ କେମିତି ଡେଭଲପ ହୁଏ ଟିକେ ଦେଇଛି ଟିକେ ଭୁଲ ଟାଇପିଂ ଅଛି ଦେଖନ୍ତୁ। ଡ୍ୟୁରିଂ ଦ अर्ली ଚାଇଲ୍ଡହୁଡ୍ ରେ କଣ ହଉଛି ନା ଚିଲଡ୍ରେନ୍ ଅଫେନ୍ ଏକ୍ସିବିଟ୍ ଏ କନସେଣ୍ଟ୍ରେସନ ଇନକ୍ରିଜ ଇନ୍ ଦ ଷ୍ଟ୍ରେଂଥ ଏବିଲିଟି ଏବିଲିଟି and coordination। ତା ମାନେ ସେ କଣ କରୁଛି ନା ଯେତେବେଳେ ଡ୍ୟୁରିଂ ଦ अर्ली ଚାଇଲ୍ଡହୁଡ୍ ରେ ସେ କଣ କରୁଛି ଷ୍ଟ୍ରେଂଥ ତାର ବଢୁଛି, ଏବିଲିଟି ଆସୁଛି and child age this the physical skills became more refined allowing them engage in more complex tasks and such as the sports and artistic activity। ତା ମାନେ ଆଗେ ସେ अर्ली ଚାଇଲ୍ଡହୁଡ୍ ରେ ଧୀରେ ଧୀରେ ଡେଭଲପ ହବ ତା ପରେ ସେ ସ୍ପୋର୍ଟସ ଆକ୍ଟିଭିଟି କରିପାରିବ ଲେଟର ଚାଇଲ୍ଡହୁଡ୍ ରେ। ତା ମାନେ ଆମେ ଜାଣୁଛନ୍ତି ଯେତେବେଳେ ଫିଜିକାଲ ଗ୍ରୋଥ ହଉଛି ଯାହା ବି ହେଲେ ଫିଜିକାଲ ଗ୍ରୋଥ ରେ ପିଲାର ଫାଇନ୍ ମୋଟର ସ୍କିଲ୍ ସହିତ ଆଉ ଯାହା ବି ସ୍କିଲ୍ ଅଛି ଲାଇକ୍ ୱାକିଂ, ରନିଂ, ସ୍ପୋର୍ଟସ କ୍ଷେତ୍ରରେ ଏଗୁଡା ଡେଭଲପ ହବା ଦରକାର। ତାପରେ ହଉଛି କଗ୍ନିଟିଭ ଡେଭଲପମେଣ୍ଟ ବିଷୟରେ ଆମେ ଜାଣିବା। କଗ୍ନିଟିଭ ଡେଭଲପମେଣ୍ଟ ଇନ୍ ଚାଇଲ୍ଡ ଇଜ ମାର୍କଡ ବାଇ ଦ ସିଗ୍ନିଫିକାଣ୍ଟ ଚେଞ୍ଜେସ୍ ଇନ୍ ୱେ ଦ ଚିଲଡ୍ରେନ୍ perceive, process, understand the world around them। ତା ମାନେ ତାଙ୍କ ଚତୁଃପାର୍ଶ୍ୱରେ ଥିବା ପୃଥିବୀକୁ ସେ ଚିହ୍ନି ପାରିଥାନ୍ତି ବା ସମାଜକୁ ଚିହ୍ନି ପାରିଥାନ୍ତି। ଡ୍ୟୁରିଂ ଦିସ୍ ଷ୍ଟେଜ ଚିଲଡ୍ରେନ୍ ମୁଭ୍ ଫ୍ରମ୍ simple sensory exploration to the more complex form of thinking। ତା ମାନେ ସେ ଛୋଟ ଅବସ୍ଥାରେ ସେ ଛୋଟ ଛୋଟ ଜିନିଷକୁ ବୁଝି ପାରୁଥିଲେ ସେନ୍ସରୀ ମାଧ୍ୟମରେ, ସେନ୍ସ ମାଧ୍ୟମରେ। କିନ୍ତୁ ଯେତେବେଳେ ଆଗକୁ ଆଗକୁ ବୟସ ବଢି ଚାଲିଲା ସେ ଆହୁରି କମ୍ପ୍ଲେକ୍ସ ଜିନିଷ ଜଟିଳ ଜିନିଷକୁ ସେ ଚିନ୍ତନ ପ୍ରକ୍ରିୟା ଦ୍ୱାରା ବୁଝିପାରୁଛନ୍ତି। ଦେ ବିଗେନ୍ ଟୁ ଅଣ୍ଡରଷ୍ଟାଣ୍ଡ ଦ ବେସିକ୍ କନସେପ୍ଟ, ସଲ୍ଭ ସିମ୍ପଲ ପ୍ରୋବ୍ଲେମ ଆଣ୍ଡ ଡେଭଲପ ଦ ମେମୋରି ଆଟେନସନ ସ୍କିଲ୍। ତା ମାନେ ଆଟେନସନ କ୍ୟାପାବିଲିଟି ତାଙ୍କର ବଢି ଯାଇଥାଏ। In the early childhood, children typically exhibit the concrete thing and meaning they focus on tangible object and situation। As they enter the later childhood, they start to develop the ability of thinking more logically and abstractly and solving the problem that are not directly related to the immediate environment। ତା ମାନେ ଆମେ ଜାଣୁଛନ୍ତି କଣ ଯେତେବେଳେ ସେ early childhood ରେ ରହୁଛି ସେ ଜିନିଷଟାକୁ କଣ କରୁଛି ଧୀରେ ଧୀରେ କିଛି ଜିନିଷ କଂକ୍ରିଟଲି ଶିଖୁଛି। ଯେତେବେଳେ ସେ ଲେଟର ଚାଇଲ୍ଡହୁଡ୍ ରହୁଛି ଆବଷ୍ଟ୍ରାକ୍ଟ ଥିଙ୍କିଂ ଷ୍ଟାର୍ଟ ହଉଛି, ଲଜିକାଲ ଥିଙ୍କିଂ ଷ୍ଟାର୍ଟ ହଉଛି, ତାପରେ
ଭାବରେ ସେ କୌଣସି ଜିନିଷକୁ ବିନା କୌଣସି କାହା ସହାୟତାରେ ବୁଝିପାରୁଛି। ଏଟା ଗଲା ଆପଣଙ୍କର। ତାପରେ ଲାଙ୍ଗୁଏଜ ଡେଭଲପମେଣ୍ଟ ଇଜ୍ ଆନାଦର କ୍ରୁସିଆଲ ଆସ୍ପେକ୍ଟ ଅଫ୍ କଗ୍ନିଟିଭ୍ ଡେଭଲପମେଣ୍ଟ। ଯଦି ଆପଣଙ୍କର ମେଣ୍ଟାଲ ପ୍ରୋସେସ ଠିକ୍ ଅଛି, ତାହେଲେ ଆମର ଲାଙ୍ଗୁଏଜ ଡେଭଲପମେଣ୍ଟଟା ଅଟୋମେଟିକାଲି ହେଇଯିବ। ପିଲା କଥା କହି ଶିଖିବେ। ଆଣ୍ଡ ଚିଲଡ୍ରେନ୍ ରାପିଡଲି ଏକ୍ସପାଣ୍ଡ ଦେୟାର ଭୋକାବୁଲାରି। ଭୋକାବୁଲାରି ସ୍କିଲ୍ ବି ତାଙ୍କର ବଢିବ ଆଣ୍ଡ ଲର୍ନ ଦ ଗ୍ରାମାଟିକାଲ ଷ୍ଟ୍ରକ୍ଚର ଆଣ୍ଡ ଡେଭଲପ ଏବିଲିଟି ଅଫ୍ ଏନଗେଜ ଇନ୍ ମୋର ସୋଫିଷ୍ଟିକେଟେଡ ଫର୍ମ ଅଫ୍ କମ୍ୟୁନିକେସନ। ତାମାନେ ଯେତେ ଭଲ ତାଙ୍କର ମେଣ୍ଟାଲ ପ୍ରୋସେସ ରହିବ, ସେ ସୋଫିଷ୍ଟିକେଟେଡ କମ୍ୟୁନିକେସନ କରିପାରିବେ। ଭଲ କମ୍ୟୁନିକେସନ କରିପାରିବେ। ସଚ୍ ଏଜ୍ ଷ୍ଟୋରି ଟେଲିଂ, ଏକ୍ସପ୍ରେସିଂ ଦ ଥଟ୍ କ୍ଲିୟରଲି। ତାମାନେ ତାଙ୍କ ଥଟ୍‌କୁ କ୍ଲିୟରଲି ସେ ଏକ୍ସପ୍ରେସ କରିପାରିବେ। ଯଦି ଭୋକାବୁଲାରି ସ୍କିଲ୍ ଡେଭଲପ ହଉଛି। ଆଉ ଭୋକାବୁଲାରି ସ୍କିଲ୍ ଡେଭଲପ ହଉଛି କଗ୍ନିଟିଭ୍ ଡେଭଲପମେଣ୍ଟ ଉପରେ। ତାପରେ ଆମେ ଜାଣିବା ଇମୋସନାଲ ସାଇକୋଲୋଜିକାଲ ଡେଭଲପମେଣ୍ଟ କଣ? ଆବେଗିକ ବିକାଶ ଆମେ ବୁଝିବା। ତ ଚାଇଲ୍ଡହୁଡ୍ ଇଜ୍ ଏ ଟାଇମ୍ ଅଫ୍ ଇମୋସନାଲ ଏକ୍ସପ୍ଲୋରେସନ। ତାମାନେ ପିଲା ଯେତେବେଳେ ମନ ଦୁଃଖରେ ଥାଏ, କୌଣସି କେହି ଗାଳି ଦେଇଦେଲେ ସେ କାନ୍ଦିବ, ସାଡନେସ୍ ଆସିବ, ଫିଅର ଡର ଆସିବ, ରାଗ ବି ଆସିବ। ଏଗୁଡାକୁ ସବୁ କୁହାଯାଏ ଇମୋସନ, ଆବେଗ। ଯୋଉଟାକି ଆମେ ପଜିଟିଭ ଇମୋସନ, ନେଗେଟିଭ ଇମୋସନ ବି ଅଛି। ହ୍ୱେର୍ ବାଇ ଦ ଚିଲଡ୍ରେନ୍ ବିଙ୍ଗ ଟୁ ଏକ୍ସପିରିଏନ୍ସ ଦ ଅଣ୍ଡରଷ୍ଟାଣ୍ଡ ୱାଇଡ୍ ରେଞ୍ଜ ଅଫ୍ ଇମୋସନ। ଯେତେବେଳେ ତା ଇମୋସନକୁ ସେ ବୁଝିପାରିବ, ସେତେବେଳେ ଇମୋସନକୁ କଣ୍ଟ୍ରୋଲ କରିବାର ତାର କ୍ୟାପାବିଲିଟି ପଳେଇ ଆସିବ। And they learn to identify the express of feeling like happiness, ଖୁସି ହବା ଗୋଟେ ଆବେଗ, sadness ଗୋଟେ ହଉଛି ଆବେଗ ବା ଇମୋସନ, fear, anger and excitement. This ability to regulate the manage and emotion also gradually develop during this time. ତାମାନେ ଚାଇଲ୍ଡହୁଡ୍ ସମୟରେ ସେଟାକୁ ସେ ରେଗୁଲେଟ କରିବାକୁ ଶିଖି ଯାଇଥିଲେ, କିନ୍ତୁ ପୂର୍ବରୁ ସେ ହ୍ୟାପିନେସ୍ ଆଙ୍ଗରକୁ କ୍ଲିୟର ମାନେ ରେଗୁଲେଟ କରିବା ଶିଖିନାହାନ୍ତି। କେତେ ଖୁସି ହବା ଦରକାର, କେତେ ଦୁଃଖ ହବା ଦରକାର, କେତେ ରାଗିବା ଦରକାର, ତାଙ୍କ ଉପରେ ଯଦି କଣ୍ଟ୍ରୋଲ ପଳେଇ ଆଇଲା, ତାମାନେ ଜାଣିବା ଯେ ଆମ ଆବେଗକୁ ଆମେ କଣ୍ଟ୍ରୋଲ କରିପାରିବା। ଆମ ନିଜ ଉପରେ ନିଜର କଣ୍ଟ୍ରୋଲ ଅଛି। ଦ୍ୟାଟ୍ ଇଜ୍ ଦ ଇମୋସନାଲ ବାଲାନ୍ସ କୁହାଯାଏ। Young children, particularly in the early stage of child, are often depend on the caregivers for emotional support and guidance. ତାମାନେ ଆମେ ଜାଣିଛନ୍ତି କଣ, ଆର୍ଲି ଚାଇଲ୍ଡହୁଡ୍ ଯେତେବେଳେ ପିଲାମାନେ ୟଙ୍ଗ ଚାଇଲ୍ଡହୁଡ୍ ରହୁଛନ୍ତି ବା ଆର୍ଲି ଚାଇଲ୍ଡହୁଡ୍ ରହୁଛନ୍ତି, ତ ତାଙ୍କ ପ୍ୟାରେଣ୍ଟସ୍ ମାନେ ତାଙ୍କୁ କେୟାର କରିବା ଦରକାର। As a children grew older and they became more self-aware and developing the sense of identity and self-esteem, and which plays a critical role in the psychological growth। ତାମାନେ ସାଇକୋଲୋଜିକାଲ ଗ୍ରୋଥ ପାଇଁ ପିଲାକୁ ମାନେ ଆମେ କଣ କରିବା ଦରକାର ନା, ତାକୁ ସପୋର୍ଟ ଦବା ଦରକାର ୟଙ୍ଗ ଚିଲଡ୍ରେନ୍। And to attachment and the attachment to caregivers and family is key element to emotional development in childhood। ତମେ ଇମୋସନାଲ ଡେଭଲପମେଣ୍ଟ କ୍ଷେତ୍ରରେ caregiver ଯିଏ ପ୍ୟାରେଣ୍ଟସ୍ ଥିବେ ତାଙ୍କୁ ସପୋର୍ଟ ଦବା ଦରକାର। And secure the attachment foster in sense of safety। ସେଫ୍ଟି ବି ଆମେ ଦବା ଦରକାର। Allowing children to explore the world with confidence। ତାମାନେ କେମିତି ତା ସରାଉଣ୍ଡିଂକୁ ସେ ଏକ୍ସପ୍ଲୋର କରିପାରିବ କନଫିଡେଣ୍ଟାଲି, ତାର ସାହସ ଦବା ଦରକାର। And this attachment later influence the ability to form of relationship with others। ତାମାନେ ଏୟା ଆବେଗ ଯଦି ତାର କଣ୍ଟ୍ରୋଲ ରହିଗଲା ବା ଶିଖିଗଲା, ତାପରେ ସିଏ ଆଉ କାହା ସହିତ ବି ବା ତା ଚତୁଃପାର୍ଶ୍ୱରେ ଥିବା ନେବର ହଉ ବା ଯେକୌଣସି ଲୋକ ହଉ, ତାର ଗୁଡ ରିଲେସନ ବିଲ୍ଡ କରିପାରିବ। ଇନକ୍ଲୁଡ ଦ ପିଅର ଆଣ୍ଡ ଆଡଲ୍ଟ। ଆମେ ଜାଣୁଛନ୍ତି ଏ କଥା। ତାପରେ ଆମେ ଜାଣିବା ସାମାଜିକ ବିକାଶ କ୍ଷେତ୍ରରେ ଗୋଟେ ସୋସିଆଲ ଡେଭଲପମେଣ୍ଟ କିପରି କରିବା ଆମେ ଚାଇଲ୍ଡହୁଡର। ସୋସିଆଲ ଡେଭଲପମେଣ୍ଟ ଇଜ ସେଣ୍ଟ୍ରାଲ ଟୁ ଦ ଚାଇଲ୍ଡହୁଡ। ଆଜ ଏ ଚାଇଲ୍ଡ ଚିଲଡ୍ରେନ୍ ଲର୍ନ ହାଉ ଟୁ ଇଣ୍ଟରାକ୍ଟ ୱିଥ ଦ ଅଦର ଆଣ୍ଡ ନେଭିଗେଟ୍ ଦ ସୋସିଆଲ ନର୍ମସ୍ ଆଣ୍ଡ ଏକ୍ସପେକ୍ଟେସନ୍ସ। ତାମାନେ ଆମେ ଜାଣୁଛନ୍ତି କଣ, ଯେତେବେଳେ ଆମେ ସୋସିଆଲ ଡେଭଲପମେଣ୍ଟ କରିବା, ତାହେଲେ ସାମାଜିକ କ୍ଷେତ୍ରରେ ଆମେ ସାମାଜିକ ସ୍ଥିତିରେ ଆମେ କିପରି ନିଜକୁ ପରିଚାଳିତ କରିବା, ଆଉ ପିଲାଙ୍କୁ କିପରି ଆମେ ପରିଚାଳିତ କରିବା ଶିଖେଇବା, ଏଇଟାକୁ ଜାଣିବା ଦରକାର। ତେଣୁ ଆମେ ଯେତେବେଳେ ପିଲାଟି ଚାଇଲ୍ଡହୁଡରେ ରହୁଛି, ତା ପ୍ୟାରେଣ୍ଟସ୍ ତାଙ୍କୁ ଶିଖେଇବା ଦରକାର କିପରି ସାମାଜିକ ସ୍ତରରେ ଆମକୁ ବଞ୍ଚିବାର ଅଛି, ଆଉ କିପରି ଆମେ ଅଲଗା ଲୋକଙ୍କ ସହିତ କିପରି ଆମେ ବ୍ୟବହାର କରିବା, ଆଉ ଆମର ଯୋଉ ମୋରାଲିଟି ଦେଖେଇବା, ଏଇ ସବୁ ଗୁଡାକ ସାମାଜିକ ଉପରେ ଡିପେଣ୍ଡେଣ୍ଟ। ତ ଆର୍ଲି ଚାଇଲ୍ଡହୁଡ୍ ଇଜ କ୍ୟାରେକ୍ଟରାଇଜ୍ ବାଇ ଦ ସଲିଟାରୀ ପ୍ଲେ, but the children grow and they begin to engage in the cooperative play and where they learn how to share and negotiate and work together with others। ତାମାନେ ପିଲାଟି ସାଙ୍ଗସାଥି ସହିତ ଖେଳୁଛି, କିପରି ତା ଖେଳନାକୁ ସେୟାର କରିପାରିବ, କିପରି ଭଲ ରିଲେସନ ଲାଗିବ। ନିଜେ ଦେଖିଥିବେ ଛୋଟ ପିଲା ଅଧିକାଂଶ ସମୟରେ ନିଜ ନିଜ ଭିତରେ କଜିଆ ଲାଗିଯାଆନ୍ତି, ମରାପିଟା ଲାଗିଯାଆନ୍ତି। ତ ତା ଭିତରେ ଯଦି ଆମେ ସାମାଜିକ ସ୍ତରରେ କିପରି ସେମାନେ ଠିକ ରହିବେ, ସେଟାକୁ ଶିଖେଇବା ଦରକାର। ତାପରେ ପିଅର ପିଅର ରିଲେସନସିପ ଭିତରେ ଆମେ ଜାଣିବା ସାଙ୍ଗସାଥି ଭିତରେ କିପରି ଆମର ଠିକ ବୁଝାମଣା ରହିବ ପିଲାଙ୍କ ଭିତରେ। ତ ବିକେମ୍ ଇନକ୍ରିଜିଂଲି ଇମ୍ପୋର୍ଟାଣ୍ଟ ଡ୍ୟୁରିଂ ଦ ମିଡିଲ ଚାଇଲ୍ଡହୁଡ। ଦ ଚାଇଲ୍ଡହୁଡ ବିଗିନ୍ ଟୁ ଫର୍ମ ଦ ଲାଷ୍ଟିଂ ଫ୍ରେଣ୍ଡସିପ ୱିଥ ଦ ଅଦର୍ସ ଆଣ୍ଡ ସେମ୍ ଏଜ୍ ଗ୍ରୁପ। ସେମ୍ ଏଜ୍ ଗ୍ରୁପରେ କିପରି ଆମେ ଫ୍ରେଣ୍ଡସିପଟା ବଜାୟ ରଖିପାରିବା। And this relationship provide the context for the learning about empathy, trust, loyalty and social responsibility ଆମର କେମିତି ରହିବା ଦରକାର, ଏ ସବୁ ପିଲାଙ୍କୁ ଜଣେଇବା ଦରକାର। As the children enter the schools, they are exposed to a broader range of social interaction and including with the teachers, classmates and members and community। କିପରି ଟିଚର ମାନଙ୍କ ସହିତ ଭଲ ଆମେ ବ୍ୟବହାର ରଖିବା, ସାମାଜିକ ସମ୍ପର୍କ ରଖିବା, କ୍ଲାସମେଟ ମାନେ ଯୋଉମାନେ ସହପାଠୀ ଆଉ ଯିଏ ମେମ୍ବର ରହିଲେ। And this exploration helps to children understand the concept of fairness
ଯୋଉଟାକି ଆମେ କହୁଛନ୍ତି କ୍ଲିୟରାନ୍ସ, ଟିମ୍ ୱାର୍କ କିପରି ରହିବ, ରେସ୍ପେକ୍ଟ ଆଣ୍ଡ କୋଅପରେସନ ଏଗୁଡା ସବୁ ଆମର ଠିକ ଚାଲିବା ଦରକାର। ତାପରେ ଆସିଲା ଇମାଜିନେଟିଭ ପ୍ଲେ ଆଣ୍ଡ କ୍ରିଏଟିଭିଟି କିପରି ପିଲାଙ୍କ ଭିତରେ ଡେଭଲପ ହବ। ଯୋଉ ଆମେ କହୁଛନ୍ତି କଣ ନା ଚାଇଲ୍ଡହୁଡରେ one of the hallmark of childhood is the role play and fostering creativity and imagination। ପିଲାଙ୍କ ଭିତରେ ଆମେ କଣ ଭରିବା ଦରକାର? କ୍ରିଏଟିଭିଟି, କିଛି ନୂଆ କରିକି ଦେଖେଇବାର। ଆଉ ଗୋଟେ ଇମାଜିନେସନ, ଦୂରଦର୍ଶିତା। ପିଲାଙ୍କୁ ଦୂରଦୃଷ୍ଟି କିପରି ଡେଭଲପ ହବ ବା ଆମର ଇମାଜିନେସନ କିପରି ଡେଭଲପ ହବ ସେ ବିଷୟରେ ଆମେ ଜାଣିବା ଦରକାର। And children often engage in the pretend or symbolic play and where they take on role and creative fictional scenarios। ମାନେ ଫିକ୍ସନାଲ ସେନ୍ସେସ୍ ମାନେ କଣ? ଯେତେବେଳେ ସେ କୌଣସି ଜିନିଷ ଗୋଟେ ପାଠ ପଢୁଛନ୍ତି ବା କୌଣସି ଗୋଟେ ଆକ୍ଟିଭିଟିରେ ଅଛନ୍ତି, କିପରି ତାଙ୍କ ରେସ୍ପନ୍ସଟା ସେ ଜଣେଇ ପାରୁଥିବେ। This kind of play helps to children develop a cognitive skills such as problem solving ho, critical thinking ho, while also allowing them to express their emotion, experiment with different social role। কিপରି different social roles with experiment ଠିକ ରହିବ ଏ ବିଷୟରେ ଆମେ ଜାଣିପାରିବା। Through the imagination play, children explore the various aspects of life including relationship, career, personal identities। ପିଲାମାନେ ନିଜ personality, career ସବୁ develop କରିପାରିବେ। This creativity also extend the art, music, storytelling and other form of expression, helping the children explore communication, their thought and feeling and diverse way। diverse way ରେ ତାଙ୍କର feeling ଟାକୁ share କରିପାରିବେ। ତ ଇଏ ଥିଲା ଆପଣଙ୍କର କୋଉଟା ନା କ୍ରିଏଟିଭିଟି ଆଣ୍ଡ ଆମେ କହୁଛେ ଇମାଜିନେସନ। ତାପରେ ଆମେ ଜାଣିବା ଡିପେଣ୍ଡେନ୍ସ ଆଣ୍ଡ ଗ୍ରୋଥ ଇଣ୍ଡିପେଣ୍ଡେନ୍ସ। ପିଲାମାନଙ୍କ ନିଜର ଡିପେଣ୍ଡେନ୍ସି କେତେ ରହିବା ଦରକାର ଆଉ ନିଜର ଇଣ୍ଡିପେଣ୍ଡେନ୍ସ କେତେ ରହିବା ଦରକାର। ଦ ଚାଇଲ୍ଡ ଇଜ ଏ ପିରିୟଡ ଅଫ ଟ୍ରାନଜିସନ ଫ୍ରମ ଦ ଟୋଟାଲ ଡିପେଣ୍ଡେନ୍ସ ଅନ ଦ କେୟାର ଗିଭର୍ସ ଟୁ ଦ ଇନକ୍ରିଜିଂ ଇଣ୍ଡିପେଣ୍ଡେନ୍ସ। ମାନେ ଚାଇଲ୍ଡହୁଡ ଗୋଟେ ଏମିତି ପିରିୟଡ ଯୋଉଠି ଟୋଟାଲି ସେ ଡିପେଣ୍ଡ ଥିବେ ତାଙ୍କର ପ୍ୟାରେଣ୍ଟସ ଉପରେ, ପୁଣି ସେଇଠୁ ଇଣ୍ଡିପେଣ୍ଡେନ୍ସ ହବା ଶିଖୁଥିବେ। ତ ଏଇଟା ହଉଛି ଭାରି ଭାଇଟାଲ ପିରିୟଡଟା ଚାଇଲ୍ଡହୁଡ ଟା। In the early year, children rely heavily on their the parents and guardians for their basic need। basic need ପାଇଁ ଯେମିତି including food, ଖାଇବା କ୍ଷେତ୍ରରେ ହଉ, clothing, ଜାମା ପିନ୍ଧିବା କ୍ଷେତ୍ରରେ ହଉ, toileting and emotional care କ୍ଷେତ୍ରରେ ହଉ। ତ ଏସବୁ କ୍ଷେତ୍ରରେ କଣ ହଉଛି ନା ଆମେ ବୁଝୁଛନ୍ତି ଯେ ପିଲା ଡିପେଣ୍ଡେଣ୍ଟ ରହୁଛି ଆର୍ଲି ଷ୍ଟେଜରେ। as they grow older, ଯେତେବେଳେ ବଢି ଚାଲିବେ, children become more capable to performing the every task। ନିଜ ଟାସ୍କ ନିଜେ perform କରିପାରିବେ। such as dressing themselves, feeding themselves, toileting themselves, hygiening themselves ଏସବୁ ନିଜେ କରିପାରିବେ। And the growing independent in vital aspect of childhood, the children begins to develop and sense of autonomy and self sufficient। ତାମାନେ sufficiency ନିଜେ ନିଜେ ନିଜର କାମ କରିପାରିବେ ଯେମିତି ବଢି ଚାଲିବେ ଆଗକୁ। And they start to making the decision, taking on the responsibility and engage in the activity that allowing them to independent thinker and individual। ତ ନିଜ ନିଜକୁ ନିଜେ ବୁଝିପାରିବେ, ନିଜେ କୌଣସି ଡିସିସନ ନେଇପାରିବେ, ଏସବୁ ନିଜେ କରିପାରିବେ ଯେତେବେଳେ ପିଲାଟି ଚାଇଲ୍ଡହୁଡରେ ଅଛି ଆଉ ବଢି ଚାଲୁଛି। ଫାର୍ଷ୍ଟ ଷ୍ଟେଜରେ ସେ କେୟାର ଗିଭର ଉପରେ ଡିପେଣ୍ଡେଣ୍ଟ ରହୁଥିଲା। ତାପରେ ଆମେ ଜାଣିବା କଣ ଲର୍ଣ୍ଣିଂ ଆଣ୍ଡ ଏଜୁକେସନ କଣ ରହିବା କେମିତି ରହିବ ନା ଚାଇଲ୍ଡ ଇନ୍ ଦ ପ୍ରାଇମେରୀ ପିରିୟଡ ଅଫ ଫର୍ମାଲ ଏଜୁକେସନ where child start to acquiring the essential skill of reading, writing, mathematics and problem solving। initial stage ରେ ସେ କଣ reading, writing, mathematics କରିପାରୁଥିଲା। and school play an important role of shaping the cognitive development। school ହଉଛି important ଯେ କି cognitive development କୁ କଣ ଆଗକୁ ନେଇଥାଏ। as a children are exposed to structure of learning environment and academic challenges କୁ ସେ feel କରିପାରୁଛି। During the childhood, children also learn social, cultural, moral values from the family, school and communication ରୁ community ରୁ ସେ cultural ମାନେ ଆମେ ସାଂସ୍କୃତିକ ହଉ, ସାମାଜିକ ହଉ ଏବଂ ନୈତିକତା ସେ ଶିଖିଥାଏ କୋଉଠୁ ନା ତାର family, school ଆଉ community ରୁ। And this lesson helps to develop the sense of belongingness, identity and understand the societal norm। ତାମାନେ ସାମାଜିକରେ ଥିବା ନୀତି ନିୟମ କାନୁନକୁ ସେ ବୁଝିପାରିଥାଏ। Curiosity କଣ ନା the natural desire of learner are also key characteristic of childhood and children ask the question exploring their surrounding। ତାମାନେ ପିଲାମାନେ ନିଜ ସରାଉଣ୍ଡିଂ କଣ ଅଛି ସେ ସବୁବେଳେ କ୍ୱେଶ୍ଚନ ପଚାରିଥାଏ। ତାମାନେ ଜାଣିବା ଯେ ତାର କ୍ୟୁରିଓସିଟି ରହୁଛି। this innate curiosity drives their the educational development, encourage their life learning। ତାମାନେ ଏଟା encourage କରୁଛି ଲାଇଫ ଲର୍ନିଂ ପାଇଁ ହେଲା। ତାପରେ ଆମେ ଜାଣିବା ସେନ୍ସ ଅଫ ୱଣ୍ଡର ଆଣ୍ଡ ଏକ୍ସପ୍ଲୋରେସନ। ପିଲାଟି ଯେତେବେଳେ କୌଣସି ଏକ୍· କରୁଛି ପ୍ରୋପାଗେଟ ସେନ୍ସ ଆଣ୍ଡ ୱଣ୍ଡର ଆରାଉଣ୍ଡ ଦେମ୍। ତାମାନେ ତା ଚତୁଃପାର୍ଶ୍ୱରେ କଣ ଅଛି, ନେଚରକୁ ଜାଣୁଛି, ଆନିମାଲକୁ ଜାଣୁଛି, ଡେଲି ଲାଇଫକୁ ଜାଣୁଛି, ଜାଣିବା ଯେ ତାର କ୍ୟୁରିଓସିଟି ଜାଣିବା ଉଦ୍ଦେଶ୍ୟ, କ୍ୱେଶ୍ଚନ ପଚାରୁଛି, ନ୍ୟୁ ଆଇଡିଆସ ଏକ୍ସପ୍ଲୋର କରୁଛି। ତାମାନେ ଜାଣିବା ତାର କୌଣସି ଜିନିଷ ଉପରେ ତାର ଆଗ୍ରହ ଆସିଛି। and this exploration environment allow the children to learn through the trial error। ଭୁଲ କରିକି ସେ ଶିଖିଥାଏ। ତା ଦ୍ୱାରା ଆମେ ଜାଣିବା ପିଲାଙ୍କ ମନରେ କ୍ୟୁରିଓସିଟି ବା ସେନ୍ସ ଅଫ ୱଣ୍ଡର ଆଣ୍ଡ ଏକ୍ସପ୍ଲୋରେସନ ଆସିଛି, କୌଣସି ନୂଆ ଜିନିଷ ଜାଣିବାର ଉଦ୍ଦେଶ୍ୟ ଆସିଛି। ତ ଏଠି ହଉଛି କ୍ୱେଶ୍ଚନ କନକ୍ଲୁଜନ ରହିଛି। ଆପଣ ଆରାମସେ ଏଠି ପଢିକି ଭିଡିଓ ପଜ କରି ବୁଝିପାରିବେ। ଯଦି ଆପଣ ଏକୁ ନିଜେ ବି ଆପଣ ଏ କ୍ୱେଶ୍ଚନ ଯୋଉ କନକ୍ଲୁଜନ ଆପଣ ଆରାମସେ ନିଜେ ଡିରାଇଭ କରିପାରିବେ।
ତାପରେ ଆମେ 2 ନମ୍ବର କ୍ୱେଶ୍ଚନକୁ ଆସିବା। 2 ନମ୍ବର କ୍ୱେଶ୍ଚନ କଣ କହୁଛି? ରାଇଟ୍ ଆବାଉଟ୍ ଦ ଫିଜିକାଲ ଗ୍ରୋଥ୍ ଆଣ୍ଡ ଡେଭଲପମେଣ୍ଟ ଡ୍ୟୁରିଂ ଦ ଚାଇଲ୍ଡହୁଡ୍। ଚାଇଲ୍ଡହୁଡରେ ଆମର ଗ୍ରୋଥ୍ ଆଉ ଡେଭଲପମେଣ୍ଟ ବିଷୟରେ ଆମେ ଜାଣିବା। ତ ଫିଜିକାଲ ଗ୍ରୋଥ୍ ଆଣ୍ଡ ଡେଭଲପମେଣ୍ଟ ଡ୍ୟୁରିଂ ଦ ଚାଇଲ୍ଡହୁଡ୍ ଆର୍ ଇଣ୍ଟିଗ୍ରାଲ ଆସ୍ପେକ୍ଟ ଅଫ୍ ଚାଇଲ୍ଡସ୍ ଓଭରଅଲ୍ ଡେଭଲପମେଣ୍ଟ। ଓଭରଅଲ୍ ଡେଭଲପମେଣ୍ଟ ଉପରେ ଆଗେ ଫିଜିକାଲ ଡେଭଲପମେଣ୍ଟଟାକୁ ଇମ୍ପାକ୍ଟ ପକେଇଥାଏ। And childhood is characterized by the rapid and continual changes in the height, weight, and strength, and coordination and development of sensory motor skill। ତା ମାନେ ଚାଇଲ୍ଡହୁଡ ଗୋଟେ ଏମିତି ପିରିୟଡ ଯୋଉଠି କଣ୍ଟିନ୍ୟୁଅସଲି ଚେଞ୍ଜେସ୍ ହେଇଥାଏ ତାର ହାଇଟ୍, ଷ୍ଟ୍ରେଂଥ, କୋର୍ଡିନେସନ ବା ସେନ୍ସରି ମୋଟର ସ୍କିଲ୍ ଉପରେ। These changes occur different rates of depending on the stage of childhood and from the infancy through to later childhood ପର୍ଯ୍ୟନ୍ତ ଏଟା ଚାଲିଥାଏ। ଇନଫାନ୍ସିରୁ ଶୈଶବ ଅବସ୍ଥାରୁ ହଁ ତ ପରବର୍ତ୍ତୀ ବାଲ୍ୟାବସ୍ଥା ପର୍ଯ୍ୟନ୍ତ ଏଇ ଡେଭଲପମେଣ୍ଟଟା ଚାଲିଥାଏ। ଦିସ୍ ଫିଜିକାଲ ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟ ଡ୍ୟୁରିଂ ଦିସ୍ ପିରିୟଡ ଆର୍ ଇନଫ୍ଲୁଏନ୍ସଡ ବାଇ ଜେନେଟିକ ଫ୍ୟାକ୍ଟର। ଜେନେଟିକ ଫ୍ୟାକ୍ଟର ବି ଏଠି ମାନେ ଫିଜିକାଲ ଗ୍ରୋଥରେ ଜେନେଟିକ ଫ୍ୟାକ୍ଟର ବି ରୁହେ। କାରଣ ଯେ ମାଙ୍କର ଯାହା ବାପା ମାଙ୍କର ଯାହା ବଡି ଷ୍ଟ୍ରକ୍ଚର ଥିବ ସେ ଅନୁସାରେ ପିଲାର ହାଇଟ୍ ହୋଇଥାଏ ବା ତାଙ୍କ କଲର ହୋଇଥାଏ ବା ତାଙ୍କର ଯୋଉ ଚୁଟିର କଲର ହୋଇଥାଏ। ତ ଏଇ ଅନୁସାରେ ଏଟା ଥାଏ ଜେନେଟିକ ଫ୍ୟାକ୍ଟର। ଏନଭାୟରମେଣ୍ଟାଲ କୋଅର୍ଡିନେସନ ବି ଥାଏ। ନର୍ଚରିଂ ନେଚର ନର୍ଚରିଂ ଆମେ କହୁଛନ୍ତି ଯୋଉ ହଁ ଆଣ୍ଡ ଓଭରଅଲ୍ ହେଲ୍ଥ ଏଗୁଡା ବୁଝଉଛି ଫିଜିକାଲ କନସେପ୍ଟ ଆଣ୍ଡ ବିଲଙ୍ଗିଂ ଦ ଇନ୍ ଡେପ୍ଥ ଏକ୍ସପ୍ଲୋରେସନ କି ଆସ୍ପେକ୍ଟ ଅଫ ଫିଜିକାଲ ଗ୍ରୋଥ ଆଣ୍ଡ ଡେଭଲପମେଣ୍ଟ ଡ୍ୟୁରିଂ ଦ ଚାଇଲ୍ଡହୁଡ ଦ ଫଲୋଇଂ। ତାମାନେ ଆମେ ନିମ୍ନରେ ଆମେ ଆଲୋଚନା କରିବା ଯେ କଣ ଫ୍ୟାକ୍ଟର ରହୁଛି। ଫାର୍ଷ୍ଟ ହଉଛି ଫିଜିକାଲ ଗ୍ରୋଥ changes in height and weight। କଣ କହୁଛନ୍ତି? ଫିଜିକାଲ ଗ୍ରୋଥ during the childhood is marked by the both quantitative and qualitative। both quantitative qualitative changes କୁ ବୁଝେଇଥାଏ। child's body and in early year particularly the birth age of 5 growth is rapid। 5 পর্যন্ত পুরা rapid हुए visible and newborn typically double of their birth weight and by the around 5 month triple and by the age of 1। ତା ମାନେ ଫାଷ୍ଟ ଯେତେବେଳେ ପିଲାଟି ଜନ୍ମ ହେଇଥାଏ ସଙ୍ଗେ ସଙ୍ଗେ ସେ ୱେଟଟା ବଢି ବଢିକା ଚାଲେ। 5 ଡବଲ 2 ଡବଲ 3 ଡବଲ ହଁ ତାପରେ ଧୀରେ ଧୀରେ କମେ। and for the age of 2 to 5 children tend to grow steadily। ଧୀରେ ଧୀରେ ବଢିବାକୁ ଲାଗେ କେତେ 2 ରୁ 5 ବର୍ଷ ଭିତରେ with the average height increase and 2.5 inches ଯୋଉଟା କି ଆମେ 6.35 ସେଣ୍ଟିମିଟର per year ରେ ସେ ବଢିଥାନ୍ତି। ତା steadily ହେଇଥାଏ ସ୍ଲୋ ହେଇଥାଏ ଟିକେ। Ajay, children in enter middle childhood around age of 6 to 12, the growth rate slow down but continues at the steady pace। ତାମାନେ slow down ହେଇଯିବ ତମକୁ ଲାଗିବ ପିଲାଟା ବଢୁନାହିଁ କିନ୍ତୁ ଧୀରେ ଧୀରେ ବଢୁଥିବ। During this time, children gain approximately 2 inches above 5 centimeter in height each year and steadily increase in the weight। weight ବି ତାଙ୍କର ପତଳା ଦେଖାଯାଉଥିବ ଏଇ ସମୟରେ ଧୀରେ ଧୀରେ ତାଙ୍କ weight ବି ବଢୁଥିବ। Although the rate of weight gain more gradually than the early childhood। ହଁ ତାମାନେ early childhood ଠାରୁ ଟିକେ ଟିକେ ତାର ଲେଟର ଚାଇଲ୍ଡହୁଡରେ ମାନେ ୱେଟଟା ବା ମାନେ ଗ୍ରୋଥ ରେଟଟା ଟିକେ ବଢିବ। ଇନ୍ ପ୍ରି ଆଡୋଲସେନ୍ସ ଇୟର around 10 to 12 for the girls and 11 to 13 for the boys। they are often surge in the growth of known as growth sport ବୋଲି କୁହାଯାଏ। in precursor to the puberty this is the characterized by the more noticeable increase in the height and weight and as the children experience accelerate growth rate and preparation for the physical changes that will be accompany the adolescence। ତାମାନେ ଆମେ ଜାଣିଛନ୍ତି କଣ ନା ଏଇ ସମୟରେ ଯୋଉଟାକି ଆମେ କହୁଛନ୍ତି ଗର୍ଲସ ମାନଙ୍କର ଟିକେ ଅର୍ଲି ଡେଭଲପମେଣ୍ଟ ହେଇଥାଏ ଦେନ୍ ଦ ବଏଜ୍। ହଁ ସେଇ ସମୟରେ କଣ ହୁଏ ନା ଆମେ ତାକୁ କହୁଛନ୍ତି କଣ ନା ସେଇ ସମୟରେ ପ୍ରି ଆଡୋଲସେନ୍ସ ପିରିୟଡ ଯୋଉଟାକି ଆମେ ପ୍ରି ଆଡୋଲସେନ୍ସ କହୁଛନ୍ତି ବା ସେଟା ସେଇ ବୟସଟା ବି ସେଇ ସମୟରେ ଲେଟର ଚାଇଲ୍ଡହୁଡ ବି ମର୍ଜ ହେଇକି ଥାଏ। ସେଇ ସମୟରେ ଟିକେ ଗ୍ରୋଥ ହାଇଟ୍ ଟିକେ ଧୀରେ ଧୀରେ ବଢିବାକୁ ଲାଗିଥାଏ। ତାପରେ ଆମେ ଜାଣିବା କଣ ନା ଡେଭଲପମେଣ୍ଟ ଅଫ ମୋଟର ସ୍କିଲ୍ ଗ୍ରସ୍ ବା ଫାଇନ୍ ମୋଟର ସ୍କିଲ୍ ବିଷୟରେ ଜାଣିବା। ଗ୍ରସ୍ ଆଉ ମୋଟର ଫାଇନ୍ ସ୍କିଲ୍ ବିଷୟରେ କଣ ଜାଣିବା? ମୋଟର ସ୍କିଲ୍ ଆମେ କାହାକୁ କହୁଛନ୍ତି ତା ବିଷୟରେ ଆମେ ଜାଣିବା। motor skill motor skill development is one of the most important physical aspect of childhood। as a children develop the ability to perform basic physical tasks engage in the activities requiring coordination and control। motor skill are divided into two categories gross and motor skill and fine motor skill। ତ ଆମେ ଜାଣୁଛନ୍ତି କଣ ନା ମୋଟର ସ୍କିଲ୍ ହଉଛି ପିଲାମାନଙ୍କର ଗୋଟେ ଆକ୍ଟିଭିଟି ଟାସ୍କ ଯୋଉଟା ଫିଜିକାଲି ସେମାନେ କରିଥାନ୍ତି ଯେମିତି ଖେଳକୁଦ ହଉ ଦୌଡା ଦୌଡି ହଉ ଲେଖିବା କ୍ଷେତ୍ରରେ ହଉ ଡ୍ରଇଂ କରିବା କ୍ଷେତ୍ରରେ ହଉ। ତ ଯୋଉଗୁଡାକ ମାଂସପେଶୀ ଯୋଉଟା କି ଦୌଡ଼ିବା ହଉ ବା ଆମେ ସାଇକ୍ଲିଂ କହୁଛନ୍ତି ସୁଇମିଂ କହୁଛନ୍ତି ଏଗୁଡା ଗ୍ରସ୍ ମୋଟର ସ୍କିଲ୍ ରେ ଯାଉଛି। ଆଉ ଫାଇନ୍ ମୋଟର ସ୍କିଲ୍ ଯେମିତି ହ୍ୟାଣ୍ଡ ରାଇଟିଂ ଡ୍ରଇଂ ଏଗୁଡା ଯାଉଛି। ତ ପ୍ରଥମେ ଆମେ ଜାଣିବା କଣ ଗ୍ରସ୍ ମୋଟର ସ୍କିଲ୍ କାହାକୁ କହୁଛନ୍ତି। ଦିସ୍ skill involve the large muscular groups and essential for the movements such as walking, running, jumping, throwing।
in the first few years of children learn to control the coordinate their movement ତାମାନେ ପ୍ରଥମ ବର୍ଷ ଚିଲଡ୍ରେନ ମାନେ କଣ କରନ୍ତି ନା ଏଗୁଡା ଉପରେ କଣ୍ଟ୍ରୋଲ କରିବା ଶିଖନ୍ତି ହଁ ଚାଲ ଚାଲୁ ପଡିଯିବେ ଦୌଡୁ ଦୌଡୁ ପଡିଯିବେ ସେଗୁଡା କଣ୍ଟ୍ରୋଲ କରିବା ଶିଖିବେ and progressing from the crawling and to walking and then running and jumping by the age 4 many children can ride a tricycle जोटा कि 4 year बेलू ट्राइसाइकल चलाते by the 6 they are able to ride a bicycle तापरे दुई चकिया बाइसाइकल चलेबा शिखि जाते throughout the children continue to improve the activities requiring balance coordination strength including activities swimming dancing participation in organized sports तामाने पिला माने धीरे धीरे ग्रोस मोटर स्किल का डेवलप ହେଇଥାଏ ଯେମିତି କି ସ୍विମିଂ ଡ୍ୟାନ୍ସିଂ ସ୍ପୋର୍ଟ୍ସ ଆକ୍ଟିଭିଟିରେ ସେମାନେ ଭାଗ ନେଇଥାନ୍ତି ତାପରେ ଆସିଲା ଫାଇନ୍ ମୋଟର ସ୍କିଲ୍ସ ଜାଣି Fine motor skill involve the smaller, more intricate movements and often involving the hands and fingers. जोटी hand और finger ही engageଥାଏ ସେଟାକୁ ଆମେ fine motor skill କୁହନ୍ତି। During the infancy, babies by grasping an object ଜିନିଷଟାକୁ ଧରିବାକୁ ଚେଷ୍ଟା କରନ୍ତି ମାନେ ହେଟା ହଉଛି motor skill and by the age of 2 they can start use spoon carry on and small toys ଧରିକି ସେ ଖେଳିବାକୁ ଶିଖି ଯାଆନ୍ତି and children grow their fine motor skill abilities, expand and enabling them to perform tasks such as writing, drawing, tying the shoes or lace ତାକୁ ବାନ୍ଧିବା, using scissors, କଇଁଚି ଚଲେଇ ପାରିବା, engaging in the other activities requiring the precision of the dexterity ମାନେ ବିଭିନ୍ନ ପ୍ରକାର activity ସେମାନେ କରିପାରିଥାନ୍ତି। By this time, children reach to middle childhood, they have ability to engage the more complex tasks such as crafting, ପ୍ଲେଇଂ ମ୍ୟୁଜିକ୍ ଇନଷ୍ଟ୍ରୁମେଣ୍ଟ ଆଣ୍ଡ ବିଭିନ୍ନ ପ୍ରକାର ୟୁଜିଂ ଟେକ୍ନୋଲୋଜି ତ ଏଇଗୁଡାକ ସବୁ ସେମାନେ କଣ କରିଥାନ୍ତି ନା ଏବିଲିଟି ଥାଏ ତାଙ୍କ ପାଖରେ ଧୀରେ ଧୀରେ ଶିଖିଯାଆନ୍ତି ଫାଇନ୍ ମୋଟର ସ୍କିଲ୍ ତାପରେ ଆମେ ଜାଣିବା ନେକ୍ସଟ ହଉଛି କଣ ନା ଚେଞ୍ଜେସ୍ ଇନ୍ ଦ ବଡି ପୋର୍ସନ ଆଣ୍ଡ ଫିଜିକାଲ ଫିଚର୍ସ ତାମାନେ ଫାଷ୍ଟ ହଉଛି କଣ ଏଡିସନ ଇନ୍ ଦ ଇନକ୍ରିଜ ଇନ୍ ସାଇଜ ବଡି ଅଣ୍ଡରଗୋ ଦ ସିଗ୍ନିଫିକାଣ୍ଟ ଚେଞ୍ଜେସ୍ ଇନ୍ ପୋର୍ସନ ଅଫ ଡ୍ୟୁରିଂ ଚାଇଲ୍ଡହୁଡ ତାମାନେ ଚାଇଲ୍ଡହୁଡରେ ବଡିଟା ପୋର୍ସନଟା ଧୀରେ ଧୀରେ ଚେଞ୍ଜେସ୍ ହବାକୁ ଲାଗେ at the birth baby head is relatively large compared to the rest of the body ଅନୁସାରେ ପିଲା ଯେତେବେଳେ ଜନ୍ମ ହେଇଥାଏ ତା ବେବିର ହେଡ୍ ଟା ହିଁ ଅଧିକ ଥାଏ କାହିଁକିନା ଆମର ବିକାଶଟା କେମିତି ଚାଲିଥାଏ ନା ଆମର ସେଫାଡୋକୋଡାଲ ଆଉ ପ୍ରକ୍ସିମୋଡିଷ୍ଟାଲ ସେଫାଡୋକୋଡାଲ ହେଡ୍ ଟୁ ଟଏ ଆଉ ପ୍ରକ୍ସିମୋଡିଷ୍ଟାଲ ସେଣ୍ଟର ଟୁ ପେରିଫେରି ତାମାନେ ଜାଣିଛନ୍ତି ଛୋଟ ଅବସ୍ଥାରେ ମୁଣ୍ଡଟା ବଡ ଥାଏ ବଡି ଅପେକ୍ଷା at the birth the baby head is relatively compared to the rest of the body and however the child grow and the body becomes more proportionate body ଟା ଧୀରେ ଧୀରେ ପୁଣି କଣ ବଢିବାକୁ ଲାଗିବ with the limbs and trunks and growing at faster rate of than the head ତ head ଅନୁସାରେ body ଟା ଆହୁରି faster rate ରେ ବଢିବାକୁ ଲାଗେ these changes became particularly noticeable during early middle childhood and as the children legs arms and torso lengthen ଏଗୁଡା ସବୁ ଧୀରେ ଧୀରେ ବଢିବାକୁ ଲାଗିଥାଏ during the early childhood development muscles bones internal organs takes the place and allowing children to engage in the greater variety of physical activity ବିଭିନ୍ନ ପ୍ରକାର physical activity ସେମାନେ କରିପାରିଥାନ୍ତି during the early childhood ରେ by the time of children enter the school age around 6 year old their bodies start to look more like those older children and with the more defined muscles and better development for posture ତାଙ୍କର ଧୀରେ ଧୀରେ later childhood କୁ ଯେତେବେଳେ ଆସନ୍ତି ତାର posture ଟା ଆହୁରି develop ହବାକୁ ଲାଗେ the changes in body portion continue into the middle childhood and culminate in the onset of puberty ପହଞ୍ଚିଲା ପର୍ଯ୍ୟନ୍ତ ସେମାନଙ୍କର body structure ଧୀରେ ଧୀରେ change ହେଇଥାଏ this pre-pubertal period is marked by the combination of growing strength body mass and gradual shaping of body and preparing the dramatic changes and puberty will bring such as development of sexual characteristics also ତାମାନେ ଧୀରେ ଧୀରେ ଯେତେବେଳେ ସେ ଆର୍ଲି ଚାଇଲ୍ଡହୁଡରୁ ଯେତେବେଳେ ଲେଟ ଚାଇଲ୍ଡହୁଡ ଧୀରେ ଧୀରେ ତାର ପରିପକ୍ୱତା ଆସିଥାଏ ଆମେ କହୁଛନ୍ତି ମେଚୁରିଟି ବି ଆସିଥାଏ ତ ସବୁ ଗୁଡାକ ଧୀରେ ଧୀରେ ଡେଭଲପ ହୋଇଥାଏ ତାପରେ ଆମେ ଜାଣିବା ପ୍ରଥମ ହଉଛି ବ୍ରେନ ଡେଭଲପମେଣ୍ଟ ନ୍ୟୁରୋଲୋଜିକାଲ ଗ୍ରୋଥ କଣ ଫିଜିକାଲ ଗ୍ରୋଥ ଡ୍ୟୁରିଂ ଦ ଚାଇଲ୍ଡହୁଡ ଇଜ କ୍ଲୋଜଲି ଟାଇଡ ଦ ନ୍ୟୁରୋଲୋଜିକାଲ ଆଣ୍ଡ ବ୍ରେନ ଡେଭଲପମେଣ୍ଟ କୁ ବୁଝାଉଛି the brain undergo the period of significant growth during the early childhood with the dramatic increase in the both new number of complexity neural connections and particular area of related to motor control and sensory processing and cognitive function ତାମାନେ early childhood ରେ ପିଲାମାନଙ୍କର ଧୀରେ ଧୀରେ ଡେଭଲପ ନ୍ୟୁରୋଲୋଜିକାଲ ଡେଭଲପଟା ଯୋଉଟା କି ବ୍ରେନ ସହିତ କନେକ୍ସନ ସେଟା ଧୀରେ ଧୀରେ ହୋଇଥାଏ and ଯେତେବେଳେ ସେ early childhood ରେ ଥାଆନ୍ତି the brain grow rapidly with the children acquiring ability to process of sensory information and begin learning basic physical skill ଟା ଧୀରେ ଧୀରେ ଶିଖିଥାନ୍ତି
ଦ ବ୍ରେନ୍ ମୋଟର କଟେକ୍ସଟ ଯୋଉଟାକି ଆମେ କୋଟେକ୍ସଟ କୁହନ୍ତି ହଁ ହ୍ୱିଚ୍ ଗଭର୍ନ ଦ ଭଲ୍ୟୁଣ୍ଟାରୀ କୋଟେକ୍ସଟ ଆପଣ ସବୁବେଳେ ଓଏଚଡି ପରୀକ୍ଷାରେ ଆସିଥାଏ ହେଲା। ବ୍ରେନ୍ ର ଗୋଟେ ପାର୍ଟଟା ଯୋଉଟାକି ଆମର କଗ୍ନିଟିଭ ଫଙ୍କସନ କରିଥାଏ ତାକୁ ବ୍ରେନ୍ ର କୋଟେକ୍ସଟ କୁହାଯାଏ ହେଲା। ତାପରେ ସେଲେବ୍ରମ ବା ସେଲେବ୍ରମ ବୋଲି କୁହାଯାଇଥାଏ ତାକୁ ହେଲା। and govern the voluntary movement and highly active during the children practice and define the physical skill ବେಳೆ ଆପଣଙ୍କର ବ୍ରେନ୍ ଟା ବା ନ୍ୟୁରୋଲୋଜିକାଲ ଫଙ୍କସନ ଟା ଭଲ ହେଇଥାଏ। ଜିନିଷକୁ ଶୀଘ୍ର ମନେ ରଖନ୍ତି ବି। and children move through the middle childhood the brain continues to develop ଧୀରେ ଧୀରେ ଡେଭଲପ ହେଇଥାଏ and became more specialized and efficient function କରିବାକୁ ଲାଗିଥାଏ ଯେତେବେଳେ ମିଡିଲ ଚାଇଲ୍ଡହୁଡ ବା ଲେଟର ଚାଇଲ୍ଡହୁଡ ରେ ପହଞ୍ଚନ୍ତି। This particularly evident of continued improvement of motor skill, coordination, overall physical performance। ତାମାନେ ଆପଣ ବ୍ରେନ ର ଡେଭଲପମେଣ୍ଟ ଦ୍ୱାରା ତ ଏଇ ସବୁ ମୋଟର ସ୍କିଲ୍ ହଉ, କୋଅର୍ଡିନେସନ ହଉ, ଫିଜିକାଲ ପରଫର୍ମାନ୍ସ ସବୁ ଠିକ ଚାଲିବ। The myelination process, the nerve fibers are coated with the protect layer called the myelin। myelin କୁହାଯାଏ ତାକୁ protected ଯୋଉ ନର୍ଭ କୁ ଯିଏ ପ୍ରୋଟେକ୍ଟ କରେ ଯୋଉ ଆମେ କହୁଛନ୍ତି କଣ ନର୍ଭ ଫାଇବର୍ସ। also enhance the speed of accuracy motor skill କୁ speed of accuracy କରିବାକୁ ସାହାଯ୍ୟ କରେ। allowing the children engage the more complex physical activity with greater ease। ମାନେ ବହୁତ ଆରାମ ସେ ସେମାନେ ମୋଟର ଆକ୍ଟିଭିଟି ଗୁଡା କରିପାରିଥାନ୍ତି ଯଦି ବ୍ରେନ ର ନ୍ୟୁରନ ଫଙ୍କସନ ଠିକ ଚାଲିଛି। ତାପରେ ଆସିବା sensory development। sensory development include the vision, hearing, taste, touch play a fundamental role of physical development during the childhood। ତାମାନେ ଚାଇଲ୍ଡହୁଡ ସମୟରେ ପିଲା କେତେ ଦେଖିପାରୁଛି ଭଲ ଶୁଣିପାରୁଛି ଟେଷ୍ଟ କଣ ଅଛି ଟଚ୍ କଲେ କେତେ ସେ ଜିନିଷ ଜାଣିପାରୁଛି ଏ ସବୁ ଗୁଡାକ ସେନ୍ସୋରି ସେନ୍ସ ଅର୍ଗାନ ଆମେ କହୁଛନ୍ତି ଇନ୍ଦ୍ରିୟ ୟା ଦ୍ୱାରା ଆମେ ଜାଣିପାରୁଛନ୍ତି। as a children mature their sensory ability became the sharper ଯଦି ତାର ସେନ୍ସରି ସେନ୍ସ ଟା ତାର ଡେଭଲପ ଥାଏ ତାମାନେ ସେ ମେଚୁର ଥାଏ ଆଉ ଭଲ ପାଠ ବି ପଢିବ ଦେଖିବେ। and that the brain is better able to process the sensory information। କଣ ଫାର୍ଷ୍ଟ ଜାଣିବା ଭିଜନ ବିଷୟ ଟିକେ ଜାଣିବା। infant start with the blurry vision। ମଣିଷ ସବୁବେଳେ ବା ଛୋଟ ପିଲାଟେ ବ୍ଲୋରି ଭିଜନ ହିଁ ଷ୍ଟାର୍ଟ ହେଇଥାଏ ତାକୁ ଛୁଆବେଳେ ଟିକେ ବ୍ଲୋରି ଦେଖାଯାଏ and gradually develop the ability to see clearly ଧୀରେ ଧୀରେ ସେ ଦେଖିବା କ୍ଲିୟର ହେଇଥାଏ। especially in the term of depth perception, color differentiation color କୁ difference କରିବା କ୍ଷେତ୍ରରେ ହଉ। by the age of 2 to 3 children vision has typically improved significantly। 2 to 3 ବର୍ଷ ବେଳକୁ ତାଙ୍କର ଆଖିର ଡେଭଲପମେଣ୍ଟ ହୋଇଥାଏ ଭିଜନ। as they move through the childhood they continues to develop the skill related visual tracking ହଉ visual କ୍ଷେତ୍ରରେ ହଉ reading ହଉ understanding the spatial relationship ମାନେ ସ୍ଥାନ ବିଷୟର ବିବରଣୀ ଯୋଉଟାକି ଆମେ କହୁଛନ୍ତି କୌଣସି ଜିନିଷକୁ ଦେଖିକି ମନେ ରଖିଦବା ତ ଧୀରେ ଧୀରେ ଡେଭଲପ ହବ ଚାଇଲ୍ଡହୁଡ ରେ ଏଟା ଭିଜନରୀ ଗଲା। ତାପରେ ହେଲା ହିୟରିଂ ଶୁଣିବା। ବେବି ଆର୍ ବର୍ନ ୱିଥ ଦ ଫୁଲି ଫଙ୍କସନ ଅଫ ହିୟରିଂ ତାମାନେ ବେବି ଯେତେବେଳେ ଜନ୍ମ ନିଏ ସେତେବେଳେ ସେ ପୁରା ଫଙ୍କସନ ସହିତ ଜନ୍ମ ହୁଏ ଶୁଣିପାରିବା କ୍ୟାପାବିଲିଟି। ବଟ୍ ଦ ପ୍ରୋସେସିଂ ଅଫ କମ୍ପ୍ଲେକ୍ସ ସାଉଣ୍ଡ ସ୍ପିଚ ଟେକ୍ସ ଟାଇମ ଟୁ ଡେଭଲପ ତାମାନେ ଧୀରେ ଧୀରେ ସେ କୌଣସି ସାଉଣ୍ଡ କୁ ରେକଗ୍ନାଇଜ କରିବାଟା ଧୀରେ ଧୀରେ ସେ ଶିଖିଥାଏ। By the time they reach to the preschool age and children are able to distinguish the between different sounds and can flow the simple verbal instruction। ତାମାନେ ଧୀରେ ଧୀରେ ସେ verbal instruction କୁ ବୁଝିଥାଏ ଧୀରେ ଧୀରେ ତା ଡେଭଲପ ହେଇଥାଏ। as the children grow their auditory processing became more refined which supports speech and language development ଟା ଧୀରେ ଧୀରେ support ହେଇଥାଏ। ତାପରେ ଆସିଲା touch ଜିନିଷକୁ ଛୁଇଁ କେମିତି ଜାଣୁଛି। the sense of touch particularly developed by the infancy and play the significant role particularly infancy ପାଖରେ touch ଜିନିଷଟା ସେ ଛୁଇଁକି ଦେଖେ ଜିନିଷ ଯାହା ବି ଦବ ସେ ଧନ୍ୟବାଦ। ରୋଲ in early physical and emotional development by the children by the childhood children can differentiate between the texture temperature and other tactile senses। ତାମାନେ କୋଉଟା ଗରମ କୋଉଟା ଥଣ୍ଡା ଏଇ ବିଷୟରେ ବି ସେ ଜାଣିଥାଏ ଚାଇଲ୍ଡହୁଡ କିନ୍ତୁ ଇନଫାନ୍ସି ଏଥିରେ ଜାଣିନଥାଏ। ସେଇଥିପାଇଁ ନିଆଁକୁ ଧରି ନେଲେ ଗରମ ଜିନିଷ ଧରି ନେଇକି ତାକୁ ଚେଙ୍କା ଲାଗେ ତାପରେ କାନ୍ଦେ ଛୋଟ ପିଲା ଅବସ୍ଥାରେ। and this sense continues to integral and they are the learning motor skill develop ତାପରେ ଧୀରେ ଧୀରେ ଯେତେବେଳେ ଜିନିଷଟାକୁ ଜାଣିବାକୁ ଟଚ୍ କରିକି ତାପରେ ସେ ଚାଇଲ୍ଡହୁଡରେ ସବୁ ଜାଣି ଯାଇଥାଏ ହେଲା। ତାପରେ ଆସିଲା ହେଲ୍ଥ ନର୍ଚର ବା ନ୍ୟୁଟ୍ରିସନ ଇମ୍ପାକ୍ଟ ଅନ୍ ଦ ଫିଜିକାଲ ଗ୍ରୋଥ। କଣ ହେଲ୍ଥ ଆଉ ନ୍ୟୁଟ୍ରିସନ କଣ ଖାଦ୍ୟପେୟ ଠିକ ରହିବା ଦରକାର ନା ପେସ୍ ଅଫ ଏକ୍ସଟେଣ୍ଡ ଫିଜିକାଲ ଗ୍ରୋଥ ଇନଫ୍ଲୁଏନ୍ସ ଦ ଫ୍ୟାକ୍ଟର ସଚ୍ ଏଜ ଡାଏଟ୍ ଖାଦ୍ୟର ଶୈଳୀ ଯୋଉଟା ବା ନ୍ୟୁଟ୍ରିସନ ଆମେ କହୁଛନ୍ତି ନା ଓଭରଅଲ୍ ହେଲ୍ଥ ଉପରକୁ ଇମ୍ପାକ୍ଟ ପକେଇଥାଏ। ପ୍ରପର ନ୍ୟୁଟ୍ରିସନ ଇଜ କ୍ରୁସିଆଲ ଡ୍ୟୁରିଂ ଚାଇଲ୍ଡହୁଡ ସମୟରେ ଯଦି ପ୍ରପର ନ୍ୟୁଟ୍ରିସନ ଦଉଛନ୍ତି ପିଲାର ଗ୍ରୋଥ ହବ। as the balanced diet and provide the necessary nutrient growth the development ଯେମିତି ପ୍ରୋଟିନ ଦବା କାର୍ବୋହାଇଡ୍ରେଟ ଦବା fats ଦବା vitamins ଦବା minerals ଦବା are essential for the formation of bones muscles organs as well as the supporting immunity by immune function of energy need ଏଗୁଡା ପାଇଁ ଆମେ କଣ କରୁଛନ୍ତି ନା ପିଲାଙ୍କୁ ଆମେ ଦଉଛନ୍ତି ନ୍ୟୁଟ୍ରିଏଣ୍ଟସ ଦଉଛନ୍ତି। ତାପରେ ମାଲ ନ୍ୟୁଟ୍ରିସନ କଣ ଡେଫିସିଏନ୍ସିସ୍ କଣ ଯେତେବେଳେ ପିଲାମାନଙ୍କୁ ସେଇ ନ୍ୟୁଟ୍ରିଏଣ୍ଟ ଗୁଡା ମିଳେନି ସେତେବେଳେ ତାକୁ ମାଲ ନ୍ୟୁଟ୍ରିସନ ହେଇଯାଏ ଏଟା ବୁଝିନେବା ଏଠୁ।
ତାପରେ ଆସିଲା pubertal development ବା transition to adolescence। adolescence କୁ transition ବା ଧୀରେ ଧୀରେ ଯେତେବେଳେ adolescence କୁ ପହଞ୍ଚିଥାନ୍ତି ସେଇ period ଟା କୁହାଯାଏ pubertal development, pubertal period। As children approach the end of their childhood year, they enter into stage of development known as puberty। କେଉଁଟାକୁ ଆମେ puberty କହୁଛନ୍ତି। ତ puberty marks with the beginning of adolescence and characterized by the dramatic physical changes କୁ ବୁଝଉଛି, ଯୋଉଠି physical changes ଟା ବହୁତ ହେଇଥାଏ। include the rapid growth of height, weight ବି ସେଇ ସମୟରେ rapidly growth ହବାକୁ ଲାଗେ। the development of sexual characteristic ଆସିଥାଏ ପିଲାଙ୍କ ଭିତରେ and changes in the body composition ରେ ବି changes ହେଇଥାଏ। These changes occurs earlier for the girls। girl ମାନଙ୍କ ପାଖରେ earlier ଆସିଥାଏ and typically beginning around the age of 8 to 13 ଭିତରେ ପୁଅମାନଙ୍କ ପାଖରେ ବି ଆସିଥାଏ। ଯୋଉଟା କି 8 to 13 ଆଗେ ପଳେଇ ଆସିଥାଏ କାହା ପାଖକୁ? ନା ଆମର ଝିଅମାନଙ୍କ ପାଖକୁ। and slightly boys and generally starting from the 9 to 14 year age ଭିତରେ ଆସିଥାଏ। ତାପରେ during the puberty both the boys and girls experience the increase in muscles mass, changes in the fat distribution, development of secondary sexual characteristics such as ବିଭିନ୍ନ ପ୍ରକାର ଅଛି ଆମର development girls ଭିତରେ ହଉ, ଯେମିତିକି boys ଭିତରେ ହଉ। These changes signify the transition of childhood and adolescence period of continued physical, emotional, social growth ଟା ବି ହୋଇଥାଏ। ତ ଆଶା କରୁଛି ଏଇ କ୍ୱେଶ୍ଚନ ଟା ଆପଣ ଆରାମସେ ବୁଝିପାରିଥିବେ। ମୁଁ ଆରାମସେ ଆପଣଙ୍କୁ ଡିସକସ କରିଦେଲି। ଏଠି ଆପଣଙ୍କର ରହିଛି କନଫ୍ୟୁଜନ ନିଜେ ରିଆକ୍ଟ କରିବେ, ନହେଲେ ଭିଡିଓ ପଜ କରି ଆପଣ ଦେଖିପାରିବେ। ଆମେ 3 ନମ୍ବର କ୍ୱେଶ୍ଚନ କୁ ଆସିବା। ରାଇଟ୍ କଗ୍ନିଟିଭ ଡେଭଲପମେଣ୍ଟ ଡ୍ୟୁରିଂ ଦ ଚାଇଲ୍ଡହୁଡ। ତାମାନେ କଗ୍ନିଟିଭ ଡେଭଲପମେଣ୍ଟ କିପରି ଚାଇଲ୍ଡହୁଡ ରେ ହବ ସେ ବିଷୟରେ ଆମେ ଜାଣିବା। ତାମାନେ ଆମେ ଜାଣିଛନ୍ତି କଗ୍ନିଟିଭ ଡେଭଲପମେଣ୍ଟ ଆମେ କାହାକୁ କହୁଛନ୍ତି ନା କଗ୍ନିଟିଭ ଡେଭଲପମେଣ୍ଟ ହଉଛି କଣ ନା ଯେତେବେଳେ ମେଣ୍ଟାଲ ପ୍ରୋସେସ ଟା ଡେଭଲପ ହୁଏ ପିଲାଙ୍କ ଭିତରେ ସେଇଟାକୁ ଆମେ ବୁଝୁଛନ୍ତି। ତ ସେଥିପାଇଁ ଆମର ପିଆଗେଟ ସେ କନସେପ୍ଟ ଦେଇଛନ୍ତି। ଆମେ ଜାଣିଛନ୍ତି ଯେ ମେଣ୍ଟାଲ ପ୍ରୋସେସ କିପରି ଏଠି ଆପଣ ଆରାମସେ କନସେପ୍ଟ କୁ ପଢିକି ବୁଝିପାରିବେ। ତ ଯେତେବେଳେ ପରସେପସନ ହଉ, ଆଟେନସନ ହଉ, ମେମୋରି ବା ପ୍ରୋବ୍ଲେମ ସଲଭିଂ ହଉ, ଲାଙ୍ଗୁଏଜ ଆକ୍ୱିଜିସନ ହଉ, ଆବଷ୍ଟ୍ରାକ୍ଟ ଥିଙ୍କିଂ ହଉ, ଏ ସବୁ ଗୁଡାକ ଆମେ ମେଣ୍ଟାଲ ପ୍ରୋସେସ ବା କଗ୍ନିଟିଭ ଡେଭଲପମେଣ୍ଟ ଭିତରେ କହୁଛନ୍ତି। ତ ପିଲା ଭିତରେ କିପରି ଡେଭଲପ ହୁଏ ଆମେ ଜାଣିବା। ପିଆଗେଟ କଣ କରିଛନ୍ତି ଷ୍ଟେଜେସ୍ ଅଫ କଗ୍ନିଟିଭ ଡେଭଲପମେଣ୍ଟ ଦେଇଛନ୍ତି ସେ ବିଷୟରେ ଆମେ ଜାଣିବା। ସେ ହଉଛନ୍ତି ଜଣେ ସୁଇସ୍ ସାଇକୋଲଜିଷ୍ଟ ବା ଜିନ୍ ପିଆଜେ, one of the most influential figure in the study of cognitive development, and his theory outline key strategy in cognitive development of children ର cognitive development ଉପରେ ଦେଇଛନ୍ତି। and Piaget proposed that cognitive development occurs in the series of stages ରେ ଆପଣଙ୍କର cognitive development ହେଇଥାଏ। each characterized by the different thinking from the sensory motor exploration to abstract reasoning ପର୍ଯ୍ୟନ୍ତ ପିଲାମାନଙ୍କର ଡେଭଲପମେଣ୍ଟ ହୋଇଥାଏ। ସେନ୍ସ ମାଧ୍ୟମରେ ଶିଖିବାରୁ ନେଇକି abstract thinking ପର୍ଯ୍ୟନ୍ତ ପିଲାମାନଙ୍କର series of stages ରେ ଡେଭଲପମେଣ୍ଟ ହେଇଥାଏ। ତ ସେ ଷ୍ଟେଜ ଗୁଡା ଭାଗ କରାଯାଇଛି। ପ୍ରଥମ ହଉଛି ସେନ୍ସରି ମୋଟର ଷ୍ଟେଜ ଆମେ କହୁଛନ୍ତି ହେଲା, ଯୋଉଟା କି ବର୍ଥ ଟୁ 2 ଇୟର କହୁଛନ୍ତି। ଦିସ୍ ଡ୍ୟୁରିଂ ଦ ଷ୍ଟେଜ ଇନଫାଣ୍ଟ ବା ଆଣ୍ଡ ଟୋଡଲର ବା ଇନଫାଣ୍ଟ ବା ଟୋଡଲର କହୁଛନ୍ତି, ଯୋଉଟା କି ଶୈଶବ ଅବସ୍ଥା କୁହାଯାଉଛି। ଡେଭଲପ ଦେୟାର ଦ କଗ୍ନିଟିଭ ଏବିଲିଟି ଥ୍ରୁ ଦ ସେନ୍ସରି ଏକ୍ସପ୍ରେସନ, ମାନେ ସେନ୍ସ ମାଧ୍ୟମରେ ଶିଖିଥାନ୍ତି ଆଣ୍ଡ ମୋଟର ଆକ୍ସନ, କୌଣସି ମୋଟର ଆକ୍ଟିଭିଟି ଦ୍ୱାରା ଶିଖିଥାନ୍ତି। ଦିସ୍ ବିଗିନ୍ ବାଇ ଦ ଅଣ୍ଡରଷ୍ଟାଣ୍ଡିଂ ଦ ୱର୍ଲ୍ଡ ଥ୍ରୁ ଦେୟାର ସେନ୍ସ ମାନେ ଟଚ୍ କରିକି, ଦେଖିକି, ସାଇଟ୍, ହିୟରିଂ ଏଇ ମାଧ୍ୟମରେ ଶିଖିଥାନ୍ତି। ଆଣ୍ଡ ଯୋଉଟା କି ମୋଟର ଆକ୍ସନ କହୁଛନ୍ତି ଗ୍ରାସ୍ପ, ଜିନିଷକୁ ଜାବୁଡି ଧରିବା, ସକିଂ ଆଙ୍ଗୁଳି ପାଟିରେ ପୁରେଇକି ବା କ୍ରାଇଂ, ହଁ, ତ ନଖରେ ଆମ୍ପୁଡିବା, ଏଇ ସବୁ କରିକି ପିଲାମାନେ ଶିଖିଥାନ୍ତି। ତ ଏଇଟା ସେନ୍ସ ଅର୍ଗାନ ଦ୍ୱାରା ପିଲାମାନେ ଶିଖିଥାନ୍ତି। ଏ କି ମାଇଲଷ୍ଟୋନ ଦ ଷ୍ଟେଜ ଅଫ ଦ ଡେଭଲପମେଣ୍ଟ ଅଫ ଅବଜେକ୍ଟିଭ ପରଫର୍ମାନ୍ସ। ଏଇଟାଙ୍କର ଅବଜେକ୍ଟିଭ ପରଫର୍ମାନ୍ସ ଆସିଥାଏ, କିନ୍ତୁ ଆମେ ଜାଣିଛନ୍ତି କଣ ନା 15 ମାସ ପର୍ଯ୍ୟନ୍ତ ପିଲାମାନଙ୍କର ଅବଜେକ୍ଟିଭ ପରଫର୍ମାନ୍ସ ଆସିନଥାଏ। ଯେମିତିକି ଆମେ କହୁଛନ୍ତି କଣ ପିଲାଙ୍କ ଆଗରେ ଗୋଟେ ଜିନିଷ ଦେଖେଇଦବା, ତାକୁ ଯଦି ଆମେ ନେଇକି ଲୁଚେଇଦବା, କହିବା ବାୟା ନେଇଗଲା କହିକି ଲୁଚେଇଦବା, ସେଇ ଜିନିଷଟା ଯଦି ଖୋଜିଲା ଜାଣିବା ଅବଜେକ୍ଟ ପରଫର୍ମାନ୍ସ ଆସିଯାଇଛି। ଯଦି ନ ଖୋଜିଲା ତାହେଲେ ଅବଜେକ୍ଟ ପରଫର୍ମାନ୍ସ ଆସିନି। ତାମାନେ ପିଲାଙ୍କ ଆଗରେ ଯୋଉ ଜିନିଷ ଅଛି ଜାଣିବେ ଦୁନିଆରେ ଏକ୍ଜିଷ୍ଟ କରୁଛି। ଯଦି ଆଗରେ ଏଇ ଜିନିଷଟା ନାହିଁ ତାହେଲେ ଦୁନିଆରେ ଏକ୍ଜିଷ୍ଟ କରୁନି। ଏଟାକୁ ଆମେ ଅବଜେକ୍ଟ ପରଫର୍ମାନ୍ସ ବୋଲି କହିଥାନ୍ତି। The understanding that object continue to exist even the out of sight, and these parents begin to symbolic the thinking। ତାମାନେ ଜାଣିପାରିବେ ପ୍ୟାରେଣ୍ଟସ୍ ଏଇ ମାଧ୍ୟମରେ ପିଲାର ଅବଜେକ୍ଟ ପରଫର୍ମାନ୍ସ ହେଇଛି କି ନାହିଁ। ଏଟା ଥିଲା ଆପଣଙ୍କ ଲକ୍ଷଣ ସବୁ ସେନ୍ସରି ମୋଟର ଷ୍ଟେଜରେ ଆରାମସେ ଲେଖିଦେବେ। ତାପରେ ଆସିଲା ପ୍ରି ଅପରେସନାଲ ଷ୍ଟେଜ ବା 2 ରୁ 7 ବର୍ଷ ଭିତରେ ଏଟା ଥାଏ। During the pre-operational stage, children develop to language skill। ଏଇ ଜାଗାରେ ପିଲାମାନଙ୍କର ଲାଙ୍ଗୁଏଜ ସ୍କିଲ୍ ଡେଭଲପ ହେଇଥାଏ। and engage the symbolic play। symbolic ଜିନିଷକୁ ସିମ୍ବଲ ମାଧ୍ୟମରେ ଶିଖନ୍ତି। using ୱାର୍ଡ ଶିଖନ୍ତି, ଇମେଜ ଶିଖନ୍ତି, ହଁ, ଯୋଉ ଏକ୍ସପିରିଏନ୍ସ ଗେନ୍ କରନ୍ତି। however their think is still intuitive and egocentric thought। intuitive thought ମାନେ ତାକୁ ଯାହାକୁ ଦେଖିକି ଡରିଲେ ତାପରେ ତାକୁ ଯଦି ଦେଖିବେ ଡରିଯିବେ। ଯେମିତି ପିଲାଙ୍କୁ ଖୁଆଇବା ପାଇଁ ଏଇ ସମୟରେ ପିଲା ଖାଆନ୍ତିନି, ଖୁଆଇବା ପାଇଁ ଇନଫାନ୍ସି ଏଜରେ ଥାଆନ୍ତି ନା, ପିଲାଙ୍କୁ ଡରେଇବା ପାଇଁ କଣ କରନ୍ତି ନା ଆର୍ଲି ଚାଇଲ୍ଡହୁଡ ଏଜରେ ପିଲାଙ୍କୁ ଡରେଇବା ପାଇଁ କଣ କରିବେ ନା ମାଆମାନେ କହିବେ ଯେ ଅମୁକ ଡାକିମି ଖାଇଦେ ନହେଲେ, ଯାହାକୁ ଡରୁଥିବ। ତ ଏଇଟା ହଉଛି ଇନଟ୍ୟୁଟିଭ ଥଟ୍। ତାପରେ ଇଗୋସେଣ୍ଟ୍ରିକ ମାନେ କଣ ନା ଯେ ତା ଦୃଷ୍ଟିକୋଣରୁ ସେ ବୁଝିବ, ଅନ୍ୟମାନଙ୍କ ଦୃଷ୍ଟିକୋଣରୁ ସେ ବୁଝିପାରିବନି। ଯେମିତିକି ସେମ୍ ଖେଳନା ଆଉ ଜଣେ ଘରେ ଅଛି, ସିଏ ଗଲା
ସେଇ ସେମ୍ ଖେଳନା ଦେଖିଲା। ସେ କହିଲା ଏଇଟା ତା ଖେଳନା ବି ହେଇପାରେ, ଅଲଗା ବି ସେମ୍ ଜିନିଷ ମିଳିପାରେ ସେଟା ବୁଝିବନି। ସେ କହିବ ଏଇଟା ମୋ ଖେଳନା କହିକି ସେ କାନ୍ଦିବ ବା ଗଡ଼ିବ ସେ ଖେଳନାକୁ ନବା ପାଇଁ। ତ ମିନିଂ ଦେ ହାଭ୍ ଡିଫିକଲ୍ଟି ଟୁ ଅଣ୍ଡରଷ୍ଟାଣ୍ଡ ଦ ପର୍ସପେକ୍ଟିଭ ଅଦର ଦେନ୍ ଦେୟାର ଓନ୍। ଏଇଟା ମୁଁ କହିଲି ଇଗୋସେଣ୍ଟ୍ରିକ ର ମାନେ। ତ ଚିଲଡ୍ରେନ୍ ଆଟ୍ ଦିସ୍ ଷ୍ଟେଜ୍ ଏକ୍ସିବିଟ୍ ଦ ମେଜିକ୍ ଥିଙ୍କିଂ ଉପରେ ସେ ବେଶୀ ବିଶ୍ୱାସ କରେ। ସେଥିପାଇଁ ସେମାନେ ସବୁ କମିକ୍ସ ଯୋଉ ସୁପର ହିରୋ ଏଇ ସବୁ ଜିନିଷ ଗୁଡା ଦେଖନ୍ତି। ହ୍ୱେର୍ ଦେ ବିଲିଭ୍ ଦ୍ୟାଟ୍ ଦ ଥଟ୍, ଆକ୍ସନ୍ ଆଣ୍ଡ କ୍ୟାନ୍ ଇନଫ୍ଲୁଏନ୍ସ ଆରାଉଣ୍ଡ ଦେମ୍। ତାମାନେ ସେଇ ଯୋଉ ଜିନିଷ ଗୁଡା ଭାବନ୍ତି ସେଇଗୁଡା ତାଙ୍କ ଚାରିପିଟି ବୁଲେ ବୋଲି ଭାବନ୍ତି। ଏଇ ସମୟରେ ପିଲାଙ୍କୁ କହିଦବ ଭୂତ ବାହାରିଛି, ସେ ଭୂତକୁ ବିଶ୍ୱାସ କରିବେ। ଦେ ଅଲସୋ ଷ୍ଟ୍ରଗଲ୍ ଦ କନସେପ୍ଟ ଅଫ୍ କନଜରଭେସନ। କନଜରଭେସନ ସେ କରିପାରନ୍ତିନି। ଅଣ୍ଡରଷ୍ଟାଣ୍ଡ ଦ କ୍ୱାଣ୍ଟିଟି ରିମେନିଂ ସେମ୍ ଡିସ୍ପାଇଟ୍ ଦ ଚେଞ୍ଜେସ୍ ଅଫ୍ ସେପ୍ ଏପିରିୟନ୍ସ। ତାମାନେ 2ଟା ଗ୍ଲାସରେ କନଜରଭେସନ ମାନେ ହଉଛି 2ଟା ଗ୍ଲାସ ରଖିବେ। ଗୋଟେ ହଉଛି ସରୁଆ ଗ୍ଲାସଟେ ଉଞ୍ଚାଟେ, ଆଉ ଗୋଟେ ମୋଟା ଗ୍ଲାସଟେ ବାଙ୍ଗେରାଟେ। ତାମାନେ 2ଟା ଗ୍ଲାସରେ ସେମ୍ ପାଣି ଧରିବ। ଦିନେ ପାଣି ଫୁଲ୍ କରିକି 2ଟାଙ୍କୁ ଦେଖା ଦିଆଗଲା। ପିଲାଙ୍କୁ କୁହାଗଲା ଏଇ ଷ୍ଟେଜରେ ପିଲାଙ୍କୁ କୁହାଗଲା ଯେ କୋଉଟା ଅଧିକ ପାଣି ଅଛି। ସେ ସବୁବେଳେ କହିବେ ଉଞ୍ଚା ଗ୍ଲାସଟା ଯୋଉଟା ସରୁଆ ଉଞ୍ଚା ଗ୍ଲାସଟା ଏଠି ପାଣି ଅଛି। ମୋଟା ହେଇକି ବାଙ୍ଗରା ଗ୍ଲାସଟା ତା ଦେହରେ ବେଶୀ ପାଣି ନାହିଁ। କମ୍ ହାଇଟ୍ ଗ୍ଲାସରେ ବେଶୀ ପାଣି ନାହିଁ। ତାମାନେ ସେ କନଜରଭେସନ କରିବା ଆବିଲିଟି ତାଙ୍କ ଭିତରେ ଆସିନଥାଏ। ରିଭର୍ସିବିଲିଟି। ଯଦି ତାଙ୍କୁ କହିବା 1 ରୁ 10 ପର୍ଯ୍ୟନ୍ତ କଣ ଗଣିଦେବେ, 10 ରୁ 1 ପର୍ଯ୍ୟନ୍ତ କଣ ଗଣି ପାରିବେନି। ତାମାନେ ଆଇସରୁ ପାଣି ହେଇଯାଉଛି। ପାଣିରୁ ଆଇସ୍ ହବ ସେ କହିପାରିବେନି। ଏଇଟା ହଉଛି କଣ ରିଭର୍ସିବିଲିଟି ତାଙ୍କ ଭିତରେ ଡେଭଲପ ହୋଇନଥାଏ। ହେଲା। ଏଇଟା ଗୋଟେ ବଡ ପ୍ରୋବ୍ଲେମ। ତାପରେ ଆମେ ଜାଣିବା କଂକ୍ରିଟ ଅପରେସନାଲ ଷ୍ଟେଜ କାହାକୁ କୁହାଯାଉଛି। ଯେଟା 7 ରୁ 11 ବର୍ଷ। ଇନ୍ ଦିସ୍ ଷ୍ଟେଜ ଚିଲଡ୍ରେନ୍ ଥିଙ୍କିଂ ବିକେମ୍ ମୋର ଲଜିକାଲି ସିଷ୍ଟମେଟିକ୍। ଲଜିକାଲି ସିଷ୍ଟମେଟିକ୍ ସେମାନେ ଜାଣିଥାନ୍ତି। କାରଣ ଏଇ ସମୟରେ ପିଲାଙ୍କର ଟିକେ ବିକାଶ ହେଇଥାଏ। ଦେ ଗେନ୍ ଟୁ ବେଟର ଅଣ୍ଡରଷ୍ଟାଣ୍ଡ ଅଫ୍ ଦ କନଜରଭେସନ, ରିଭର୍ସିବିଲିଟି ଏଇଗୁଡା ଯୋଉଟା ନଥିଲା ଏକ୍ସାମ୍ପଲ ଦେଲି ସେଗୁଡା ଏଠି ହେଇଥାଏ। ଆଣ୍ଡ କ୍ୟାନ୍ ପରଫର୍ମ ଦ ଅପରେସନ ଆଡିସନ, ସବଟ୍ରାକ୍ସନ, କ୍ଲାସିଫିକେସନ ଏସବୁ ପିଲାମାନେ କରିପାରନ୍ତି। ଚିଲଡ୍ରେନ୍ କ୍ୟାନ୍ ସଲ୍ଭ ପ୍ରୋବ୍ଲେମ ବେସ୍ଡ ଅନ୍ ଦ କଂକ୍ରିଟ ଟାଞ୍ଜିବଲ ଇନଫର୍ମେସନ ଆଣ୍ଡ ଆବଷ୍ଟ୍ରାକ୍ଟ ଅଫ୍ ହାଇପୋଥେଟିକାଲ ସିଚୁଏସନକୁ ଧୀରେ ଧୀରେ ସେମାନେ ଷ୍ଟ୍ରଗଲ ହେଇଥାନ୍ତି କିନ୍ତୁ ଜାଣିଥାନ୍ତି। ଏଇ ଜାଗାରେ ଲଜିକାଲ ଥିଙ୍କିଂଟା ଜଷ୍ଟ ଷ୍ଟାର୍ଟ ହେଇଥାଏ କଂକ୍ରିଟ ଅପରେସନାଲ ଷ୍ଟେଜରେ। ଦେୟାର ଥିଙ୍କିଂ ବିକେମ୍ ମୋର ଅର୍ଗାନାଇଜ୍ଡ ଆଣ୍ଡ ଦେ କ୍ୟାନ୍ ମେଣ୍ଟାଲି ମ୍ୟାନିପୁଲେଟ୍ ଅବଜେକ୍ଟସ ବଟ୍ ଦେୟାର ରିଜନିଂ ଇଜ ଲିମିଟେଡ୍ ଟୁ ଦ କଂକ୍ରିଟ ଆଣ୍ଡ ଫ୍ୟାମିଲିଆର। ମାନେ କଂକ୍ରିଟ ଯାହା ଶିଖା ହେଇଥିବ ସେଇ ଜିନିଷଟାକୁ ଶିଖିଥିବେ। ତାପରେ ଆସିଲା ଫର୍ମାଲ ଅପରେସନ ଷ୍ଟେଜ କଣ ନା ଏଟା ହଉଛି 12 ଇୟରରୁ ବିୟଣ୍ଡ ଚାଲିବ। ଯୋଉଠି ପିଲାମାନେ ଆଡୋଲସେନ୍ସ ଏଜରେ ପହଞ୍ଚିଥାନ୍ତି। ଆଣ୍ଡ ଫର୍ମାଲ ଅପରେସନାଲ ଷ୍ଟେଜ ମାର୍କ ୱିଥ୍ ଦ ଡେଭଲପଡ ଆବଷ୍ଟ୍ରାକ୍ଟ ଥିଙ୍କିଂ। ପିଲାମାନେ ବ୍ୟାପକ ଚିନ୍ତନ କରିପାରିବେ। ଚିଲଡ୍ରେନ୍ କ୍ୟାନ୍ ଥିଙ୍କ ଲଜିକାଲି, ହାଇପୋଥେଟିକାଲି, ଆବଷ୍ଟ୍ରାକ୍ଟ କନସେପ୍ଟ। ଯେତେ ଜଟିଳ ଜଟିଳ ଚିନ୍ତନ ସେ ମନ କରିଥାନ୍ତି। ହାଇପୋଥେସିସ୍ ଆଣ୍ଡ ସିଷ୍ଟମାଟିକାଲି ସଲ୍ଭ ଦ ପ୍ରୋବ୍ଲେମ। ପ୍ରୋବ୍ଲେମକୁ ସିଷ୍ଟମାଟିକ ସଲ୍ଭ କରିପାରିବେ। ଦିସ୍ ଷ୍ଟେଜ ଆଲାଉ ଫର ଦ ଡିଡକ୍ଟିଭ ରିଜନିଂ କରିପାରିବେ। ଆଣ୍ଡ ଆବିଲିଟି ଟୁ ଥିଙ୍କ ଆବାଉଟ ଦ ପସିବିଲିଟିଜ, କଣ ପସିବିଲିଟି ଥାଏ ତାକୁ ଚିନ୍ତନ କରିପାରିବେ। ମେଟାକଗ୍ନିସନ, ଥିଙ୍କିଂ ଆବାଉଟ ଦ ଥିଙ୍କିଂ, ଥିଙ୍କିଂରୁ ଥିଙ୍କିଂ ସେ ନେଇପାରିବେ। ଆଣ୍ଡ ଆଡୋଲସେନ୍ସ ବିଗିନ to think more critically and hypothetically and exploring the concept of morality, justice and identity ଉପରେ ସେ ଡେଭଲପ କରିଥାନ୍ତି। ତ ଇଏ ଥିଲା ପିଆଜଙ୍କ 4ଟା ଷ୍ଟେଜ ଯୋଉଟା ଆମେ କହୁଛନ୍ତି ସେନ୍ସରି ମୋଟର, ପ୍ରି ଅପରେସନାଲ, କଂକ୍ରିଟ ଅପରେସନାଲ ଆଣ୍ଡ ଫର୍ମାଲ ଅପରେସନ। ତାପରେ ଆମେ ଜାଣିବା କଣ ନା ଲାଙ୍ଗୁଏଜ ଡେଭଲପମେଣ୍ଟ କିପରି ପିଲାମାନଙ୍କ ଭିତରେ ହୋଇଥାଏ। ଲାଙ୍ଗୁଏଜଟା ବି ବହୁତ ଭାଇଟାଲ ରୋଲ କରେ। ଯେମିତିକି ଆମେ ସାମାଜିକରେ ବାସ କରୁଛନ୍ତି ଲାଙ୍ଗୁଏଜ ତ ନିହାତି ଶିଖିବା ଦରକାର। ତ ଆର୍ଲି ରେ ଲାଙ୍ଗୁଏଜ ଡେଭଲପମେଣ୍ଟ 0 to 2 ବେବି ମାନଙ୍କର ପାଖରେ ଜଷ୍ଟ କୋଇଂ ସେମାନେ ସାଉଣ୍ଡ କରିବେ, ବାବଲିଂ ସେ ପକାଇବେ। ଏଇ ପ୍ରକାର ସାଉଣ୍ଡ ତାଙ୍କ ପାଖରେ ଥାଏ। ସେମାନଙ୍କର ଖାଲି ସାଉଣ୍ଡଟା କେମିତି ଥାଏ ନନ୍ ଭର୍ବାଲ କ୍ୟୁଜରେ ଥାଏ, ଗେସ୍ଚର ଥାଏ, ଫେସିଆଲ ଏକ୍ସପ୍ରେସନ ଥାଏ, ଏଇଗୁଡାକ ଥାଏ। ଆଉ କିଛି ସେ ଶିଖିନଥାନ୍ତି। ଆଉ ଖାଲି 2 to 3 ୱାର୍ଡ ଶିଖିଥାନ୍ତି। ମା, ପା ଏଇଭଳିଆ ସେ କହିବେ ସେ ହେଲା। ତାପରେ ଯେତେବେଳେ ସେ ଟୋଡଲର ବା ପ୍ରି ସ୍କୁଲ ଇୟରକୁ ଯାଆନ୍ତି 2 ରୁ 5 ବର୍ଷ ଭିତରେ ପିଲାମାନେ ପ୍ରି ସ୍କୁଲରେ ଏଟାକୁ ଗୋଟେ ଲାଙ୍ଗୁଏଜ ଏକ୍ୱିଜିସନର ଜଟିଳ ଅବସ୍ଥା କୁହାଯାଏ। ଏଇ ଜାଗାରେ ସେ ଗ୍ରାମାରକୁ ବୁଝିଥାନ୍ତି। ହେଲେ ଏଟା ମନେ ରଖିଥିବେ। ଏଇ ସମୟରେ ତାଙ୍କର ଏଜ ଯୋଉଟା ହେଇଥାଏ 4 ରୁ 5 ସେ ଷ୍ଟାର୍ଟ କରିଥାନ୍ତି ଷ୍ଟୋରି ଟେଲିଂ ଗପ ଶୁଣିଥିବେ ତାପରେ ତାକୁ ଗପଟାକୁ ଆସି କହିବେ। ପିଲାଙ୍କ ପାଖରେ ବା ଯୋଉମାନେ ପ୍ରାର୍ଥନା ଶିଖନ୍ତି ଆସିକି କହିବେ କାରଣ ପ୍ଲେ ସ୍କୁଲରେ ପଢୁଥିବେ ନା ରାଇମ ଗୁଡାକ ଆସିକି କହିବେ। ଏଇ ଜାଗାରେ ଭୋକାବୁଲାରୀ ସ୍କିଲଟା ଡେଭଲପ ହେଲା। ତାପରେ ସ୍କୁଲ ଏଜ ଯୋଉଟାକି 5 ରୁ 7 ବର୍ଷ କହିଛନ୍ତି ଏଇ ସମୟରେ ସେ ଭୋକାବୁଲାରୀ ପୁରା ଏକ୍ସପାଣ୍ଡ ହେଇଥାଏ। ଗ୍ରାମାଟିକାଲ ରୁଲକୁ ସେମାନେ ବୁଝିପାରିଥାନ୍ତି। କଗ୍ନିଟିଭଲି ସେମାନେ ବହୁତ ଆଗକୁ ବଢିଥାନ୍ତି। କ୍ରିଟିକାଲ ପିରିୟଡ କାହିଁକି ନା ଏଇ ଯୋଉ ଆମର ସ୍କୁଲ ଏଜଟା କୁହାଯାଏ ଲାଙ୍ଗୁଏଜ ଏକ୍ୱିଜିସନର କୁହାଯାଏ କ୍ରିଟିକାଲ ପିରିୟଡ କାହିଁକି ନା ନମ ଚମ୍ସ୍କି କହିଥିଲେ ଯେ 5 ବର୍ଷ ପର୍ଯ୍ୟନ୍ତ ଆପଣଙ୍କର ଲାଙ୍ଗୁଏଜ ଏକ୍ୱିଜିସନ ପିରିୟଡ ଚାଲିବ ଯୋଉଟାକି ଚାଇଲ୍ଡହୁଡରେ ଏଟା ଡେଭଲପ କରିବା ଦରକାର। ଯୋଉଟାକି ଲେଫ୍ଟ ହେମିସ୍ଫିୟର ଅଛି ଲାଙ୍ଗୁଏଜ ଏକ୍ୱିଜିସନ ଡିଭାଇସ ଯୋଉଟା ଯିଏକି ଦେଇଥିଲେ ଇନେଟ୍ ଥିଓରି ନମ ଚମ୍ସ୍କି ଏଟା ତାପରେ ଆସିଲା ମେମୋରି ଡେଭଲପମେଣ୍ଟ କିପରି ହବ ନା ମେମୋରି ଡେଭଲପମେଣ୍ଟ ହଉଛି ସେନ୍ସ ମେମୋରି ବା ଆମେ କହୁଛନ୍ତି ସର୍ଟ ମେମୋରି ଯୋଉଟା ଆମେ କହୁଛନ୍ତି ଯେଉଁ ଜିନିଷକୁ ଅବଜେକ୍ଟ କୁ ଅଳ୍ପ ସମୟ ପାଇଁ ଆମେ ମନେ ରଖିପାରିବା ସେନ୍ସରି ମୋଟର ଷ୍ଟେଜରେ ଜିନିଷଟାକୁ ଲଙ୍ଗ ଟର୍ମ ପର୍ଯ୍ୟନ୍ତ ମନେ ରଖିପାରିବାନି କାହିଁକିନା ଛୋଟ ଅବସ୍ଥା ଥାଏ।
ଯୋଉଟାକି ଆମେ କହୁଛନ୍ତି କଣ ସର୍ଟ ବା ଟର୍ମ ମେମୋରି ଆମେ କହୁଛନ୍ତି ଜିନିଷଟାକୁ। ହଁ, ତାପରେ ୱାର୍କିଂ ମେମୋରି ଯୋଉଟାକି ଆମେ କହୁଛନ୍ତି ଯେ ଚିଲଡ୍ରେନ୍ ଗ୍ରୋ ଦେୟାର ୱାର୍କିଂ ମେମୋରି ଏବିଲିଟି ଟୁ ହୋଲ୍ଡ ଦ ମ୍ୟାନିପୁଲେଟ୍ ଇନଫର୍ମେସନ ମାଇଣ୍ଡରେ ସେ ରଖିଥିବେ ଯୋଉଟାକି 6 ରୁ 7 ବର୍ଷ ବେଳକୁ ତାଙ୍କର ଡେଭଲପ ହେଇଯାଇଥିବ। ରିଡିଂ କରିବା, ମ୍ୟାଥ୍ କରିବା, ପ୍ରୋବ୍ଲେମ ସଲଭିଂ କରିବା। ତାପରେ ଲଙ୍ଗ ଟର୍ମ ମେମୋରି ଯୋଉଟାକି 7 ରେ 12 ବର୍ଷ ଯେତେବେଳେ ହେଇଥିବ, ପିଲାମାନେ ବହୁତ ଜିନିଷକୁ ବହୁତ ଦିନ ପର୍ଯ୍ୟନ୍ତ ମନେ ରଖିପାରିଥିବେ। ଏଇଟା ଗଲା। ତାପରେ ଆସିଲା ପ୍ରୋବ୍ଲେମ ସଲଭିଂ ଅଫ୍ ଲଜିକାଲ ଥିଙ୍କିଂ। ତ ଆର୍ଲି ଚାଇଲ୍ଡହୁଡରେ 2 ରୁ 5 ବର୍ଷ କାରଣ ତା ପୂର୍ବରୁ ସେମାନେ ଲଜିକାଲ ଥିଙ୍କିଂ କରିପାରିବେନି। ଆର୍ଲି ଚାଇଲ୍ଡ 2 ରୁ 5 ବର୍ଷ ଆମେ ଜାଣିଛନ୍ତି ଟିକେ ଟିକେ ପ୍ରୋବ୍ଲେମ ସଲଭିଂ କରିପାରିବେ, ଟିକେ ଟିକେ ମ୍ୟାଥ୍ କରିପାରିବେ। ବେଶୀ ମାନେ ବଡ ସଲ୍ୟୁସନ ସେ କରିପାରିବେନି। କାହିଁକିନା ଏଟାରେ ଇଣ୍ଟୁଇଟିଭ୍ ଆଉ ଲେସ୍ ମେଥୋଡୋଲୋଜିକାଲ କନସେପ୍ଟ ଥିବ ତାଙ୍କ ମାଇଣ୍ଡରେ। ତାପରେ ମିଡିଲ ଚାଇଲ୍ଡହୁଡ ଯୋଉ 6 ରୁ 12 ବର୍ଷ ପଢିବେ, ସେ ଜାଗାରେ ତାଙ୍କର ଏବିଲିଟି ଲଜିକାଲ ଥିଙ୍କିଂ ଜଷ୍ଟ ଆସିଥିବ ବା କଂକ୍ରିଟ ପ୍ରୋବ୍ଲେମ। ଯୋଉଟା କଂକ୍ରିଟ ଏଜ୍ ୟୁଜୁଆଲ ତାଙ୍କୁ ଶିଖା ହେଇଥିବ ସେଇ ଜିନିଷ ଦେଲେ ସେ ମ୍ୟାଥମେଟିକ୍ କରିଦେବେ। ଯେମିତି ଆର୍ଥମେଟିକ୍ ହଉ, ରିକଗ୍ନିସନ ପ୍ୟାଟର୍ନ ରିଜନିଂ ର ହଉ, ଏଇ ସବୁ ଜିନିଷ କରିପାରିବେ। ତାପରେ ସେ ଲେଟର ଚାଇଲ୍ଡହୁଡ ବା ଆଡୋଲେସେନ୍ସ ଯେତେବେଳେ ଆସିଲେ, ସେ ହାଇପୋଥେଟିକ୍ ଜିନିଷକୁ କରିପାରିବେ ଯୋଉଟା 12 ବର୍ଷ ପରେ। ଯୋଉଟାକି ଆମର ଆବଷ୍ଟ୍ରାକ୍ଟ ଥିଙ୍କିଂ, ଯୋଉଟା ହାଇପୋଥେସାଇଜ ବଡ ପ୍ରୋବ୍ଲେମ ସଲଭିଂ ହଉ, ଏଗୁଡା ସବୁ କରିପାରିବେ। ଯେମିତିକି ଆମର ଆଲଜେବ୍ରାର ହଉ, ଆପଣଙ୍କର ଫିଲୋସଫିର ହଉ, ସାଇନ୍ସର ହଉ, ଏଗୁଡା ସବୁ ସଲ୍ଭ କରିବେ। ତାପରେ ଥିଓରି ଅଫ୍ ମାଇଣ୍ଡ ଅଫ୍ ସୋସିଆଲ କଗ୍ନିସନ କଣ? ଆର୍ଲି ଚାଇଲ୍ଡହୁଡରେ 2 ରୁ 5 ବର୍ଷ ଭିତରେ। ଏଇ ଜାଗାରେ କଣ ହଉଛି ନା ପିଲାମାନେ ଜିନିଷ ଫିଲିଂଟାକୁ ଜଷ୍ଟ ବୁଝିପାରୁଥିବେ। ବାକି କଂକ୍ରିଟଲି ନଥିବ ତାଙ୍କ ପାଖରେ। ଏଜ୍ ଅଫ୍ 4 ଚିଲଡ୍ରେନ୍ ବିଗିନ୍ ଟୁ ଅଣ୍ଡରଷ୍ଟାଣ୍ଡ ଦ ଅଦର କେନ୍ ରିଲିଭ୍ ଦ ନଲେଜ୍ ଫ୍ରମ୍ ଅଦର। ତାମାନେ ସେମାନେ ସେଇ ସମୟରେ ବୁଝିପାରିଥାନ୍ତି 4 ବର୍ଷ ବେଳକୁ ଯେ ସମସ୍ତଙ୍କ ଚିନ୍ତନ ଅଲଗା ବୋଲି। ତାପରେ ମିଡିଲ ଚାଇଲ୍ଡହୁଡ ଯୋଉଟାକି 6 ରୁ 12 ବର୍ଷ ଭିତରେ। ମିଡିଲ ଚାଇଲ୍ଡହୁଡ ଚିଲଡ୍ରେନ୍ ଅଣ୍ଡରଷ୍ଟାଣ୍ଡ ଅଫ ଦ ପିପୁଲ ମେଣ୍ଟାଲ ଷ୍ଟେଜ ବିକେମ୍ ଦ sophisticated. They can better interpret and understand the emotion, motivation, perspective of allowing them to navigate complex social interaction and build the friendship। ଏଗୁଡା ସବୁ ସେମାନେ କରିବାକୁ ଶିଖିଥାନ୍ତି। ତାପରେ ଆଡୋଲେସେନ୍ସ ଯୋଉଟାକି ଆମେ କହୁଛନ୍ତି 12 ବର୍ଷ ବେଳକୁ କେପାବଲ ମୋର ଆଡଭାନ୍ସ ଥିଓରି, ଯୋଉଟାକି ଆଡଭାନ୍ସ ଥିଓରି ଗୁଡା ସେମାନେ କରିପାରିଥାନ୍ତି। ଆଉ ଜିନିଷଟାକୁ ସବୁ କ୍ଲିୟରଲି ବୁଝିଥାନ୍ତି। ତାପରେ ଆସିଲା କଗ୍ନିଟିଭ ଟା, ଆମେ ଏଇଟା ବୁଝିଗଲେ କଗ୍ନିଟିଭ ଡେଭଲପମେଣ୍ଟ ଏଜୁକେସନ ଆମେ ବୁଝିଛନ୍ତି। ତ ଏଠି ଆମର କନସେପ୍ଟ ରହିଛି, ଆରାମସେ ପଢିକି ଏଠି ବୁଝିପାରିବେ। ତ ୟାର ଏଇ କ୍ୱେଶ୍ଚନ ଏକ୍ସପ୍ଲେନେସନ ରହିଲା, ଏଠି କନକ୍ଲୁଜନ ରହିଛି। ଆପଣ ନିଜେ ଡିରାଇଭ୍ କରିବେ ବା କନସେପ୍ଟକୁ ନିଜେ ପଢିକି ବୁଝିପାରିବେ। 3 ନମ୍ବର କ୍ୱେଶ୍ଚନକୁ ଆସିବା। 4 ନମ୍ବର କ୍ୱେଶ୍ଚନ କଣ କହୁଛି? ଆପଣ ରାଇଟ୍ ଦ ସୋସିଆଲ ଡେଭଲପମେଣ୍ଟ ଡ୍ୟୁରିଂ ଚାଇଲ୍ଡହୁଡ। ସାମାଜିକ ବିକାଶ କିପରି ହେଇପାରିବ? ସାମାଜିକ ବିକାଶ ଆମେ କଣ କହୁଛନ୍ତି? ଯେତେବେଳେ ପିଲାଟି ଘର ପରିବେଶରୁ ବାହାରିକି ସ୍କୁଲ ଗଲା ବା ବାହାରେ କାହା ସହିତ ମିଳାମିଶା କଲା, ସେତେବେଳେ ସାମାଜିକ ଡେଭଲପମେଣ୍ଟଟା ପିଲାଙ୍କ ଭିତରେ କିପରି ହବ? ସାମାଜିକ ଯୋଉ ନିୟମ କାନୁନ ଅଛି ସମାଜର, ତାକୁ ଜାଣିବା। କିପରି ଆମର ନେବର ମାନଙ୍କ ସହିତ, ପଡୋଶୀ ସହିତ ମିଶିବା, ସହପାଠୀଙ୍କ ସହିତ କିପରି କୋଅପରେଟ କରିବା, ଫ୍ୟାମିଲି, ସ୍କୁଲ, ପିୟର, ଏଇ ସବୁ ବ୍ରଡର ସୋସାଇଟିକୁ ବୁଝିପାରିବା। ଏଇ ସବୁ ବୁଝଉଛି ସାମାଜିକ ବିକାଶ। ସେଠି ଆରାମସେ କନସେପ୍ଟ ପଢିକି ଆପଣ ଆରାମସେ ବୁଝିପାରିବେ, ଯୋଉଥିରେ କୌଣସି ଡାଉଟ ନାହିଁ। ଆରାମସେ କନସେପ୍ଟ ପଢିକି ବୁଝିପାରିବେ। ତାପରେ ଆମେ ଜାଣିବା ଆଟାଚମେଣ୍ଟ ରୋଲ ଅଫ କେୟାର ଗିଭର। ତାମାନେ ଗୋଟେ ପିଲାର ଯେତେବେଳେ ଛୋଟ ଅବସ୍ଥାରେ ଅଛି, ସେ ସମୟରେ ପିଲାଙ୍କୁ କିପରି କେୟାର ଦବା, ଏଇ କେୟାର ତାଙ୍କ ବାପା ମାଙ୍କ ଉପରେ ଡିପେଣ୍ଡ କରେ। ହଁ, ତ ଫାଉଣ୍ଡେସନ ଅଫ ସୋସିଆଲ ଡେଭଲପମେଣ୍ଟ ବିଗିନ୍ସ ଇନ୍ ଇନଫାନ୍ସି। ଇନଫାନ୍ସି ସମୟରେ ହିଁ ଆମେ ଫାଉଣ୍ଡେସନ ଡେଭଲପମେଣ୍ଟ ପିଲାଙ୍କ ଭିତରେ କରିପାରିବା। With attachment of primary caregiver playing the crucial role in shaping the child ability to form the future relationship, and attachment theory proposed by the John Bowlby and Mary Ainsworth, ଯୋଉଟାକି ଆମେ କହୁଛନ୍ତି emphasize that the children early experience caregiver influence learning emotional and social development ପିଲାଙ୍କ ଭିତରେ ଆମେ ଶିଖେଇଥାନ୍ତି। ତ ଫାର୍ଷ୍ଟ ଆମେ ଜାଣିବା ସାଇକୋଲୋଜିଷ୍ଟ ଯାହା ଦେଇଛନ୍ତି କନସେପ୍ଟ। ତ ଇନଫାନ୍ସି ଆଣ୍ଡ ଆର୍ଲି ଚାଇଲ୍ଡହୁଡ ଯୋଉଟା 0 ଟୁ 3 ଇୟର ବୋଲି କହୁଛନ୍ତି, ସେଇ ସମୟରେ ପିଲାମାନଙ୍କୁ ଆମେ କଣ କରନ୍ତି ନା ଏଇ ସମୟରେ ପିଲାମାନଙ୍କୁ ଡେଭଲପ କରାନ୍ତି ଇମୋସନାଲି ବଣ୍ଡିଂ ଶିଖେଇବା କେୟାରଗିଭର ଦ୍ୱାରା। Typically their parents ଯୋଉମାନେ ଥାଆନ୍ତି। and early attachment the critical providing the sense of security, ତାଙ୍କୁ ସିକ୍ୟୁରିଟି ପ୍ରଦାନ କରିବା। ହୁଁ, which allow the children to explore the world, develop trust, ତାଙ୍କ ଉପରେ କେମିତି ଟ୍ରଷ୍ଟ ଆସିପାରିବ। and secure the attachment of caregiver is associated with the positive social behavior। ପିଲାଙ୍କ ଭିତରେ ପଜିଟିଭ ସୋସିଆଲ ବିହେଭିୟର ଶିଖେଇବା, ଏମ୍ପାଥି, କୋଅପରେସନ, ହେଲ୍ଦି ଇମୋସନାଲ ରେଗୁଲେସନ କିପରି ମେଣ୍ଟେନ କରିପାରିବେ। ଇନଫାନ୍ସି ହୁ ଏକ୍ସପିରିଏନ୍ସ ଦ ଇନସିକ୍ୟୁର ଆଟାଚମେଣ୍ଟ, ଯଦି ଇନସିକ୍ୟୁର ସେ ପାଇବେ, ସେମାନେ ନେଗ୍ଲେକ୍ଟେଡ ହେଇଯିବେ, ସେ ଜାଗାରେ ସେ ଷ୍ଟ୍ରଗଲ କରିବେ। ଆଉ ଡିଫିକଲ୍ଟ ଟୁ ଟ୍ରଷ୍ଟ କରିବାକୁ, ସେ ଡିଫିକଲ୍ଟ ଟ୍ରଷ୍ଟ କରିପାରିବେନି ନିଜ ପେରେଣ୍ଟସ ଉପରେ ହଉ କି ଆଉ କିଏ ହଉ। ଆଉ ତାଙ୍କ ଉପରେ କୌଣସି ଫିଲିଂସ ଆପ୍ରୋପ୍ରିଏଟଲି ଆସିବ ନାହିଁ। ତାପରେ ଜାଣିବା ଆମେ ସିକ୍ୟୁର କଣ, ବେସ୍ଡ ଅନ୍ କନସେପ୍ଟ ଆକର୍ଡିଂ ଟୁ ବଲବି, କେୟାରଗିଭର ସର୍ଭ ଆଜ୍ ଏ ସିକ୍ୟୁର ବେସରେ ସର୍ଭ କରିବା ବା ତାଙ୍କୁ ପିଲାମାନଙ୍କୁ ଦେଖିବା ଦରକାର, ମାନେ କେୟାର ଦବା ଦରକାର।
Children explore the environment explore karibe. This secure attachment help the children feeling safe and exploring the surrounding and learning social skill ଗୁଡାକ ସେମାନେ ଶିଖିଥାନ୍ତି। If children feel their caregivers are responsible and available, they are more likely to confident in forming the relationship outside of the home। କିପରି ଘର ବାହାରେ ରହିକି ସେମାନେ ଜିନିଷଟାକୁ ଶିଖିବେ। ତାପରେ ଆମେ ଜାଣିବା socialization through family interaction। family interaction ଦ୍ୱାରା କିପରି socialize ହେବେ। Family play a central role in the early stage of social development। ତ social development early stage ରେ ପିଲା family ହିଁ important role play କରିଥାଏ। ହଁ, it is within the family and that children first learn the social norm। ପିଲାମାନେ social norm କୁ ଶିଖିଥାନ୍ତି। ଯେମିତି ଏଠି ରୋଲ୍ ପ୍ୟାରେଣ୍ଟସ୍ ଆଣ୍ଡ କେୟାରଗିଭର ତ ସବୁବେଳେ ପିଲାମାନଙ୍କୁ ଶିଖେଇବା ଦରକାର। ଯେମିତିକି ଗୋଟେ ପିଲାକୁ କୌଣସି ଜିନିଷ କହିଲେ ସେ କାମଟା କଲା ତାକୁ ଆମେ କଣ ଦବା ନା ଆମେ ଫିଡବ୍ୟାକ୍ ଦେଇପାରିବା। ଉଁ, ବେସିକ୍ ତାଙ୍କୁ ଆମେ କହିପାରିବା। ଯେମିତିକି ଆମେ ଫର୍ ଏକ୍ସାମ୍ପଲ୍ ଚିଲଡ୍ରେନ୍ ଲର୍ନ ମ୍ୟାନର୍ସ ସଚ୍ ଏଜ୍ ସେଇଂ ପ୍ଲିଜ୍, ଥ୍ୟାଙ୍କ ୟୁ ଫ୍ରମ୍ ଦେୟାର ପ୍ୟାରେଣ୍ଟସ୍ as well as how they express the emotion appropriately social setting। ତାମାନେ ଜଣେ ଯଦି କେହି କାହାକୁ କିଛି ପଚାରିବାର ଅଛି ପ୍ଲିଜ୍ କହି ପଚାରି ପାରିବ କିମ୍ବା କିଛି ଗୋଟେ କେହି ହେଲ୍ପ କଲେ ବା ତାଙ୍କୁ ଥ୍ୟାଙ୍କ ୟୁ କହିପାରିବା। ପିଲାମାନଙ୍କୁ ଏଗୁଡା ଶିଖେଇବା ଦରକାର। ତାପରେ ପ୍ୟାରେଣ୍ଟିଂ ଷ୍ଟାଇଲ ଅଫ୍ ସୋସିଆଲ ଡେଭଲପମେଣ୍ଟ ପ୍ୟାରେଣ୍ଟର ବହୁତ ହି ଭୂମିକା ଥାଏ। ଦ ଟାଇପ ଅଫ ପ୍ୟାରେଣ୍ଟିଂ ଅଲସୋ ଷ୍ଟାଇଲ ଅଲସୋ ଇମ୍ପାକ୍ଟ ଦ ସୋସିଆଲ ଡେଭଲପମେଣ୍ଟ ଦ୍ୱାରା ଇମ୍ପାକ୍ଟ ପକେଇଥାଏ। ତ ଅଥରିଟେଟିଭ ପ୍ୟାରେଣ୍ଟିଂ ବା କ୍ୟାରେକ୍ଟରାଇଜ ଦ ୱାର୍ମଥ ଆଣ୍ଡ ରେସ୍ପନ୍ସିଭନେସ୍ ଆଣ୍ଡ କ୍ଲିୟର ବାଉଣ୍ଡରିଜ ପିଲାମାନଙ୍କ ଆଗରେ ସେଟ୍ କରିବା ଦରକାର। ପିଲା ଭୁଲ କଲେ ତାଙ୍କୁ ଷ୍ଟ୍ରିକ୍ଟନେସ୍ ଦେଖେଇବାର ଅଛି। ଯଦି ତାଙ୍କୁ ଭଲ କଲେ ଆଉ ତାଙ୍କୁ ଇମ୍ପାଥେଟିକ୍ ଦ୍ୱାରା ଆମେ ପିଲାମାନଙ୍କୁ ଗଢିପାରିବା। ହଁ, ସେଇଥିପାଇଁ ଆମେ କହୁଛନ୍ତି ଦିସ୍ ପିରିୟଡ ଇଜ ଭେରି ଭାଇଟାଲ ଟୁ ଡେଭଲପ ଇନ୍ ସିଷ୍ଟମେଟିକାଲି। ବାସ୍ ସୋସିଆଲ ରୁଲ ବିଷୟରେ ଆମେ ପିଲାମାନଙ୍କୁ ଅବଗତ କରିବା ଦରକାର। ତାପରେ ସୋସିଆଲ ସ୍କିଲ୍ ଆଣ୍ଡ ପିୟର ରିଲେସନସିପ୍ କିପରି ଆମେ ପିଲାମାନଙ୍କୁ ଜଣେଇବା ଦରକାର। ଯେମିତିକି ନିଜ ଜିନିଷକୁ ସେୟାର କରିବା ଆଉ କୋଅପରେସନ କରିବା କେମିତି କିପରି କଥାବାର୍ତ୍ତା କରିବା ଶିଖେଇବା ଦରକାର। ପ୍ରଥମତଃ ଟୋଡଲର ଆଣ୍ଡ ପ୍ରି-ସ୍କୁଲ ଇୟର ଯୋଉଟାକି ଆମେ କହୁଛନ୍ତି 2 ରୁ 5 ବର୍ଷ ଭିତରେ ପିଲାମାନେ begins to engage in the parallel play ଯୋଉଟାକି ଆମେ playing near others and but not directly interact ନଥିବେ କିନ୍ତୁ ପାଖରେ ଥିବା ଲୋକଙ୍କ ସହିତ ଖେଳିବାକୁ ଚାହିଁବେ। And gradually move towards the interactive play such as associated with sharing toys, interaction with peer ସାଙ୍ଗସାଥି ଦ୍ୱାରା ସାଙ୍ଗସାଥି ହବା। ତାପରେ ଧୀରେ ଧୀରେ ଡେଭଲପ ହବ ସାଙ୍ଗସାଥି କରିବା, ତାଙ୍କ ସହିତ ଟୟ ସେୟାର କରି ଖେଳିବା। Cooperative play, working together, share goals, and through the children still develop the social skill like the early interacting lay the foundation of future social interaction। ତାମାନେ ଆଗରୁ ପିଲାମାନଙ୍କୁ ପୂର୍ବରୁ ଇଣ୍ଟରାକ୍ଟ କରିବାକୁ ଶିଖେଇବା, କେମିତି ସାଙ୍ଗସାଥି କରିବା, ଭଲ ଭାବରେ ସାଙ୍ଗ ସହିତ ମିଶିକି ଖେଳିବା, ତା ଦ୍ୱାରା ପିଲାମାନଙ୍କ କଣ ହବ ଡେଭଲପମେଣ୍ଟ ହେଇପାରିବ। They begin to learn the basic concepts such as talking, sharing, understand other needs। ତାମାନେ ଆମେ ବୁଝିପାରିବେ ସେମାନେ। ତାପରେ ଆସିଲା ମିଡିଲ ଚାଇଲ୍ଡହୁଡ ରେ କଣ ରହିବ ନା 6 ରୁ 12 ବର୍ଷ ଭିତରେ ବାଇ ଦ ଏଜ୍ ଅଫ୍ 6 ଚିଲଡ୍ରେନ୍ ଆର୍ ମୋର୍ ଇନଭଲ୍ଭ ଇନ୍ ଦ କୋଅପରେଟିଭ ପ୍ଲେ। ପିଲାମାନେ ଏଇ ସମୟରେ ସାଙ୍ଗସାଥିଙ୍କ ସହିତ ଖେଳିବେ। ସୋସିଆଲ ଲାଇଫ ପିଲାମାନେ କେମିତି ବଞ୍ଚିବେ ସାମାଜିକ ସ୍ତରରେ। ତ ଡ୍ୟୁରିଂ ଦ ମିଡିଲ ଚାଇଲ୍ଡହୁଡ ଚିଲଡ୍ରେନ୍ ବିଗନ୍ ଟୁ ଫର୍ମ ଦ ଷ୍ଟ୍ରଙ୍ଗର ଆଣ୍ଡ ମୋର୍ କନସିଷ୍ଟେଣ୍ଟ ଫ୍ରେଣ୍ଡସିପ ବେସ୍ଡ ଅନ୍ ମ୍ୟୁଚୁଆଲ ଇଣ୍ଟରେଷ୍ଟ ଟ୍ରଷ୍ଟ ସେୟାର ଆକ୍ଟିଭିଟି ଦ୍ୱାରା କିପରି ପିଲା ନିଜକୁ ଗଢି ତୋଳିବେ। ଦିସ୍ ଫ୍ରେଣ୍ଡସିପ ହେଲ୍ପସ୍ ଟୁ ଚିଲଡ୍ରେନ୍ ଦ ଡେଭଲପ ସୋସିଆଲ ସ୍କିଲ୍ ସଚ୍ ଏଜ୍ କମ୍ୟୁନିକେସନ ହଉ, ପ୍ରବ୍ଲେମ ସଲଭିଂ ହଉ, କନଫ୍ଲିକ୍ଟ ରିଜଲ୍ୟୁସନ କେମିତି ଅସୁବିଧାକୁ ଦୂର କରିପାରିବେ। And peers play an important role in shaping the self-esteem, societal identity। Children often compare themselves with their friends and learn a navigator dynamic। এই ସବୁ କ୍ଷେତ୍ରରେ କିପରି ନିଜକୁ କଣ୍ଟ୍ରୋଲ କରିପାରିବେ। ତାପରେ ଆସିଲା ଡେଭଲପିଂ ଇମ୍ପାଥି କିପରି ଡେଭଲପ କରିପାରିବା ପିଲାଙ୍କ ଭିତରେ। As a children grow, they become better at the understanding of the feelings other and responsive appropriately କିପରି ପିଲାମାନଙ୍କୁ appropriately ଆମେ ରେସ୍ପନ୍ସ ଶିଖେଇ ପାରିବା। By the middle childhood, children are more empathetic, able to recognize and respond others' emotions, and are more likely engaged in the pre-social behavior। ତାମାନେ କିପରି ଆମେ ପ୍ରୋ ସୋସିଆଲ ବିହେଭିୟର ପ୍ରୋ ମାନେ କଣ ସୋସିଆଲ ବିହେଭିୟରଟା ନର୍ମାଲରୁ ଆଉ ଟିକେ ବେଟର ହବା ଦରକାର। ସଚ୍ ଏଜ୍ ହେଲ୍ପିଂ ପିୟର୍ସ ନିଡ୍ ଟୁ ଅଫରିଂ କମ୍ଫର୍ଟ ଅଦର ଡିଷ୍ଟ୍ରେସ୍। ଯେତେବେଳେ ଜଣେ କୋଉ ଅସୁବିଧାରେ ଥିବ ତାକୁ ବୁଝେଇବା। ଏମ୍ପାଥି ଏସେନ୍ସିଆଲ ସୋସିଆଲ ସ୍କିଲ୍ ଲାଇକ୍ allow the children to build healthy reciprocal relationship based on the understanding। ତାମାନେ ଯିଏ ଯେମିତି ବ୍ୟବହାର କରିବେ ତାଙ୍କୁ ସେଇଭଳିଆ ପିଲାମାନେ ତାଙ୍କୁ ଧର ଗୋଟେ ଦିଟା ପିଲା ଅଛନ୍ତି ସାଙ୍ଗ ତ ଅଲଗା ଜଣେ ତା ସହିତ ଟୟ ସେୟାର କରୁଛି ଇଏ ବି ତା ସହିତ ଟୟ ସେୟାର କରି ଖେଳିବ। ଏଇ ସବୁ ସିଷ୍ଟମେଟିକଟା ପିଲାଙ୍କ ଭିତରେ ଏମ୍ପାଥିଟା ଡେଭଲପ କରିବାର ଅଛି। ତାପରେ ଆସିଲା ସ୍କୁଲ ଆଣ୍ଡ ଡେଭଲପମେଣ୍ଟ ସୋସିଆଲ କମ୍ପିଟିସନ ସ୍କୁଲ ଭିତରେ କିପରି ପିଲାଙ୍କୁ ଡେଭଲପ କରିବା। ଯେମିତି ଆମେ କହୁଛୁ ସ୍କୁଲ ଆଣ୍ଡ ସୋସିଆଲ କଣ୍ଟେକ୍ସଟରେ ଇନ୍ ଦ ସ୍କୁଲ ଏନଭାୟରନମେଣ୍ଟ ଚିଲଡ୍ରେନ୍ ଆର୍ ଏକ୍ସପୋଜ ଟୁ ଦ ଭେରାଇଟି ଅଫ ସ୍କୁଲ ସିଚୁଏସନ ସୋସିଆଲ ସିଚୁଏସନ ଆସିଥାଏ।
ରେଞ୍ଜିଂ ଫ୍ରମ୍ ଦ କ୍ଲାସରୁମ୍ ଡିସ୍କସନରୁ ନେଇକି ଏକ୍ସଟ୍ରା କରିକୁଲାର ପର୍ଯ୍ୟନ୍ତ ସବୁ ପ୍ଲେଗ୍ରାଉଣ୍ଡ ଇଣ୍ଟରାକ୍ସନ ପର୍ଯ୍ୟନ୍ତ ପିଲାମାନଙ୍କୁ ଡେଭଲପ କରିବାର ଅଛି। ଯେମିତିକି ନେଗୋସିଏସନ ହଉ, କୋଅପରେସନ ହଉ, କନଫ୍ଲିକ୍ଟ ରିଜଲ୍ୟୁସନ ହଉ। ଯେମିତିକି ଦି ଜଣ ଭିତରେ କୌଣସି ପ୍ରକାରରେ ଇଏ ଆମର ଅ କଜିଆ ଲାଗିଲେ ଆମେ ସେଠି କଣ କରିପାରିବା ନା ସେଇ କନଫ୍ଲିକ୍ଟ ଲାଗିଲା ହେଲା, ତା ଭିତରେ ନିଜ ଭିତରେ କଣ କରିପାରିବେ ନା ତାକୁ ରିଜଲ୍ୟୁସନ କରିକି ସଲ୍ଭ କରିପାରିବେ। And peer interaction in the school setting also helps to children understand the group norm and social hierarchy and the importance of cooperate the achieving shared goal। ତାମାନେ ନିଜ ଭିତରେ ଥିବା ଗୋଲକୁ ସେ ସେଣ୍ଡ କରିପାରିବେ। ଜାଣିବା ଟିଚର ଷ୍ଟୁଡେଣ୍ଟ ରିଲେସନସିପ କିପରି ରହିବା ଦରକାର। ତ ପିଲାଙ୍କ ଭିତରେ ଯେତେବେଳେ ଟିଚର କଣ କରୁଛି ନା ପିଲାମାନଙ୍କୁ ରୋଲ ଅଫ ସୋସିଆଲ ଜିନିଷଟାକୁ ଶିଖେଇବା ଦରକାର। ବିହେଭିୟର କିପରି ଶିଖେଇବେ, ହଁ ପ୍ରପର ଗାଇଡାନ୍ସ ଦ୍ୱାରା ଶିଖେଇବା ଦରକାର। ହାଉ ଟୁ ମ୍ୟାନେଜ ଦ ଇମୋସନ, ରିଜଲ୍ଭ ଦ କନଫ୍ଲିକ୍ଟ, ଏଗୁଡା ସବୁ ପିଲା ଯାହା ପ୍ୟାରେଣ୍ଟସଙ୍କ ଦାୟିତ୍ୱ ଟିଚରଙ୍କ ଦାୟିତ୍ୱ ବି ସେୟା ଥାଏ। ହଁ ତ ପଜିଟିଭଲି ସବୁ ଜିନିଷକୁ ଶିଖିବା ଦରକାର ସ୍କୁଲ ଏନଭାରନମେଣ୍ଟ ଭିତରେ। ତାପରେ ରହିଲା social development and academic achievement କଣ? The research has shown that social competency is closely linked with the academic success। ତାମାନେ ସାମାଜିକ ସ୍ତରରେ ଯଦି ଜଣେ ଠିକ ଅଛି, ସେ କଣ କରିପାରିବ ନା ଏକାଡେମିକ ସକ୍ସେସ ସେ ପାଇଚାଲିବ। ହଁ, children who are socially skilled, trained, have better communication abilities, ଭଲ communication ଅଛି, higher self esteem and more likely to be success collaborative learning activities। ତ ସେମାନେ ସମାଜରେ ଆଗକୁ ରହିବେ ଆଉ ଏକାଡେମିକାଲି ସକ୍ସେସ ପାଇବେ। And supportive school environment that promotes social development and those essential for academic and personal growth କ୍ଷେତ୍ରରେ develop ହେଇପାରେ। Moral development and understanding the social norm ବିଷୟରେ ଆମେ ଜାଣିବା। Children grow, they begin to develop a understanding and morality of social norms କୁ ସେ ଜାଣିପାରୁଛନ୍ତି। This understanding help them navigate the social expectations such as fairness, justice, respect for others ଏଗୁଡା ସବୁ ଚାଲିବ। And the development of moral reasoning is influenced by the both cognitive and emotional factor, is shaped and interaction with the caregivers and peers and society ସହିତ କିପରି ଚାଲିବ। ଆର୍ଲି ମୋରାଲ ଡେଭଲପମେଣ୍ଟ ଯେତେବେଳେ 2ରୁ 5 ବର୍ଷ ଭିତରେ ତାଙ୍କର ମୋରାଲିଟି ଶିଖିବା ସମୟ ଏଠି। ଏଠି ଆର୍ଲି ଚାଇଲ୍ଡହୁଡରେ ଚିଲଡ୍ରେନ ମୋରାଲ ଅଣ୍ଡରଷ୍ଟାଣ୍ଡିଂ ଇଜ ଲାର୍ଜଲି ବେସ୍ଡ ଅନ୍ ଦ ଏକ୍ସଟର୍ନାଲ ରୁଲ୍ସ। ଏକ୍ସଟର୍ନାଲ ରୁଲ ମାନେ ବାହ୍ୟ ପ୍ରତିକ୍ରିୟା ଦ୍ୱାରା ସେମାନେ ଶିଖିଥିବେ। ଯାହା ବାହାରେ ଶିଖେଇବେ ପ୍ୟାରେଣ୍ଟସ ମାନେ ଆଉଟସାଇଡରେ ଯାହା ଶିଖେଇବେ ସେଇଆକୁ ଶିଖିକି ସେ ବ୍ୟବହାରଟାକୁ ଦେଖେଇବେ। ତାଙ୍କୁ କହିଲେ ଜୁହାର ହେଇତ ସେ ଜୁହାର ହେବେ। ହଁ, ତ ମିନିଂ ଦେ ଟେଣ୍ଡ ଟୁ ଫଲୋ ଦ ରୁଲ୍ସ ଏଣ୍ଡ ଆଭଏଡ ଦ ପନିଶମେଣ୍ଟ। ପନିଶମେଣ୍ଟ ଚକ୍କରରେ ସେ ରୁଲ୍ସକୁ ଆଭଏଡ କରିକି ସେମାନେ ମୋରାଲିଟି ଫଲୋ କରନ୍ତି। At this stage, children understanding of the right wrong often influenced by the authority figure। ତାମାନେ ଜଣେ ଯଦି କହିବ ଏଇଟା ଭୁଲ, ସେ ଏଇଟାକୁ ଭୁଲ କହିବ। ଜଣେ ଯଦି ଭୁଲଟାକୁ ଯଦି ଠିକ କହିଦବ, ସେ ଠିକ କହିଦେବେ। ତାମାନେ ଏଇଟା ଅଥରିଟି ଫିଗର ଦ୍ୱାରା ନିଜକୁ କଣ୍ଟ୍ରୋଲ କରିବେ। such as parents ଆମେ କହୁଛନ୍ତି such as parents and teachers, they also shows the early sign of empathy ଏଗୁଡା ସବୁ ଆମେ ବୁଝୁଛନ୍ତି। ତାର ମିଡିଲ ଚାଇଲ୍ଡହୁଡ କେମିତି ଚାଲିବ ନା ବାଇ ଦ ମିଡିଲ ଚାଇଲ୍ଡ ଚିଲଡ୍ରେନ ମୋରାଲ ରିଜନିଂ ବିକେମ୍ ସଫିଷ୍ଟିକେଟେଡ, ଟିକେ ଡେଭଲପ ହେଇଥାଏ। ଏଇ କ୍ଷେତ୍ରରେ ସେ ଭୁଲଟାକୁ ଭୁଲ ଜାଣିପାରିଥାଏ କୋଉଟା ଫେୟାର କୋଉଟା ଠିକ। ହୁଁ, ତ ଏଇ ସମୟରେ ସେ ବୁଝିପାରିଥାଏ ଆଉ ସେମାନେ ଏଇ ସମୟରେ ରାଇଟ ରଙ୍ଗ ଭିତରେ ଡିଫରେନ୍ସଟା ବୁଝିପାରିଥାନ୍ତି। ତାପରେ ଆଡୋଲସେନ୍ସ ଆଡଭାନ୍ସ ମୋରାଲିଟି ହେଇଥାଏ ସେଇ ସମୟରେ ସେମାନେ ଯୋଉଟାକି ହ୍ୟୁମାନ ରାଇଟ୍ସକୁ ବୁଝିପାରିଥାନ୍ତି, ଜଷ୍ଟିସକୁ ବୁଝିପାରିଥାନ୍ତି, ଇକ୍ୱାଲିଟିକୁ ବୁଝିପାରିଥାନ୍ତି। ଯୋଉଟା ସୋସାଇଟିର ଯୋଉ ନର୍ମକୁ ସେମାନେ ବୁଝିପାରିଥାନ୍ତି। ତାପରେ ଆସିଲା କଲଚରାଲ ସୋସାଇଟାଲ ଇନଫ୍ଲୁଏନ୍ସ ଇନ ସୋସିଆଲ ଡେଭଲପମେଣ୍ଟ। କଲଚର କଣ ପ୍ରଭାବ ପକଉଛି ନା କଲଚର ନର୍ମ ଆମର ଯୋଉ ପ୍ରଥା ରହିଛି, ଆମର ଯୋଉ କଲଚର ରହିଛି ସିଏ ହଉଛି ସାମାଜିକ ସ୍ତରରେ ପିଲାକୁ ଗଢି ତୋଳିଥାଏ। କିପରି ନା କଲଚର ଦ୍ୱାରା ପିଲାମାନେ ନିଜର ପୂର୍ବରୁ ପ୍ରଚଳିତ ସବୁ ପ୍ରଥାକୁ ବା ନିୟମ କାନୁନକୁ ସେମାନେ ବୁଝିପାରିଥାନ୍ତି। ତା ଦ୍ୱାରା ସେ ନିଜକୁ ଅନୁଶାସିତ ଭାବରେ ରଖିଥାନ୍ତି। ଏଇ କନସେପ୍ଟ ହିଁ ଏଠି ଡିସକସ କରାଯାଇଛି। ତାପରେ ଇମ୍ପାକ୍ଟ ଅଫ ମିଡିଆ ଟେକ୍ନୋଲୋଜି। ମିଡିଆ ଆଉ ଟେକ୍ନୋଲୋଜି ଦ୍ୱାରା ପିଲାମାନେ ବହୁତ କିଛି ଜିନିଷ ଯୋଉଟାକି ଟେଲିଭିଜନ ହଉ, ଇଣ୍ଟରନେଟ ହଉ, ଭିଡିଓ ଗେମ୍ସ ହଉ, ହଁ ସୋସିଆଲ ମିଡିଆ ପ୍ଲାଟଫର୍ମ ହଉ, ଏସବୁରୁ ପିଲାମାନେ ବହୁତ କିଛି ଜିନିଷ ଶିଖିଥାନ୍ତି। ତାଙ୍କର ଏକ୍ସପିରିଏନ୍ସ ଗେନ୍ ହେଇଥାଏ ସୋସିଆଲ ରିଲେଟେଡ। ଆଉ ତାଙ୍କ ବିହେଭିୟରଟା ବି ସେଇଭଳିଆ ସେମାନେ ଗେନ୍ କରିପାରିଥାନ୍ତି। ତାପରେ ହେଲା କଣ ସୋସିଆଲ ଚ୍ୟାଲେଞ୍ଜେସ ଏଣ୍ଡ ଇମୋସନାଲ ରେଗୁଲେସନ। କଣ ସୋସାଇଟିରେ ବହୁତ ପ୍ରକାର ଚ୍ୟାଲେଞ୍ଜ ଅଛି, ସେ କ୍ଷେତ୍ରରେ ନିଜର ଇମୋସନକୁ ରେଗୁଲେଟ କରିବା ଦରକାର। ଯେମିତିକି ମ୍ୟାନେଜିଂ ପିୟର ପ୍ରେସର। ମ୍ୟାନେଜିଂ ପିୟର ପ୍ରେସର ମାନେ କଣ? ଯେମିତିକି ଆମେ କହୁଛନ୍ତି ପିଅର ଉପରେ ଯୋଉ ପ୍ରେସର ରହୁଛି, ପ୍ରେସର ଆମେ କଣ କହୁଛନ୍ତି ନା ଆମେ ଯୋଉ ପ୍ରେସର କହୁଛନ୍ତି, ପ୍ରେସର ମାନେ ହଉଛି କଣ ଯେତେବେଳେ ଆମେ କୌଣସି ଗୋଟେ ଭାରସାମ୍ୟ ଅଧିକ ଦେଇଦବା, ପାଠ ପଢାର ବୋଝ ଅଧିକ ଦେଇଦବା, କୌଣସି ଦାୟିତ୍ୱ ଦେଇଦବା, ସେ ଜାଗାରେ ଡିସିସନ ମେକିଂ କ୍ଷେତ୍ରରେ ପ୍ରୋବ୍ଲେମ ହୁଏ। ତାକୁ ବି ଆମେ ମ୍ୟାନେଜ କରିବା ଦରକାର। ତାପରେ ଡିଲିଂ ୱିଥ ସୋସିଆଲ କନଫ୍ଲିକ୍ଟ। ଯାହା ବି ସୋସିଆଲ କନଫ୍ଲିକ୍ଟ ରହୁଛି ପିଲାମାନଙ୍କୁ ଡିଲିଂ କରିବା ଶିଖେଇବା। ସାମାଜିକ ସ୍ତରରେ ଯେମିତିକି ଗୋଟେ ପିଲାର ବାପା ମା ନାହାନ୍ତି, ସେ କିପରି ନିଜକୁ ସମାଜରେ ପରିଚାଳିତ କରିବ ଏଇ ସବୁ ଶିଖେଇବା। ତ ଆଶା କରୁଛି କୋଶ୍ଚେନକୁ ଆରାମସେ ବୁଝିପାରିଥିବେ।
ଏଠି କନକ୍ଲୁଜନ ରହିଛି, କନକ୍ଲୁଜନ ସବୁବେଳେ ନିଜେ ଡିରାଇଭ୍ କରିବାକୁ ଚେଷ୍ଟା କରିବେ। ନମ୍ବର କ୍ୱେଶ୍ଚନ କୁ ଆସିବା, କ୍ୱେଶ୍ଚନ କଣ କହୁଛି, ରାଇଟ୍ ଦ ଇମୋସନାଲ ଡେଭଲପମେଣ୍ଟ ଡ୍ୟୁରିଂ ଚାଇଲ୍ଡହୁଡ, ଆବେଗିକ ବିକାଶ ଆମେ ପିଲାଙ୍କ ଭିତରେ କିପରି ଡେଭଲପ କରିପାରିବା। ତ ଇମୋସନାଲ ଡେଭଲପମେଣ୍ଟ ଡ୍ୟୁରିଂ ଦ ଚାଇଲ୍ଡହୁଡ ଇଜ କ୍ରିଟିକାଲ ଆସ୍ପେକ୍ଟ ଅଫ ଚିଲଡ୍ରେନ ଓଭରଅଲ ଗ୍ରୋଥ, ଇନଫ୍ଲୁଏନ୍ସ ହାଉ ଦେ ଏକ୍ସପିରିଏନ୍ସ, ଅଣ୍ଡରଷ୍ଟାଣ୍ଡ ଆଣ୍ଡ ଏକ୍ସପ୍ରେସ देयर ଫିଲିଂ, କିପରି ନିଜର ଫିଲିଂ କୁ ଏକ୍ସପ୍ରେସ କରିପାରିବେ, କିପରି ନିଜକୁ ଡେଭଲପ କରିପାରିବେ। ଦିସ୍ ପ୍ରୋସେସ ବିଗିନ୍ସ ଇନ୍ ଇନଫାନ୍ସି ଆଣ୍ଡ କଣ୍ଟିନ୍ୟୁଅସ୍ ଥ୍ରୁ ଦ ଆଡୋଲସେନ୍ସ, ଇନଫାନ୍ସି ରୁ ଆରମ୍ଭ କରି ଆଡୋଲସେନ୍ସ ପର୍ଯ୍ୟନ୍ତ ଏଟା ଚାଲିଥାଏ। ସେଇ ଯୋଉ ଆପଣଙ୍କର ଆବେଗିକ ବିକାଶ ପ୍ରକ୍ରିୟା, with a significant milestone that the shape of how children interact with others and copy with challenges and regulate their the emotion, କିପରି ନିଜର ଇମୋସନ କୁ ଡେଭଲପ କରିପାରିବ, କିପରି ନିଜ ବିକାଶ କରିପାରିବ ଇମୋସନ କୁ। ତ ଇମୋସନାଲ development involves the ability to recognize the understanding one's own emotion as well as the emotion of other emotion କିପରି ବୁଝିପାରିବ, and the develop the emotional regulation skills, empathy, social function. The way of children develop the emotionally is influenced by the biological factor, এটা ବି biological factor ବୋଲି ଆମେ ବୁଝୁଛନ୍ତି। Emotional condition and social interaction କୁ ଆମେ ବୁଝୁଛନ୍ତି। Below is an the in-depth exploration emotional development throughout the different stage of childhood, ତ different stage childhood ରେ emotional development ହେଇଥାଏ, including key milestone, influence and role of emotional regulation କୁ ବୁଝଉଛି। ଏ ସବୁକୁ ଆମେ ବୁଝୁଛନ୍ତି। ତାପରେ ଆମେ ବୁଝିବା ଇନଫାନ୍ସି ବା ଫର୍ମେସନ ଅଫ ବେସିକ ଇମୋସନ ରେସ୍ପନ୍ସ। ବେସିକ ଇମୋସନ ରେସ୍ପନ୍ସ ଆମେ କଣ ବୁଝିବା, ଇନ୍ ଦ ଆର୍ଲି ଷ୍ଟେଜ ଅଫ ଲାଇଫ ଇମୋସନାଲ ଡେଭଲପମେଣ୍ଟ ଇଜ କ୍ଲୋଜଲି ଟାଏଡ୍ ଟୁ ଦ ବେସିକ ନିଡ୍ସ ଆଣ୍ଡ କେୟାର ଗିଭିଂ। ତ ଇମୋସନାଲ ଯେତେବେଳେ ପିଲାଟି ଶୈଶବ ଅବସ୍ଥାରେ ଅଛି, ପିଲାମାନଙ୍କୁ ବେସିକାଲି ଆମେ କଣ କରିବା ଦରକାର, ଇମୋସନାଲି ତାକୁ ଶିଖେଇବା ଦରକାର ବା ତାକୁ କେୟାର ଦେବା ଦରକାର, କାହିଁକିନା ସେ ସମୟ ଛୋଟ ପିଲା ଥାଏ। ବେବି ବିଗନ୍ ଟୁ ଏକ୍ସପିରିଏନ୍ସ ଦ ଏକ୍ସପ୍ରେସନ ଅଫ ଫଣ୍ଡାମେଣ୍ଟାଲ ଇମୋସନ ସଚ୍ ଏଜ୍ ଜୟ, sadness, fear, anger, ଏଗୁଡା ସବୁ ନିଜ ଭିତରେ ଡେଭଲପ ହବା ଦରକାର। କ୍ରାଇଂ, ସ୍ମାଇଲିଂ, ଫେସିଆଲ ଏକ୍ସପ୍ରେସନ, ଏଗୁଡା ସବୁ ଠିକ ଥିବା ଦରକାର। While infant lack of ability and articulate the emotion verbally, they still exhibit the emotion and response to the stimuli in the environment। ତ ତା ଏନଭାରମେଣ୍ଟ କିପରି ନିଜକୁ ପରିଚାଳିତ କରିବ, ଏସବୁ ବିଷୟରେ ପିଲାମାନଙ୍କୁ ଟିକେ ଆମେ ଏକ୍ସଟ୍ରା କେୟାର ଦେବା ଦରକାର। ଯେମିତିକି ଆମେ କହୁଛନ୍ତି ପ୍ରାଇମେରୀ ଇମୋସନ ଯୋଉଟା ଡ୍ୟୁରିଂ ଦ ଇନଫାନ୍ସିରେ ଅଛନ୍ତି, babies experience the primary emotions such as happiness, ଖୁସି ହବା, distress, fear, surprise, anger, ଏଗୁଡା ସବୁ ଥାଏ। These emotions are innate, not learned। ଏଇ ଇମୋସନ ଗୁଡାକ ସେମାନେ ଶିଖିନଥାନ୍ତି ବାହାରୁ, ସେମାନେ ଭିତରୁ ହିଁ ଆପେ ଆପେ ଏଟା ଥାଏ, ଭଗବାନଙ୍କ କ୍ରିଏସନ। Although the intensity and frequency expression may be influenced by the infants and treatment by the caregiver's responsiveness। ତ ଏଟା କି caregiver ଦ୍ୱାରା response ହବା ଦରକାର। ତ attachment and emotional security କିପରି ରହିବା ଦରକାର, the primary caregiver child relationship particularly attachment plays crucial role in emotional development ଟା ଏଇଭଳିଆ ଚାଲିବା ଦରକାର। ତ according to the attachment theory proposed by John Bowlby, infant development and emotional bond with the primary caregiver। ତ ପ୍ରାଇମେରୀ caregiver ଉପରେ ଏଟା ଡିପେଣ୍ଡ କରୁଛି ଯେ ପିଲାମାନଙ୍କୁ କିପରି ଇମୋସନାଲି କଣ୍ଟ୍ରୋଲ କରି ରଖିବେ। ତ ଏଟା ବେସିକାଲି ପ୍ୟାରେଣ୍ଟସ ଉପରେ ଡିପେଣ୍ଡ କରୁଛି। This attachment provide the foundation of emotional security। ତ ଇମୋସନାଲ ସିକ୍ୟୁରିଟି କୁ ଫାଉଣ୍ଡେସନ ଦିଏ କୋଉଟା ନା ପ୍ରାଇମେରୀ caregiving ଟା, and influencing how the infant regulate their emotions and interact with others and secure the attachment to the caregivers and fostering feelings and safety and trust। ତାମାନେ ପିଲାମାନଙ୍କୁ କିପରି ସେଫ୍ଟି and trust ର ଫିଲିଂସ୍ ଟା ଆସିବ, ସେଟାକୁ ଦବା ଦରକାର। ତ ତାଙ୍କ ବାପା ମାଙ୍କ ଉପରେ ପିଲାଙ୍କୁ କିପରି ଭରସା ଆସିବ, ଯେମିତି ଷ୍ଟ୍ରେଞ୍ଜରକୁ ଦେଖିଲେ କାନ୍ଦୁଛି କିନ୍ତୁ ବାପା ମାଙ୍କୁ ଦେଖିଲେ ପିଲାଟି କାନ୍ଦୁନାହିଁ, ଆମେ ଜାଣିବା ଯେ ଇମୋସନାଲି ଆଟାଚ୍ ଅଛି। And allowing the infants to the explore the environment and develop the social and emotional skill ଟା କିପରି ଡେଭଲପ ହେଇପାରିବ, ଏଇ ଜିନିଷ ଗୁଡା ଆମେ କହୁଛନ୍ତି। ତାପରେ ଇମୋସନାଲ କଣ୍ଟିଜିଂ ମାନେ ଆମେ କଣ, ଇମୋସନାଲ ଅଲସୋ ଏକ୍ଜିବିଟ୍ ଦ ଇମୋସନାଲ କଣ୍ଟିଜିଂସ୍ where the mirror and response emotional state of others। ତାମାନେ ନିଜ ହିସାବରେ ଯାହା ବି ତ ଆପଣ ଇମୋସନାଲି ବାଲାନ୍ସ କରିବା ଶିଖେଇବେ କେୟାର ଗିଭର୍ସ ଦ୍ୱାରା, ପର୍ଟିକୁଲାରଲି ସେଇଗୁଡା ଶିଖେଇବେ। ଫର ଏକ୍ସାମ୍ପଲ ଇନଫାଣ୍ଟ ମେ ବି ସ୍ମାଇଲ ହ୍ୱେନ୍ ଦ କେୟାର ଗିଭର ଇଜ ହ୍ୟାପି। ଯେତେବେଳେ କେୟାର ଗିଭର ହ୍ୟାପି ଥିବ, ଇନଫାଣ୍ଟ ତାକୁ କଣ କରିବ, ସ୍ମାଇଲ ଦ ଫିଲିଂ ଅଫ ଡିଷ୍ଟ୍ରେସ, କେୟାର ଗିଭର ଇଜ ଅପସେଟ। ତ ଯଦି ଡିଷ୍ଟ୍ରେସ ଥିବ, କେୟାର ଗିଭର ଅପସେଟ ଥିବ, ଦିସ୍ ମିରରିଂ help the infant to begin understand the emotional expression of others। ତାମାନେ ସେ ଦ୍ୱାରା ସେ ଜାଣିପାରିବ ଯେ ଅଦର କେମିତି ଇମୋସନାଲ ଏକ୍ସପ୍ରେସନ ଦଉଛନ୍ତି। ତାପରେ ଆମେ ଜାଣିବା ଟୋଡଲର କଣ ନା, ଟୋଡଲର ହଉଛି ଏମର୍ଜେନ୍ସି ସେଲ୍ଫ କନସେପ୍ଟ ଆଣ୍ଡ ଇନକ୍ରିଜ ଦ ଇମୋସନାଲ ଏକ୍ସପ୍ରେସନ ଟା ଧୀରେ ଧୀରେ ବଢିବାକୁ ଲାଗେ। ତାପରେ ଡ୍ୟୁରିଂ ଦ ଟୋଡଲରହୁଡ ରେ ଆମେ କଣ କହୁଛନ୍ତି,
ଜାଣିବା କଣ? ନା ଏଇ ସମୟରେ ପିଲାମାନଙ୍କ କିପରି ଡେଭଲପ୍ ହଉଛି ଯେମିତିକି ଆମେ ସେଲ୍ଫ ରେଗୁଲେସନ ବା ଇମୋସନାଲ ଆୱାରନେସ୍ ପିଲାଙ୍କୁ ଶିଖେଇବା ଦରକାର। ଟେମ୍ପରାମେଣ୍ଟ ଇମୋସନାଲ ରିଆକ୍ଟିଭିଟି ଶିଖେଇବା ଦରକାର। ତାପରେ ଡେଭଲପମେଣ୍ଟ ଅଫ ଇମୋସନାଲ ଭୋକାବୁଲାରି ବି ଶିଖେଇବା ଦରକାର। କିପରି ଲାଙ୍ଗୁଏଜ ସ୍କିଲ୍ ରହିବା ଦରକାର, କିପରି କଣ ରହିବା ଦରକାର, ଏରା ଶିଖେଇବା ଦରକାର। ତାପରେ ପ୍ରି ସ୍କୁଲ ଇୟରରେ ଇମୋସନାଲ ରେଗୁଲେସନ ଆଉ ସୋସିଆଲାଇଜେସନ ଦ୍ୱାରା ବଢିଥାଏ। ପିଲାମାନଙ୍କୁ ଇମୋସନାଲ ରେଗୁଲେସନ ସ୍କୁଲରେ ଯେମିତି ବେଶୀ ନ ରାଗିବା, ଷ୍ଟ୍ରେସନ ନ ହବା, ସାଡନେସ୍ ବେଳେ କେମିତି ଆମର ଷ୍ଟ୍ରାଟେଜି ମେଣ୍ଟେନ କରିବେ, ଏଗୁଡା ସବୁ ପିଲାମାନଙ୍କୁ ଆମେ ଶିଖେଇବା ଦରକାର ଆଜ୍ ଏ ଟିଚର ହିସାବରେ। ଇମ୍ପାଥି ଆଣ୍ଡ ପର୍ସପେକ୍ଟିଭ କିପରି ପିଲାମାନଙ୍କୁ ଇମ୍ପାଥି ଦବା ଆମେ, ପିଲା ତା ଦ୍ୱାରା ଫିଲିଙ୍ଗକୁ ସେୟାର କରିବ ଆପଣଙ୍କୁ। ଯଦି ଆପଣ ଇମ୍ପାଥି ନ ଦେବେ ଆପଣଙ୍କୁ କେବେ ବି ଫିଲିଙ୍ଗ ସେୟାର କରିବନି। ପିଲାଙ୍କୁ ଯଦି କେହି ଭୁଲ କଲା ତାଙ୍କୁ ସେଡ୍ ଆपोଲାଇଜ କରିବା ଶିଖେଇବା। ତ ଏଇ ସବୁ ଜିନିଷ ଦ୍ୱାରା ଆମେ ଶିଖେଇ ପାରିବା। ହେଲା। ତାପରେ ମୋରାଲ ଇମୋସନାଲ ଡେଭଲପମେଣ୍ଟ ଆମେ କଣ କହୁଛନ୍ତି ନା ପ୍ରି-ସ୍କୁଲ ଏଜରେ ଆମେ ତାଙ୍କୁ ଆୱାରନେସ୍ କରିବା ଦରକାର ଯେ ମୋରାଲିଟି କିପରି ଆମେ ଡେଭଲପ ହବା ଦରକାର ପିଲାମାନଙ୍କ ଭିତରେ ଆଉ ରେକଗ୍ନାଇଜ କରିବା ଦରକାର ଯେ ତାଙ୍କ ସେ କୌଣସି ପ୍ରୋବ୍ଲେମକୁ ସେ ସେୟାର କରୁଛନ୍ତି କି ନାହିଁ, ବେସିକ ମୋରାଲ କନସେପ୍ଟ ତାଙ୍କ ପାଖରେ ଅଛି କି ନାହିଁ ହେଲା। ତାପରେ ହଉଛି ଆର୍ଲି ସ୍କୁଲ ଏଜରେ ଆମେ ଯୋଉ 6 ରୁ 9 ବର୍ଷ ଆମେ କହୁଛନ୍ତି ଇନକ୍ରିଜ ଦ ଇମୋସନାଲ ଅଣ୍ଡରଷ୍ଟାଣ୍ଡିଂ ଆଣ୍ଡ କମ୍ପ୍ଲେକ୍ସ ରିଲେସନସିପ ଭିତରେ କିପରି ତାଙ୍କର ଯୋଉ ରୋଲଟା ମୋରାଲିଟିଟା ବା ଇମୋସନାଲିଟା କିପରି ରହିବ ସେଟାକୁ ଆମେ ଶିଖେଇବା ଦରକାର। ତାପରେ କହୁଛନ୍ତି ଇନ୍ ଆର୍ଲି ସ୍କୁଲ ଇୟର 6 to 9 year children emotionally development become more sophisticated ଆହୁରି ଟିକେ sophisticated ହେଇଥାଏ ତୁମେ ଏଟା ଜାଣିଲେ। ଯେପରିକି ଆପଣଙ୍କର ଇମୋସନାଲି ଅଣ୍ଡରଷ୍ଟାଣ୍ଡିଂ ଦ ରିଲେସନସିପ ୱିଥ୍ ଅଦର୍ସ ଆଣ୍ଡ ଇନକ୍ଲୁଡିଂ ଫ୍ରେଣ୍ଡସ୍, କ୍ଲାସମେଟ୍ସ ଆଣ୍ଡ ଇଏ ବିକମିଂ ମୋର ସିଗ୍ନିଫିକାଣ୍ଟ ଏଗୁଡାକ ରହିବ। ତାମାନେ ଆମ ଅଣ୍ଡରଷ୍ଟାଣ୍ଡିଂ ଦ କମ୍ପ୍ଲେକ୍ସ ଇମୋସନ ଯେମିତି ଜଟିଳ ଇମୋସନକୁ ସେମାନେ ବୁଝିପାରିବେ। ଯେପରିକି ଆପଣଙ୍କର ସ୍କୁଲ ମେଟ୍ ମାନଙ୍କ ସହିତ କିପରି ତାଙ୍କର ବଣ୍ଡିଂ ରହିବ। ରାଗିଗଲେ ବା ସାଡନେସ୍ ଥିଲେ କିପରି ନିଜକୁ କଣ୍ଟ୍ରୋଲ କରିବେ ଏଗୁଡାକ କଥା। ତାପରେ ହଉଛି ଇମୋସନାଲ ସୋସିଆଲ କମ୍ପିଟେନ୍ସିସ୍ ଭିତରେ ନିଜକୁ ଗଢି ତୋଳିବେ। ଯେମିତିକି ଆମେ କହୁଛନ୍ତି କଣ ନା ପିଲାଟି ସ୍କୁଲ ଏନଭାୟରନମେଣ୍ଟରେ ଅଛି, କିପରି ନିଜକୁ ଆୱାର ରଖିବ, କିପରି ଜଣକୁ ଟ୍ରଷ୍ଟ କରିବ, ଏଇ ସବୁ ଜିନିଷ ଶିଖିବା ଦରକାର। ତାପରେ ଆମେ କଣ କହୁଛନ୍ତି ନା ଆମେ କହୁଛନ୍ତି ତାପରେ ପିଅର ରିଲେସନସିପ ୱିଥ୍ ସୋସିଆଲ ଚ୍ୟାଲେଞ୍ଜେସ। ପିଅର ରିଲେସନସିପ ଆମେ କିପରି ଜାଣିବା? ନା ଆମେ ଜାଣିବା ଦରକାର ଯେ ସ୍କୁଲରେ ଯେତେବେଳେ ପିଲାମାନେ ଗୋଟେ ଏନଭାୟରନମେଣ୍ଟରେ ରହୁଛନ୍ତି ତାଙ୍କର ଇମୋସନ କିପରି ରହିବା ଦରକାର ଗୋଟେ ତାଙ୍କ ସହପାଠୀଙ୍କ ସହିତ। ଯେମିତିକି ଆମେ କହୁଛନ୍ତି କଣ ନା ରିଜେକ୍ସନ ହଉ, ଜେଲସି ହଉ, କମ୍ପିଟିସନ ହଉ ଏଗୁଡା ରହିବା ଦରକାର। ପିଲାଟା ପାଠ ପଢୁଛି ତା କମ୍ପିଟିସନ ଆଉ ଗୋଟେ ପିଲାଟା ଅଧିକ ପାଠ ପଢୁଛି। ଯେମିତିକି ଜେଲସି ଏଗୁଡାକ ସବୁ ରହିବା ଦରକାର। ଏଗୁଡା କିପରି କଣ୍ଟ୍ରୋଲ କରିବେ ଗୋଟେ ଟିଚର ଦାୟିତ୍ୱଟା ଶିଖେଇବ। ଆମେ ଜାଣିବା ଲେଟର ସ୍କୁଲ ଏଜ୍ କଣ 9 ରୁ 12 ବର୍ଷ ଇମୋସନାଲ ମ୍ୟାଚୁରିଟି ଆଣ୍ଡ ସୋସିଆଲ କମ୍ପାରିଜନ କଣ? ଆଜ୍ ଏ ଚିଲଡ୍ରେନ୍ ଏଣ୍ଟର ଇନ୍ ଦ ଲେଟର ଚାଇଲ୍ଡହୁଡ 9 ରୁ 12 ବର୍ଷ ଇମୋସନାଲ ଡେଭଲପମେଣ୍ଟ ବିକେମ୍ ଇଭେନ୍ ମୋର ନନ୍ଷ୍ଟ। ମାନେ ଆମେ କହୁଛନ୍ତି କଣ ଯେତେବେଳେ ସେ 9 ରୁ 12 ବର୍ଷ ପର୍ଯ୍ୟନ୍ତ ଇମୋସନାଲି ଆହୁରି ସେ ମ୍ୟାଚୁର ହେଇଥାଏ। ଗ୍ରେଟର ଡେପ୍ଥ ତାଙ୍କର ଆସିଯାଇଥାଏ। ଇମୋସନାଲ ଉପରେ ଯେପରିକି ଆପଣ ସୋସିଆଲ କମ୍ପାରିଜନ ଆଣ୍ଡ ସେଲ୍ଫ ଏଷ୍ଟୀମ୍ ପିଲାଙ୍କ ଭିତରେ ଆସିଥିବ। ଇନକ୍ରିଜ ଦ ଇମୋସନାଲ କଣ୍ଟ୍ରୋଲ ଆଣ୍ଡ କପିଂ ଷ୍ଟ୍ରାଟେଜି ତାଙ୍କ ଭିତରେ ଥିବ। ଯେମିତିକି ବହୁତ କଥା ଜିନିଷ ସେମାନେ ଜାଣି ଯାଇଥାନ୍ତି ସେଇ ବୟସରେ ଏଣ୍ଡ ଡେଭଲପମେଣ୍ଟ ଇମୋସନାଲ ଇଣ୍ଟେଲିଜେନ୍ସ ବି ତାଙ୍କ ପାଖରେ ଡେଭଲପ ହେଇଥିବ। ତାପରେ ଜାଣିବା ଇନଫ୍ଲୁଏନ୍ସିଂ ଦ ଫ୍ୟାମିଲି ଆଣ୍ଡ ସୋସିଆଲ ଇମୋସନାଲ ଡେଭଲପମେଣ୍ଟ। ତ ଯେତେବେଳେ ଆମେ କହୁଛନ୍ତି ଯେତେବେଳେ ପିଲାଟି ଫ୍ୟାମିଲି ଆଉ ସୋସିଆଲ ଏନଭାୟରନମେଣ୍ଟରେ ମିଶୁଛି, ଗୋଟେ ବର୍ଡର କନସେପ୍ଟ ଆସୁଛି ତା ମାଇଣ୍ଡରେ ସୋସିଆଲ ଇଣ୍ଟରାକ୍ଟ କରୁଛି ଯେମିତିକି କେୟାର ଗିଭର ବା ପ୍ୟାରେଣ୍ଟସ ହଉ, ଟିଚର ହଉ, ପିୟର୍ସ ହଉ ଏମାନଙ୍କ ସହିତ ମିଶୁଛି ତାର କଣ ଇମୋସନାଲ ଡେଭଲପ ହବ? ଯେମିତିକି ଆମେ କହୁଛନ୍ତି ପ୍ୟାରେଣ୍ଟିଂ ଷ୍ଟାଇଲ ଆଣ୍ଡ ଇମୋସନାଲ ଡେଭଲପମେଣ୍ଟ। ପ୍ୟାରେଣ୍ଟ ଗୋଟେ ଏମିତି ରୋଲ ପ୍ଲେ କରନ୍ତି ଯାହା ଦ୍ୱାରା ପିଲାଙ୍କର ଇମୋସନାଲ ଡେଭଲପମେଣ୍ଟଟା ବେସିକରୁ ହିଁ ଶିଖି ଯାଇଥାନ୍ତି। ହୁଁ। ଯଦି ପ୍ୟାରେଣ୍ଟସ ନେଗଲେକ୍ଟ କରିବେ ସେମାନେ ଇମୋସନାଲି ଇମ୍ବାଲାନ୍ସ ହେଇଯିବେ। ଯଦି ତାଙ୍କୁ କେୟାର ଗିଭର ବା ପ୍ୟାରେଣ୍ଟସ ତାଙ୍କୁ ଠିକ ଦେଖାଶୁଣା କରିବେ ଇମୋସନାଲି ସେମାନେ ଷ୍ଟ୍ରଙ୍ଗ ଥିବେ। ହଁ। ତ ତାପରେ ହଉଛି ସୋସିଆଲାଇଜେସନ ଏଣ୍ଡ ଇମୋସନ ସୋସାଇଟିରେ କିପରି ବଞ୍ଚିବ, କିପରି କାହାକୁ ଇମୋସନ ଦେଖେଇବ ଏଟା ବି ଶିଖିବା ଦରକାର। ଏଇ ସବୁ ଫ୍ୟାକ୍ଟର ରହିଛି। ତାପରେ ହେଲା ଇମୋସନାଲ ଚ୍ୟାଲେଞ୍ଜେସ ଆଣ୍ଡ ମେଣ୍ଟାଲ ହେଲ୍ଥ ଆୱାରନେସ ବିଷୟରେ ବି ଜାଣିବା ଦରକାର। ଡ୍ୟୁରିଂ ଦ ଚାଇଲ୍ଡହୁଡ ସମ୍ ଚିଲଡ୍ରେନ୍ ମେ ଫେସ୍ ଦ ଇମୋସନାଲ ଚ୍ୟାଲେଞ୍ଜେସ ସଚ୍ ଏଜ୍ ଏନଜାଇଟି, ଡିପ୍ରେସନ, ଟ୍ରମା, ଏ ପରୀକ୍ଷାକୁ ଡରିବା, ଏନଜାଇଟି ଆସିବା ଏଗୁଡା ସବୁ ରୁହେ। ଏଗୁଡା ସବୁ ଯେତେବେଳେ ରୁହେ ତା ଦ୍ୱାରା କଣ ହଉଛି ନା ପିଲାଙ୍କର ପ୍ରୋବ୍ଲେମ ମାନେ ହଉଛି ସେମାନେ ଇମୋସନାଲି କେତେବେଳେ ସେ ଡେଭଲପ ହେଇପାରୁନାହାନ୍ତି। ତାପରେ ଆମେ କଣ କହୁଛନ୍ତି ନା ଏଇ ଜାଗାରେ ପ୍ୟାରେଣ୍ଟସଙ୍କର ସ୍ପେଶାଲ ସପୋର୍ଟ ରହିବା ଦରକାର। ଯେପରିକି ରେକଗ୍ନାଇଜ ବା ଆଡ୍ରେସିଂ ଇମୋସନାଲ ଇସ୍ୟୁ ଯୋଉ ଇମୋସନାଲି ଇସ୍ୟୁ ରହୁଛି ପିଲାଙ୍କ ଭିତରେ ତାକୁ ଆଡ୍ରେସ ଆଉଟ୍ କରିବା ଆଉ ତାକୁ ଟିକେ ସଲ୍ଭ କରିବା। ସ୍କୁଲ ଏନଭାୟରନମେଣ୍ଟ ଭିତରେ ହଉ, ଫ୍ୟାମିଲି ଭିତରେ ହଉ, ଫ୍ରେଣ୍ଡସିପ ଷ୍ଟ୍ରଗଲ ଭିତରେ ହଉ ଏସବୁ ଜାଣିବା ଦରକାର। ରୋଲ ଅଫ ମେଣ୍ଟାଲ ହେଲ୍ଥ ସପୋର୍ଟ କିପରି ରହିବା ଦରକାର, ଏଗୁଡା ସବୁ ଜାଣିବା ଦରକାର। ତ ଏଇ ଥିଲା ଏଇ କ୍ୱେଶ୍ଚନ କନସେପ୍ଟ। ଆପଣ କନକ୍ଲୁଜନ ଏଠି ଅଛି ନିଜେ ଡିରାଇଭ୍ କରିପାରିବେ।
ତାପରେ ସେକେଣ୍ଡ ନମ୍ବର କ୍ୱେଶ୍ଚନ କୁ ଯିବା ନା ନେକ୍ସଟ କ୍ୱେଶ୍ଚନ କୁ ଯିବା 6 ନମ୍ବର କ୍ୱେଶ୍ଚନ ରାଇଟ ଦ ମୋରାଲ ଡେଭଲପମେଣ୍ଟ ଡ୍ୟୁରିଂ ଚାଇଲ୍ଡହୁଡ। ଏବେ ଆମେ ଜାଣିବା ନୈତିକତା ବିକାଶ କିପରି କରିପାରିବା। ତ ନୈତିକତା ଆମେ କଣ କହୁଛନ୍ତି ନା ନୈତିକତା କହିଲେ ଆମେ ବୁଝିବା ଦରକାର କୋଉଟା ରାଇଟ ରଙ୍ଗ ଡିଫରେନ୍ସ ଟା ଆମେ ଜାଣିପାରିବା କୋଉଟା ଠିକ କୋଉଟା ଭୁଲ। ଆମେ ଇମୋସନାଲି ଜାଣିଗଲେ ତା ଭିତରେ ବି ଆପଣଙ୍କର ଥିଲା ମୋରାଲ ଡେଭଲପମେଣ୍ଟ କନସେପ୍ଟ ବି ଥିଲା। ଯେତେବେଳେ ଆମେ କହୁଛନ୍ତି କୋଉଟା ଠିକ କୋଉଟା ଭୁଲ ଯେତେବେଳେ ପିଲାମାନେ ଜାଣିପାରୁଛନ୍ତି ଏଇଟା ଠିକ ସେତେବେଳେ ଜାଣିବା ଯେ ତାର ନୈତିକତା ବିକାଶ ହେଲା ବା ମୋରାଲ ଡେଭଲପମେଣ୍ଟ ଆସିଲା। କିନ୍ତୁ ଇନଫାନ୍ସି ଏଜରେ ନୈତିକତା ବିକାଶ ନଥାଏ। ଯାହା ବି ନୈତିକତା ବିକାଶ ଆସିବ ସେଟା ଆପଣଙ୍କର ଚାଇଲ୍ଡହୁଡ ପିରିୟଡରେ ହିଁ ଆସିଥାଏ। ତ ଏଇ ବିଷୟରେ ଆପଣ କନସେପ୍ଟ ଗୁଡାକ ଆମେ ଜାଣିବାର ଅଛି ଆରାମସେ ପଢିକି ବୁଝିପାରିବେ। ତ ଥିଓରି ଅଫ ମୋରାଲ ଡେଭଲପମେଣ୍ଟ ଯୋଉଟା କି ଆପଣ କୋଲବର୍ଟ ଦେଇଛନ୍ତି ଏଟା ଆପଣ ଜାଣିଛନ୍ତି ଭଲ ଭାବରେ। ତ ଯେମିତିକି ଆମେ କହୁଛନ୍ତି କଣ ସେଭେରାଲ ଥିଓରିଜ ହେଲ୍ପ ଟୁ ଏକ୍ସପ୍ଲେନ ଦ ମୋରାଲ ଡେଭଲପମେଣ୍ଟ ଡ୍ୟୁରିଂ ଚାଇଲ୍ଡହୁଡ। Key theory moral development provide the respect of process of stages involve the occurring the moral reasoning or moral behavior or values ବିଷୟରେ ଆମେ ଜାଣିଛନ୍ତି। ତ Piaget theory of moral development Jean Piaget Swiss psychologist one of the pioneer theorist of field of moral development ରେ according to Piaget children go through the two main stages ଦୁଇଟା main stages ଯାଉଛି ଗୋଟେ heteronomous morality ଆଉ ଗୋଟେ ହଉଛି autonomous morality। ଏଇଟା ଜାଣିବା ଦରକାର ପିଆଜ ବି ବାବଦରେ କନସେପ୍ଟ ଦେଇଛନ୍ତି। ତ 5 ରୁ 9 ଭିତରେ ଯୋଉ ଯାଉଛି ସେଟାକୁ ଆମେ କହୁଛନ୍ତି ହେଟ୍ରୋନୋମସ୍ ମୋରାଲିଟି। କଣ ନା ଚିଲଡ୍ରେନ୍ ଭ୍ୟୁ ମୋରାଲିଟି ବିଙ୍ଗ ବେସ୍ଡ ଅନ୍ ଦ ଏକ୍ସଟର୍ନାଲ ରୁଲ। କାରଣ ବାହ୍ୟ ପ୍ରତିକ୍ରିୟା ଦ୍ୱାରା ସେମାନେ ମୋରାଲିଟି ଶିଖିଥାନ୍ତି। ଯେମିତି ବାପା ମା ଯାହା କହିବେ ସେଇଟା ଶିଖିବେ। ଅନୁଶାସନ ଦ୍ୱାରା ପିଲାମାନେ ଶିଖିଥାନ୍ତି। ଯଦି ରୁଲକୁ ବ୍ରେକ୍ କରିବେ ତାମାନେ ପନିଶମେଣ୍ଟ ଅଛି ୟା ଦ୍ୱାରା ସେମାନେ ଶିଖିଥାନ୍ତି। ଆଉ ଯଦି ଅଟୋନୋମସ୍ ମୋରାଲିଟି ବାବଦରେ କହିବା 9 ବର୍ଷ ପ୍ଲସ୍ ସେମାନେ ନିଜେ ନିଜ ବେସ୍ ମାନେ ନିଜେ ଯେତେବେଳେ ବେସଟା ଶିଖିଥିବେ ହେଟ୍ରୋନୋମସ୍ ଦ୍ୱାରା ତାପରେ ସେଟାକୁ ସେମାନେ ଶିଖି ଯାଇଥାନ୍ତି। ଆଉ ସୋସିଆଲ ଏଗ୍ରିମେଣ୍ଟ ଦ୍ୱାରା ସେ ସମାଜରେ ଯୋଉଟା ନିୟମ ଠିକ ସେଇଟାକୁ ସେ ମାନିଥାନ୍ତି। କୋଉଟା ଠିକ କୋଉଟା ଭୁଲ ହେଲା। କିନ୍ତୁ ମୋରାଲ ଡେଭଲପମେଣ୍ଟର ଯୋଉ ଜନକ ବା ମୋରାଲ ଡେଭଲପମେଣ୍ଟକୁ ଯିଏ ମାନେ ଯିଏ ଯୋଉ ସାଇକୋଲୋଜିଷ୍ଟ ଭଲ ଭାବରେ ବୁଝେଇଛନ୍ତି ସେ 6ଟା ଷ୍ଟେଜେସ୍ ଆଉ 3ଟା ଲେଭେଲ ଦ୍ୱାରା ସେ ହଉଛନ୍ତି କେହି ନୁହେଁ କୋଲବର୍ଗ ଷ୍ଟେଜେସ୍ ଯୋଉଟାକି ଆମେ କହୁଛନ୍ତି ମୋରାଲ ଡେଭଲପମେଣ୍ଟ କୋଲବର୍ଗ ମୋରାଲ ଡେଭଲପମେଣ୍ଟ ଯୋଉ ହଉଛି ଲୋରେନ୍ସ କୋଲବର୍ଗ। ସେ କଣ କରିଛନ୍ତି ପିଆଗେଟ ୱାର୍କକୁ ଆଉ ଟିକେ ଡେଭଲପ କରିଛନ୍ତି ଡେଭଲପ କରି 3ଟା ଷ୍ଟେଜ ଆଉ 3ଟା ଲେଭେଲ ଆଉ 6ଟା ଷ୍ଟେଜେସ୍ ଦେଇଛନ୍ତି ଆମେ ଜାଣିବା। ତ ଫାଷ୍ଟ ହଉଛି ପ୍ରି କନଭେନସନାଲ ଲେଭେଲ ଯୋଉଟା କି ଚାଇଲ୍ଡହୁଡରେ ଥାଏ କାରଣ ଆମେ ଜାଣିଛନ୍ତି ଇନଫାନ୍ସି ଏଜରେ କୌଣସି ଡେଭଲପ ନାହିଁ। ତ ଏଟ ଦିସ୍ ଷ୍ଟେଜ ଆମେ ଜାଣିଛନ୍ତି କଣ ନା ଏଟ ଦିସ୍ ଷ୍ଟେଜ ମୋରାଲ ରିଜନିଂ ଇଜ ବେସ୍ଡ ଅନ୍ ପ୍ରାଇମରୀ ଅନ୍ ଏକ୍ସଟର୍ନାଲ ସିକ୍ୱେନ୍ସରେ ଚିଲଡ୍ରେନ୍ ମେକ୍ ଡିସିସନ ଟୁ ଆଭଏଡ ଦ ପନିଶମେଣ୍ଟ ଆଣ୍ଡ ଗେନ୍ ରିୱାର୍ଡ। ତ ଏଇ ସମୟରେ ପିଲାମାନେ କଣ କରିଥାନ୍ତି ନା ପିଲାମାନେ ପନିଶମେଣ୍ଟକୁ ମାନେ ଜଗିକି ସେ ରିୱାର୍ଡ ଓରିଏଣ୍ଟେଡରେ କଣ କାମ କରିଥାନ୍ତି। ଦ ଫାର୍ଷ୍ଟ ଷ୍ଟେଜ ଇନଭଲ୍ଭ ଦ ଓବିଡିଏନ୍ସ ଫାର୍ଷ୍ଟ ଷ୍ଟେଜଟା ଯୋଉ କହୁଛି ତା ମାନେ ଆପଣ ମନେ ରଖନ୍ତୁ ପ୍ରି କନଭେନସନାଲରେ ଦିଟା ଷ୍ଟେଜ ଗୋଟେ ହଉଛି ଷ୍ଟେଜ 1 ଗୋଟେ ଷ୍ଟେଜ 2 ପୁଣି ଆପଣଙ୍କର କନଭେନସନାଲ ଲେଭେଲରେ ଦିଟା ପୁଣି ଷ୍ଟେଜ 3 ଷ୍ଟେଜ 4 ତାପରେ ପ୍ରି ପୋଷ୍ଟ କନଭେନସନାଲ ଷ୍ଟେଜ ଆହୁରି ଦୁଇଟା ରହିଛି ଯୋଉଟା କି 5 and 6 এই ବିଷୟରେ ଭାଗ କରାଯାଇଛି। ତାମାନେ ଆମେ ଜାଣିବା ଯେ ପ୍ରି କନଭେନସନାଲରେ ଯୋଉ ଫାର୍ଷ୍ଟ ଷ୍ଟେଜଟା ରହିଛି ଯୋଉଠି ପିଲାମାନେ ଓବିଡିଏଣ୍ଟ ଆଉ ପନିଶମେଣ୍ଟ ଓରିଏଣ୍ଟେସନରେ କାମ କରିଥାନ୍ତି while the second stage focus on individualism and exchange ତାମାନେ ନିଜସ୍ୱ ଚିନ୍ତାଧାରାରେ ସେମାନେ କରିଥାନ୍ତି। ଯେମିତିକି ଆମେ କହିବା ତାଙ୍କର କଣ ଦରକାର ଧର ଆପଣ କୌଣସି କହୁଛନ୍ତି ଜିନିଷକୁ ତାକୁ ଯଦି ବରାଦ କରିବେ କାମ ସେ କହିବେ ଆମେ କଣ କରୁଛନ୍ତି ନାଇଁ ଜିନିଷଟା ଆମେ କଣ କରୁଛନ୍ତି ନା ଆମେ ଆମକୁ ଗୋଟେ କଣ ଗିଫ୍ଟ ଅଛି ଆମେ ସେଇ ବାବଦରେ କାମ କରିବା। ତାପରେ ଆମେ କଣ କହୁଛନ୍ତି why the children begin to understand that the other have different ନିଡ୍ସ ଆଣ୍ଡ ପର୍ସପେକ୍ଟିଭ ଆମେ କହୁଛନ୍ତି ନିଡ୍ସ ଆଉ ପର୍ସପେକ୍ଟିଭ ବିଷୟରେ ଆମେ କହୁଛନ୍ତି ଯେ ସମସ୍ତଙ୍କର ଡିଫରେଣ୍ଟ ପର୍ସପେକ୍ଟିଭ ଅଛି ହେଲା। ତାପରେ ଆମେ ଜାଣିବା କନଭେନସନାଲ ଲେଭେଲ ଆମେ ଆଡୋଲେସେନ୍ସରେ ଜାଣିବା ଏଟ ଦିସ୍ ଲେଭେଲ ଇଣ୍ଡିଭିଜୁଆଲ ଫୋକସ୍ଡ ଅନ୍ ଦ ସୋସିଆଲ ରୁଲ ଆଣ୍ଡ ନର୍ମ। ଇଣ୍ଡିଭିଜୁଆଲ ତାର ସୋସିଆଲ ରୁଲ ଆଉ ନର୍ମକୁ ବେସ୍ଡ କରିକି ଚାଲିଥାଏ। ମୋରାଲିଟି ସିନ୍ ଇନ୍ ଦ ଆଦରିଂ ଦ ଲ ଆଣ୍ଡ ମେଣ୍ଟେନ ଦ ସୋସିଆଲ ଅର୍ଡର ଆଣ୍ଡ ଅବ୍ଲିଗେସନ। ତାମାନେ ଆମେ ଜାଣୁଛନ୍ତି କଣ ଏଇ ସମୟରେ ପିଲାମାନେ ସୋସିଆଲ ନର୍ମ ଅନୁସାରେ ଚାଲିବେ ସାମାଜିକ ନର୍ମ ଅନୁସାରେ ନିଜର ମୋରାଲିଟି ଦେଖେଇବେ। ଦ ଥାର୍ଡ ଷ୍ଟେଜ ଆମେ କହୁଛନ୍ତି ଦୁଇଟା ଷ୍ଟେଜ ଏଠି ସରିଗଲା ତାପରେ କନଭେନସନାଲ ଆଉ ଦୁଇଟା ଷ୍ଟେଜ ଆସିବ ଯୋଉଠି ଥାର୍ଡ ଷ୍ଟେଜ ଆଉ ଫୋର୍ଥ ଷ୍ଟେଜ। ତ ଥାର୍ଡ ଷ୍ଟେଜରେ କଣ କହୁଛି ନା ଆମେ ପିଲାମାନେ କଣ କରିବେ ଇଣ୍ଟରପର୍ସନାଲ ରିଲେସନସିପ କୁ ଜଗିକି ଚାଲିବେ ଆଉ ଆପ୍ରୁଭାଲ ଫ୍ରମ ଅଦର କଣ ଆପ୍ରୁଭାଲ ଦଉଛନ୍ତି ତାକୁ ଜଗିକି ଚାଲିବେ। ଆଉ ଫୋର୍ଥ ଷ୍ଟେଜ କହୁଛି କଣ ନା ଷ୍ଟେଜ ଇମ୍ପୋର୍ଟାନ୍ସ ଅଫ ମେଣ୍ଟେନିଂ ଦ ସୋସିଆଲ ଅର୍ଡର ଆଣ୍ଡ ଓବେଇଂ ଅଥରିଟି। ଅଥରିଟିର କଥାକୁ ମାନିବେ ଆଉ ସୋସିଆଲ ଅର୍ଡରକୁ ମେଣ୍ଟେନ କରିବେ। এটা হচ্ছে কনভেনশনাল লেভেলে। তারপরে আসলে পোস্ট কনভেনশনাল যেটা কি adult বা through the not universally achieved at this stage level development moral reasoning based on the abstract principle ଉପରେ ଚାଲିଥାଏ such as justice equality human right ଯୋଉଟା କି ମାନବକୁ ଯୋଉଟା ଯଥାର୍ଥ ସେଇ ଅନୁସାରେ ଆମ ମୋରାଲିଟି ଆସିବ।
This fifth stage involve the recognize the important social contract and individual right। ତା ମାନେ individual right ଆଉ social contract ଯାହା ରହିବ ସାମାଜିକ ସ୍ତରରେ ଯୋଉଟା ଠିକ ହେଲା ସେଇଟା ଠିକ। ଏଇ ଅନୁସାରେ ମୋରାଲିଟି ଡେଭଲପ ଆସିବ ଆଡଲ୍ଟହୁଡ ମାନଙ୍କର। While the sixth stage is focus on universal ethic and principle। ୟୁନିଭର୍ସାଲ ମାନେ ସମସ୍ତେ ଯୋଉଟା ମାନନ୍ତି ସେଇଟା ହିଁ ଠିକ ରହିବ। ସେଟାକୁ ଆମେ ମାନୁଛନ୍ତି ସିକ୍ସ ଷ୍ଟେଜରେ। ତ ଏଇ 6ଟା ଷ୍ଟେଜ ଆଶା କରୁଛି ବୁଝିପାରିଥିବେ। ଭିଡିଓକୁ ପଜ କରିକି ସ୍ଲୋ କରିକି ଯଦି ସ୍ପିଡ ହଉଥିବ ସ୍ଲୋ କରିକି ଆରାମସେ ବୁଝିପାରିବେ। ତାପରେ ଆମେ ଜାଣିବା ଆଉ ଜଣେ ଦେଇଛନ୍ତି ସୋସିଆଲ ଲର୍ଣ୍ଣିଂ ଥିଓରି ଅଲବର୍ଟ ବାନ୍ଦୁରା ଦେଇଛନ୍ତି। ତ ତାଙ୍କର ଯୋଉ ଥିଓରି ଦେଇଛନ୍ତି ମୋରାଲ ବିହେଭିୟର ବି ତାଙ୍କ ଭିତରେ ରହିଛି। ଜିନିଷଟା ହଉଛି କଣ ଯଦି ପ୍ୟାରେଣ୍ଟସ୍ ଫିଗରକୁ ଆମେ ଫଲୋ କରିକି ଯୋଉ ଜିନିଷ ଶିଖନ୍ତି ବା ମଡେଲିଂ କରିକି ଶିଖନ୍ତି ସେଇଟା ସେଇ ବିହେଭିୟର ବା ମୋରାଲିଟି ଆମେ ଦେଖିବାକୁ ଚେଷ୍ଟା କରିଥାନ୍ତି। ସେଇ କନସେପ୍ଟ କିଏ ଦେଇଛନ୍ତି ନା ସୋସିଆଲ ଲର୍ଣ୍ଣିଂ ଥିଓରି ଅଲବର୍ଟ ବାନ୍ଦୁରା ଦେଇଛନ୍ତି। ତାପରେ ମୋରାଲ ଡେଭଲପମେଣ୍ଟ ଇଜ ମାଇଲଷ୍ଟୋନ ଇନ ଚିଲଡ୍ରେନ। ତ ଆମେ ଜାଣିଛନ୍ତି ମୋରାଲ ଡେଭଲପମେଣ୍ଟ ମାଇଲଷ୍ଟୋନ ଇନ ଦ ଚିଲଡ୍ରେନ ଆମେ କେମିତି କଣ କହୁଛୁ ନା infancy in 0 to 2 year early sign of moral awareness। ତା ମାନେ 0 to 2 ରେ early sign of moral ଆମେ କଣ awareness ଆସିଥାଏ। ପିଲାମାନେ କିନ୍ତୁ moral concept ଜାଣିନଥାନ୍ତି। ଯେମିତି social referencing social ରୁ ସେମାନେ କଣ ଶିଖୁଛନ୍ତି। ହୁଁ empathy and emotional responses ଯଦି ଆମେ ଦବା ତାଙ୍କୁ ସେମାନେ ଶିଖିବେ। ଟୋଡଲରରେ ଯେତେବେଳେ moral rules recognition rules ବେସ୍ ରେ ଚାଲିଲା ପିଲାମାନେ rules କୁ ଫଲୋ କରି ଚାଲିବେ ଭୁଲ କଲା ମାନେ ପନିଶ ମିଳିବ ସେ କ୍ଷେତ୍ରରେ ସେ ଶିଖିବାକୁ ଲାଗିଲେ। ଯେମିତି recognition of right and wrong ଜାଣିବା। ତାପରେ desire to please and avoid the punishment। ହଁ ସେମାନେ ସବୁବେଳେ କ୍ଷମା ପ୍ରାର୍ଥନା କରିବା ପନିଶମେଣ୍ଟ କୁ ଦୂରେଇବେ। ତାପରେ ପ୍ରି ସ୍କୁଲରେ ତାଙ୍କର କଣ ଚାଲିବ ସୋସିଆଲ କୁ ଅଣ୍ଡରଷ୍ଟାଣ୍ଡ କରିବେ। ତେଣୁ ସେମାନେ ଡେଭଲପମେଣ୍ଟ ଇମ୍ପାଥି ତାଙ୍କର ଇମ୍ପାଥି ଡେଭଲପ ହେଇଯାଇଥିବ। ମୋରାଲ ଇମୋସନ ବି ଡେଭଲପ ହେଇଯାଇଥିବ। ତାପରେ ଏଇ କନସେପ୍ଟ ଗୁଡାକ ଆରାମସେ ଭିଡିଓ ପଜ କରି ପଢିପାରିବେ। ମାରାଥନ କ୍ଲାସ ଚାଲିଛି ନା ଆପଣଙ୍କୁ ଯାହା ବି ହବ ସ୍ପିଡ ଅପ ରେ ଚାଲିବ। ଆପଣ ଆରାମସେ କନସେପ୍ଟ ଅଛି ମୁଁ ବୁଝେଇ ବୁଝେଇ ଚାଲିଛି ଆରାମସେ ବୁଝିପାରିବେ ହେଲା। ତ ଫେୟାରନେସ୍ ଆଣ୍ଡ ଜଷ୍ଟିସ ଚାଲିବ। ହଁ ତ ଏଗୁଡାକ ସବୁ ମାନେ ଶିଖି ଯାଇଥାନ୍ତି। ତାପରେ ସ୍କୁଲ ଏଜରେ ପିଲାମାନେ କିପରି ଯୋଉଟା 6 ରୁ 12 ବର୍ଷ ହେଇଯାଇଥିବ ସେଠି ରେସପେକ୍ଟ ଅଥରିଟି ସୋସିଆଲ ନର୍ମ ନା ମାନେ ଯୋଉମାନେ ଟିଚର ଥିବେ ତାଙ୍କୁ ରେସପେକ୍ଟ ଦବା ସୋସିଆଲ ନର୍ମକୁ ଫଲୋ କରିବା। ତାପରେ ମୋରାଲ ରିଜନିଂ ଇଣ୍ଟେନସନକୁ ଫଲୋ କରିବା ଏଇ ସବୁ ଗୁଡା ଜାଣିବେ। ତ ପିୟର ରିଲେସନସିପ ମୋରାଲିଟିକୁ ବୁଝିବେ। ତ ଆଡଲସେନ୍ସ ପିରିୟଡ ଯେତେବେଳେ ହେଇଯିବ ସେତେବେଳେ ଆଡଭାନ୍ସ ମୋରାଲ ରିଜନିଂ ଆବଷ୍ଟ୍ରାକ୍ଟ ଥିଙ୍କିଂ ଗୁଡା ଜାଣି ଯାଇଥିବେ। ତାପରେ ତାଙ୍କର ଯୋଉ ମୋରାଲ ଡିଲେମା ରହିଛି ଯୋଉମାନେ ଏଥିକାଲ ରିଜନିଂ କରିପାରନ୍ତିନି କୋଉ ଦ୍ୱନ୍ଦ୍ୱରେ ପଡିଗଲେ କଣ କରିବେ କେମିତି ବାହାରିବେ ସେମାନେ ଡେଭଲପ ହେଇଥାଏ। ଯୋଉଟା କି ପୋଷ୍ଟ କନଭେନସନାଲ ମୋରାଲିଟି କି ବୁଝଉଛି ଏବେ ଡିସ୍କସ କରିକି ଆସିଲି। ତାପରେ ହେଲା ଫ୍ୟାକ୍ଟର ନ୍ୟୁଟ୍ରିସନ ମୋରାଲ ଡେଭଲପମେଣ୍ଟ କଣ କଣ ଫ୍ୟାକ୍ଟର ଯେମିତି କି ପ୍ୟାରେଣ୍ଟିଂ ଆଣ୍ଡ ଫ୍ୟାମିଲି ଏନଭାରନମେଣ୍ଟ ଯଦି ଠିକ ନ ରହିବ ସେତେବେଳେ ସେମାନେ ମୋରାଲିଟି ଡେଭଲପ ହବନି। ତାପରେ ପିୟର ଇନଫ୍ଲୁଏନ୍ସ ଯଦି ସାଙ୍ଗସାଥି ତାଙ୍କୁ ସପୋର୍ଟ ଦେବେନି କୋଅପରେଟ କରିବେନି ସେ ଜାଗାରେ ସେମାନେ ପ୍ରୋବ୍ଲେମ ଫେସ କରିବେ। ତାପରେ କଲଚର ବା ସୋସାଇଟି ଭ୍ୟାଲୁ ଯଦି ଠିକ ନଥିବ ସେମାନେ ସଫର କରିଥାନ୍ତି। ସେ ଫ୍ୟାକ୍ଟର ଗୁଡାକ ତାଙ୍କୁ ଇନଫ୍ଲୁଏନ୍ସ କରିଥାଏ ମାନେ ପ୍ରଭାବ କରିଥାଏ। ଯଦି ଭଲ ଥିବ ସେ ଫ୍ୟାକ୍ଟର ଗୁଡାକ ତାମାନେ ତାଙ୍କୁ ଆଗକୁ ବଢେଇଥାଏ। ତ ଆଶା କରୁଛି ମୋରାଲ କନସେପ୍ଟ ବୁଝିପାରିଥିବେ। ଏଠି ଆପଣ କନକ୍ଲୁଜନ ଅଛି ନିଜେ ଡିରାଇଭ୍ କରିବାକୁ ଚେଷ୍ଟା କରିବେ। ତାପରେ ଆମେ 7 ନମ୍ବର କ୍ୱେଶ୍ଚନ ଜାଣିବା। ରାଇଟ୍ ଦ ଲାଙ୍ଗୁଏଜ ଡେଭଲପମେଣ୍ଟ ଡ୍ୟୁରିଂ ଚାଇଲ୍ଡହୁଡ। ଚାଇଲ୍ଡହୁଡରେ କିପରି ଲାଙ୍ଗୁଏଜ ଡେଭଲପମେଣ୍ଟ ହବ। ତ ଲାଙ୍ଗୁଏଜଟା ଗୋଟେ ବେସିକ ଜିନିଷ ଯୋଉଟା ଚାଇଲ୍ଡହୁଡ ହିଁ ଡେଭଲପ ହେଇଥାଏ 5 ବର୍ଷ ପର୍ଯ୍ୟନ୍ତ। ନମ ଚମ୍ସ୍କି କହିଛନ୍ତି ଏ କଥା। ତାମାନେ ଆମେ ଜାଣିଛନ୍ତି 5 ବର୍ଷ ପର୍ଯ୍ୟନ୍ତ ଲାଙ୍ଗୁଏଜ ଏକୁଜିସନ ଡିଭାଇସ କାମ କରେ। ସେ ସମୟରେ ପିଲାଙ୍କୁ ଯାହା ବି ସେ ଲାଙ୍ଗୁଏଜରେ କଥା କହିବେ ସେ ଶିଖିଯିବେ। ତ ସେ ଲାଙ୍ଗୁଏଜ ହଉଛି ଗୋଟେ ସ୍କିଲ୍। ହଁ ତ ଭୋକାବୁଲାରୀ ଗ୍ରାମାର ଫୋନୋଲୋଜି ବା ସାଉଣ୍ଡ ଅଫ ଲାଙ୍ଗୁଏଜ ସିଣ୍ଟାକ୍ସ ସେଣ୍ଟେନ୍ସର ଷ୍ଟ୍ରକ୍ଚର ଜାଣିବା ୱାର୍ଡର ମିନିଂ ଜାଣିବା ଏ ସବୁ ଗୁଡାକ ପିଲାମାନେ ଏଇ ଲାଙ୍ଗୁଏଜ ଡେଭଲପମେଣ୍ଟ ଦ୍ୱାରା ଶିଖିଥାନ୍ତି। ତ ପ୍ରଥମେ ତ ଇନ ଡେପ୍ଥ ଏକ୍ସପ୍ଲୋରେସନ କରିବାକୁ ଗଲେ ଲାଙ୍ଗୁଏଜ ଡେଭଲପମେଣ୍ଟ ଡ୍ୟୁରିଂ ଚାଇଲ୍ଡହୁଡରେ ଆମେ ଜାଣିବା କିପରି ନା ପ୍ରଥମ ହଉଛି ପ୍ୟାରେଣ୍ଟାଲ ଏଣ୍ଡ ଆର୍ଲି ଫାଉଣ୍ଡେସନ ଲାଙ୍ଗୁଏଜଟାକୁ ଆମେ କହୁଛନ୍ତି। ତ ପ୍ୟାରେଣ୍ଟସ କଣ କରିବା ଦରକାର ଏଇ ସମୟରେ ପ୍ୟାରେଣ୍ଟର ରୋଲଟା ଭୂମିକା ଆର୍ଲି ଚାଇଲ୍ଡହୁଡରେ ନିହାତି ଦରକାର। ପ୍ରିନାଟାଲ ବା ଆର୍ଲି ଫାଉଣ୍ଡେସନ ଲାଙ୍ଗୁଏଜରେ ଆମେ କହୁଛନ୍ତି। ଯେମିତିକି ଫେଟାଲ ହିୟରିଂ ଆଟ୍ ଦ ଆରାଉଣ୍ଡ 25 ୱିକ୍ ଅଫ gestation ଫଏଟସ୍ ଯେତେବେଳେ ପିଲାଟି କଣ କରୁଛି ନା ପିଲାଟି ଯେତେବେଳେ ମା ପେଟରେ ରହୁଛି ସେତେବେଳେ କଣ କରୁଛି ନା 25 ୱିକ୍ ଭିତରେ ସେ କଣ କରୁଛି ନା କୋଉ ଜିନିଷକୁ ସେ ମେହସୁସ କରିପାରୁଛି। ଫଏଟସ୍ କ୍ୟାନ୍ ହିୟର ଦ ସାଉଣ୍ଡ। ଫଏଟସ୍ କଣ କରିପାରେ ହିୟର ଦ ସାଉଣ୍ଡ ଆଣ୍ଡ ଏକ୍ସଟର୍ନାଲ ଏନଭାୟରନମେଣ୍ଟ ଇନକ୍ଲୁଡ ଦ ମଦର ଭଏସକୁ ସେ ଶୁଣି ପାରିଥାଏ। And study the suggests that babies may start to recognize the mother's voice and other familiar sounds before the birth। birth ହେବା ପୂର୍ବରୁ ସେମାନେ ଶୁଣି ପାରିଥାନ୍ତି। This early exposures of speech sound and prepares the language acquisition after birth ପରେ ସେମାନେ ଲାଙ୍ଗୁଏଜ ଏକ୍ୱିଜିସନଟା କରିପାରୁଥାଏ। ଯେମିତି ଆମେ କହୁଛନ୍ତି କଣ ଆମେ ମହାଭାରତର ଆପଣ କାହାଣୀ ଜାଣିଥିବେ। ହଁ ତ ସେଇ କାହାଣୀରେ ଆପଣ ଜାଣିଥିବେ ଯେତେବେଳେ ଆମର ଅର୍ଜୁନ
ଯେତେବେଳେ କୌଣସି ତାଙ୍କର ପୁଅ ଯେତେବେଳେ ମା ପେଟରେ ଥିଲେ, ସେତେବେଳେ ସେ ଗୋଟେ କାହାଣୀ କିପରି ଆମର ଯୋଉ ଯୁଦ୍ଧରୁ କିପରି ସେମାନେ ଯେମିତି ଆମେ କହୁଛନ୍ତି କୁରୁବଂଶ, ପାଣ୍ଡବଂଶ ଭିତରେ ଯୁଦ୍ଧ ହେଇଥିଲା। ସେତେବେଳେ ଅର୍ଜୁନର ପୁଅ କଣ କରିଥିଲା ନା, ମା ପେଟରେ ଥିଲାବେଳେ ସେ ଯୁଦ୍ଧର ରୁଲସ୍ ଗୁଡାକ ଶିଖିଥିଲା। ତ ଅଧା ଶିଖିଥିଲା। ଯେହେତୁ ସେ ପୁରା ଶିଖି ପାରିନଥିଲା, ସେଥିପାଇଁ ଅସୁବିଧାର ସମ୍ମୁଖୀନ ହେଇଥିଲା। ତ ଏଇ ବିଷୟରେ ଗୋଟେ କାହାଣୀ ଅଛି ମ୍ୟାଥୋଲଜିକାଲି ଆମେ ଜାଣିଛନ୍ତି। ତ ଏଇଭଳିଆ କନସେପ୍ଟ ଆମେ ଜାଣିଛନ୍ତି। ତେଣୁ ଏଠି ଆମର ଏଇଟା ବାୟୋଲୋଜିକାଲି ବା ସାଇଣ୍ଟିଫିକ ବି ପ୍ରୁଭ୍ ଅଛି ଯେ ପିଲା ଯେତେବେଳେ ଫୋଏଟେସରେ ରହୁଛି ସେମାନେ ଭଏସ୍ ଟାକୁ ଶୁଣିପାରନ୍ତି ମା ପେଟରେ। ତାପରେ ଆସିଲା ଆର୍ଲି ସେନ୍ସିଟିଭ୍ ସ୍ପିଚ୍ ଅଫ୍ ସାଉଣ୍ଡ ଯେତେବେଳେ ପିଲାଟି ନ୍ୟୁବର୍ନ ଅଛି, ସେମାନେ ଲାଙ୍ଗୁଏଜ ଟାକୁ ଶୁଣନ୍ତି। ଯେତେବେଳେ ଆପଣ ଯାହା କହିବେ ସେ ଆପଣଙ୍କ ଆଡିକି ଅନେଇବେ ହେଲା ରିଦିମରେ। ଏଗୁଡାକ ପ୍ରୋସେସ ରହୁଛି। ତାପରେ ଯେତେବେଳେ ଇନଫାନ୍ସିଆଲ 0 ଟୁ 2 ଇୟର ହେଲା ପ୍ରି ଲିଙ୍ଗୁଇଷ୍ଟିକ କମ୍ୟୁନିକେସନ ବାବଲିଂ ସେମାନେ ସବୁ ଗୋଟେ କୋଇଂ ବା ବବଲିଂ କରୁଥିବେ ସେମାନେ ପିଲାମାନେ ଜାଣିଥିବେ। ଯେମିତିକି ପିଲା କାନ୍ଦିବା ହଉ, ଭର୍ବାଲ କମ୍ୟୁନିକେସନ, ନନ୍ ଭର୍ବାଲ କମ୍ୟୁନିକେସନ ଦବା, କୋଇଂ କୁଳୁକୁଳୁ ଶବ୍ଦ କରିବା, ଉ ଆ ଏମିତି ହବା ଏଗୁଡାକ। ବବଲିଂ ଫେଣ କାଢିବା ପାଟିରୁ, ହଁ, ବା, ବା, ଡା ଏମିତି କରି କହିବା, କଥା କହିବା। ଜଏଣ୍ଟ ଆଟେନସନ ସୋସିଆଲ କମ୍ୟୁନିକେସନ ଆପଣ ଡାକିଦେବେ ସେ 9 ରୁ 12 ମନ୍ଥ ଭିତରେ ପିଲା ଫୋକସ କରିବେ ଆପଣ ଆଟେନସନକୁ। ପଏଣ୍ଟିଂ କରିବେ ଡଗ୍ ଦେଖ ଡଗ୍ ସେ ଅନେଇବ ତାକୁ ଦେଖି ଖୁସି ହବ ହେଲା। ତାପରେ ଫାଷ୍ଟ ୱାର୍ଡ ସେ କହିବ ଦାଦା, ମାମା ଏଗୁଡାକ ବଲ ଏଗୁଡା ସବୁ କହିବା ଶିଖିବ। ତାପରେ ଟୋଡଲର ଯୋଉଟା ରହୁଛି 2 ରୁ 3 ବର୍ଷ ଭିତରେ ତାଙ୍କର ଭୋକାବୁଲାରି କଣ ରହୁଛି ନା ସେମାନେ ସେତେବେଳେ କଣ କରିବେ ରିପିଟଲି ଏକ୍ସପାଣ୍ଡ କରିବେ ଭୋକାବୁଲାରି। ହୁଁ, ସେ ସମୟରେ ସେମାନେ ଜିନିଷଟାକୁ କଣ କରନ୍ତି ସେମାନେ କହିବେ ଆଇ ୱାଣ୍ଟ ମିଲ୍କ ଏମିତି କରି କହିକି ସେ ବେଶୀ ନୁହେଁ ଅଳ୍ପ କଥା କହିକି ସେମାନେ କଣ କରିଥାଏ ସେଣ୍ଟେନ୍ସ ଟାକୁ ଛୋଟ ଆକାରରେ କହିବେ ଆଇ ୱାଣ୍ଟ କୁକିଜ ଆଇ ଏ ବିଗ ଟ୍ରକ୍ ଏମିତି କରି କଥା କହୁଥିବେ ଦେଖିବେ। ତାପରେ ସିଣ୍ଟାକ୍ସ ଆଣ୍ଡ ୱାର୍ଡ ଗୁଡାକ ଧୀରେ ଧୀରେ ସେ ଶିଖିଥାନ୍ତି। ପୁରା ଗ୍ରାମାଟିକାଲ ରୁଲ୍ସ ଭଲ ଭାବରେ ଶିଖିନଥାନ୍ତି, ଧୀରେ ଧୀରେ ଶିଖିବେ। ତାପରେ ଓଭର ଟେକ୍ସ ଇଏ ଓଭର ଆମର ଏକ୍ସଟେନସନ କଣ ଆମେ କହୁଛନ୍ତି ନା ଯେତେବେଳେ ସେମାନେ ଟୋଡଲର ମେ ବି ଏରର ଇନ ଦ ୱାର୍ଡ ସେମାନେ ଏରର ୱାର୍ଡ କରିବେ ସେତେବେଳେ ଆମେ ତାକୁ ଭୁଲ କହିବାନି, ତାକୁ ଜଷ୍ଟ ଶିଖେଇବା। ଯଦି ଓଭର ଏକ୍ସଟେନସନ କରିବା ସେମାନେ ୱାର୍ଡ ଶିଖିପାରିବେ ନାହିଁ। ତାପରେ ପ୍ରୋନାଉନ୍ସିଏସନ ଆଣ୍ଡ ଫୋନୋଲୋଜି ବି ସେମାନଙ୍କର ଭୁଲ ଥାଏ ସେଇ ସମୟରେ। ସେମାନେ ଭୁଲ କହୁଥିବେ ବା ଥଙ୍ଗେଇ କହୁଥିବେ ଦେଖିବେ ଏଇଭଳିଆ ପ୍ରୋବ୍ଲେମ ଦେଖାଯାଇଥାଏ। ତାପରେ ପ୍ରିସ୍କୁଲ ଇୟରରେ କଣ ହଉଛି ନା ରିଫାଇନମେଣ୍ଟ ଅଫ ଗ୍ରାମାର ଆଣ୍ଡ କମ୍ୟୁନିକେସନ ସ୍କିଲ ଡ୍ୟୁରିଂ ଦ ପ୍ରିସ୍କୁଲ ଇୟରରେ। ତ ପିଲାମାନେ ଗ୍ରାମାଟିକାଲ ଜିନିଷଟାକୁ ଶିଖିଥାନ୍ତି, ଯେମିତି କମ୍ପ୍ଲେକ୍ସ ସେଣ୍ଟେନ୍ସ ଗୁଡା ଶିଖିଥାନ୍ତି ସେଇ ବୟସରେ। ପାଷ୍ଟ ପ୍ରେଜେଣ୍ଟ ଟେନ୍ସ ଆଣ୍ଡ ଫ୍ୟୁଚର ଟାଇମ ଗୁଡା ଶିଖିଥାନ୍ତି। ପ୍ରାଗ୍ମାଟିକ ସୋସିଆଲ କମ୍ୟୁନିକେସନ ଶିଖିଥାନ୍ତି, ସୋସାଇଟି କିପରି କାହାକୁ କେମିତି କଣ କଥାବାର୍ତ୍ତା କରିବା। ଷ୍ଟୋରି ଟେଲିଂ ନେରେଟିଭ ସ୍କିଲ ତାଙ୍କର ଥାଏ, ଗପ ଗୁଡାକ ଆରାମସେ କହିଦେବେ, ରାଇମ୍ସ ଗୁଡାକ ଆରାମସେ କହିଦେବେ। ଅଣ୍ଡରଷ୍ଟାଣ୍ଡିଂ ଦ ହ୍ୟୁମର ଆଣ୍ଡ ଫିଗରେଟିଭ ଲାଙ୍ଗୁଏଜ କୋଉଟା ଆମେ ଜାଣୁଛନ୍ତି ଫିଗରେଟିଭ ଲାଙ୍ଗୁଏଜ କୋଉଟା ଆମ ପାଇଁ ଦରକାର, କୋଉଟା ଜୋକ୍ ସେଗୁଡାକ ସେମାନେ ବୁଝିପାରନ୍ତି। ତାପରେ ହେଲା ଆର୍ଲି ସ୍କୁଲ ଏଜରେ ଯୋଉଟା କି ମାଷ୍ଟରୀ ଅଫ କମ୍ପ୍ଲେକ୍ସ ସେଣ୍ଟେନ୍ସ ଆଣ୍ଡ ରିଫାଇନମେଣ୍ଟ ଅଫ ଦ ପ୍ରାଗମାଟିକ୍ସ। ତାମାନେ କଣ କହୁଛି ନା ଏଇ ସମୟରେ ପିଲାମାନେ ଷ୍ଟୋରିଂ ଏବିଲିଟି ଥାଏ, ତାପରେ ତାକୁ ସେ ଲେଖିକି ପରିପ୍ରକାଶ କରିପାରିବେ। ଯେମିତିକି ଆଡଭାନ୍ସ ଇନ ସେଣ୍ଟେନ୍ସ ଷ୍ଟ୍ରକ୍ଚରରେ ସେ ବହୁତ ଆଡଭାନ୍ସ ହେଇଯାଇଥିବେ ସେଇ ସମୟରେ। ଇନକ୍ରିଜ ଇନ ଭୋକାବୁଲାରି ବହୁତ ଆଡଭାନ୍ସ ହେଇଯାଇଥିବେ। ତାପରେ ମେଟା ଲିଙ୍ଗୁଇଷ୍ଟିକ ଆୱାରନେସ ସେମାନେ ଲିଙ୍ଗୁଇଷ୍ଟିକ କ୍ଷେତ୍ରରେ ବହୁତ କିଛି ୱାର୍ଡ ଦେଇ ମିନିଂ ସେମାନେ ବୁଝିପାରିବେ ଆଉ ଲେଖିକି ଦେଇପାରିବେ। ରିଫାଇନମେଣ୍ଟ ପ୍ରାଗ୍ମାଟିକ ସ୍କିଲ ଚିଲଡ୍ରେନ ମାନେ ବହୁତ ଜିନିଷକୁ ବୁଝିପାରନ୍ତି ଆଉ ସେମାନେ ଆପ୍ରିସିଏଟ ବି କରନ୍ତି ଆଉ ରୁଲ୍ସକୁ ବୁଝିପାରନ୍ତି। ତାପରେ କନଭର୍ସନରେ କନଭର୍ଟ କରିପାରନ୍ତି ହେଲା। ତ ଏଇଗୁଡାକ ସବୁ କନସେପ୍ଟ ଯାଉଛି। ତାପରେ ହଉଛି ଫ୍ୟାକ୍ଟର ଇନଫ୍ଲୁଏନ୍ସିଂ ଦ ଲାଙ୍ଗୁଏଜ ଡେଭଲପମେଣ୍ଟ ପାଇଁ କୋଉ ଫ୍ୟାକ୍ଟର ଗୋଟେ ଅଛି ବାୟୋଲୋଜିକାଲ ଫ୍ୟାକ୍ଟର ରହୁଛି। ବାୟୋଲୋଜିକାଲ ଫ୍ୟାକ୍ଟର ଇନଫ୍ଲୁଏନ୍ସ କରିଥାଏ। ଜେନେଟିକ ଫ୍ୟାକ୍ଟର ଯୋଉଟା କୁହାହଉଛି, ଯଦି ପ୍ୟାରେଣ୍ଟସଙ୍କର ଜିନ୍ ଫ୍ୟାକ୍ଟର ଥିବ ପିଲା ଡେଭଲପ ହବ। ସୋସିଆଲ ଇଣ୍ଟରାକ୍ସନ ବି ଥାଏ କେୟାର ଗିଭର ମାନଙ୍କ। କଲଚରାଲ ଏନଭାରମେଣ୍ଟ ବି ଥାଏ ପରିପାରିପାର୍ଶ୍ୱିକ। ତାପରେ କଗ୍ନିଟିଭ ଡେଭଲପମେଣ୍ଟ ବି ଥାଏ ବୌଦ୍ଧିକ। ତାପରେ ଏନଭାରମେଣ୍ଟାଲ ଫ୍ୟାକ୍ଟର ବି ଥାଏ। ତ ଏଇଗୁଡାକ ସବୁ ଅଛି ଫ୍ୟାକ୍ଟର ଗୁଡାକ ଯାହା ଦ୍ୱାରା ପିଲାମାନଙ୍କର ଆମେ କଣ ଲାଙ୍ଗୁଏଜ ଡେଭଲପମେଣ୍ଟ କରିପାରୁଛନ୍ତି। ତ ଏଠି କନକ୍ଲୁଜନ ରହିଛି, ନିଜେ ଡିଜାଇନ କରିବାକୁ ଚେଷ୍ଟା କରିବେ। ତାପରେ ଆମେ ଜାଣିବା କଣ ନା ରାଇଟ୍ ଦ ଇମ୍ପୋର୍ଟାନ୍ସ ଅଫ ଚିଲଡ୍ରେନ ଇନ ଦ ଡିଫରେଣ୍ଟ ସୋସିଓ କଲଚରାଲ କଣ୍ଟେକ୍ସ। ତ ପିଲାମାନେ ଯେତେବେଳେ ଡିଫରେଣ୍ଟ ସୋସିଆଲ କଲଚରାଲ ଥାନ୍ତି ତାଙ୍କ ଭିତରେ କଣ ଡେଭଲପମେଣ୍ଟ ଆସିଥାଏ, କଣ କିପରି ବିକାଶ କରିବେ, କିପରି ବିଲିଭ କରିବେ, ଏଇ କନସେପ୍ଟ ଗୁଡା ସବୁ ଏଠି ଲେଖା ହେଇଛି, ଆରାମସେ ପଢିକି ବୁଝିପାରିବେ ଭିଡିଓ ପଜ କରିକି। ତ ସୋସିଓ କଲଚରାଲରେ ନିଜର ଭୂମିକା କଣ, କିପରି ନିଜେ ପରସିଭ କରିବେ ରୁଲ୍ସ ଗୁଡାକ, ହଁ, ନିଜକୁ କିପରି ଗଢି ତୋଳିବେ, ଏଗୁଡାକ ଆମ ପିଲାମାନଙ୍କୁ ଶିଖିବା ଦରକାର। ପ୍ରଥମତଃ ଫ୍ୟାମିଲି ଏନଭାରନମେଣ୍ଟରୁ ଶିଖିବେ, ତାପରେ ଯାଇକି କମ୍ୟୁନିଟିରୁ ଶିଖିବେ ବା ସ୍କୁଲରୁ ଶିଖିବେ। ପ୍ରଥମେ ତ ରହିଛି କଣ ନା କଲଚରାଲ କନସେପସନ ଆଣ୍ଡ ଚାଇଲ୍ଡ। ତ ପିଲାମାନଙ୍କୁ କଲଚରାଲ କନସେପ୍ଟ ଜଣିବା ଦରକାର, କୋଉଟା ଆମ କଲଚର କୋଉଟା ୱେଷ୍ଟର୍ଣ୍ଣ କଲଚର। ୱେଷ୍ଟର୍ଣ୍ଣ କଲଚରରେ କଣ ରହିଛି,
କୋଉଟା ସେ ଆମ ପାଇଁ ଠିକ୍, କୋଉଟା ଭୁଲ ଏଇଟା ଜଣେଇବା। ନନ୍ ୱେଷ୍ଟର୍ନାଲ କଲଚର ବିଷୟରେ ଜଣେଇବା, କୋଉଟା ଆମ ପାଇଁ ଇମ୍ପୋର୍ଟାଣ୍ଟ। ଇଣ୍ଡିଜିନିୟସ୍ ଆଣ୍ଡ ଟ୍ରାଇବାଲ ସୋସାଇଟି ବିଷୟରେ ଜଣେଇବା, ଆଦିବାସୀ ସମ୍ପ୍ରଦାୟ ବିଷୟରେ ଜଣେଇବା। ତାଙ୍କୁ ଜଣେଇବା ଦରକାର ଯେ କୋଉଟା ଠିକ୍, କୋଉଟା ଭୁଲ। ଆମର ଆଦିବାସୀ ସମ୍ପ୍ରଦାୟ କେତେ ଆମ ପାଇଁ ଆଞ୍ଚେଷ୍ଟର ସେମାନେ, ସେମାନେ ଆମ ପୂର୍ବଜ କେତେ, ତାଙ୍କ ଭିତରେ ବି କେତେ ପ୍ରଥା ରହିଛି ଏଗୁଡ଼ା ଆମେ ଜାଣିପାରିବା। ଫ୍ୟାମିଲି ଷ୍ଟ୍ରକ୍ଚର ଆଣ୍ଡ ରୋଲ୍ ଅଫ୍ ଚିଲଡ୍ରେନ୍, ଗୋଟେ ଫ୍ୟାମିଲି ଷ୍ଟ୍ରକ୍ଚରରେ ପିଲାଙ୍କର କଣ ଭୂମିକା ରହିଛି, ଯେମିତିକି ନ୍ୟୁକ୍ଲିୟର ଫ୍ୟାମିଲି ଭିତରେ କଣ କେତେ ସୁବିଧା ରହିବ ଫ୍ୟାମିଲି ଭିତରେ ପିଲାମାନଙ୍କ ପାଇଁ। ଏକ୍ସଟେଣ୍ଡେଡ ଫ୍ୟାମିଲି, ଯେତେ ଲାର୍ଜ ଫ୍ୟାମିଲି ଥିବ, ହଁ, ତାକୁ ଆମେ ପିଲାଙ୍କ ଭିତରୁ ସେ ବି ଜଣେଇବା ଦରକାର କିପରି ଆମକୁ ଚଳିବାର ଅଛି। ପାଟ୍ରିଆର୍କାଲ ଆଣ୍ଡ ମ୍ୟାଟ୍ରିଆର୍କାଲ ସୋସାଇଟି ବିଷୟରେ ଜଣେଇବାର ଅଛି। ପିତୃକୈନ୍ଦ୍ରିକ, ମାତୃକୈନ୍ଦ୍ରିକ ସୋସାଇଟି ଯୋଉଠି ଆମେ କହୁଛନ୍ତି। ପିଲାଙ୍କୁ ଜଣେଇବା ଦରକାର। ତାପରେ ଏଜୁକେସନ ଅନ୍ ସୋସିଆଲାଇଜେସନ ଅଫ ଚିଲଡ୍ରେନ, ଏଜୁକେସନ କଣ? ଏଜୁକେସନ ଗୋଟେ ଏମିତି ପ୍ରକ୍ରିୟା ଯୋଉଥିରେ ପିଲାମାନଙ୍କୁ ଆମେ ସାମାଜିକରଣରେ ଗଢି ତୋଳିବା, ସାମାଜିକରଣ କରିପାରିବା। ପିଲାମାନଙ୍କୁ ପ୍ରପର ଏଜୁକେସନ ଦବା, ଠିକ ଜିନିଷ ଶିଖେଇବା, ସେମାନେ ସାମାଜିକ ସ୍ତରରେ ଗଢି ତୋଳିବେ। ଯେମିତି ଫର୍ମାଲ ଏଜୁକେସନ ଆମେ ଦବା, ସ୍କୁଲକୁ ଡାକିକି ପାଠ ପଢେଇବା। ଇନଫର୍ମାଲ ଏଜୁକେସନ ଯୋଉଟା କି ଆମେ କୌଣସି ଜିନିଷକୁ ଡାଇରେକ୍ଟଲି ନ ଦେଇକି ଇନଡାଇରେକ୍ଟଲି ଆମେ ଦବା। ଯେମିତି ଆଡଭାଇସ ଦବା ବା ଆପଣ ଆଡ୍ ଦବା ଏଇ ମାଧ୍ୟମରେ। ତାପରେ ହଉଛି ସୋସିଆଲାଇଜେସନ ଇନଟୁ ଦ ଜେଣ୍ଡର ରୋଲ, ଆମେ ପୁଅ ଝିଅ ତାରତମ୍ୟତା ନ କରିକି ପାଠ ପଢେଇବା। କଲଚର ଭିତରେ ସମସ୍ତଙ୍କ ସମାନ ଅଧିକାର ଅଛି ଜଣେଇବା। ତାପରେ କଲଚର ଅଫ ସୋସିଆଲାଇଜେସନ, ସୋସିଆଲାଇଜେସନ ଭୂମିକା ବହୁତ ହି ଗୁରୁତ୍ୱପୂର୍ଣ୍ଣ। ପିଲାମାନଙ୍କୁ ଆମେ ଶିଖେଇବା କିପରି ଆମେ ସମାଜରେ ଠିକ ଭାବରେ ରହିବା, ହାରମୋନି ରହିବା, କୌଣସି ଆମେ କାହା ସହିତ ଡିଷ୍ଟର୍ବାନ୍ସ ନ କରି କିପରି ଠିକ ଭାବରେ ରହିବା ଏଇଟା ଜଣେଇବା। ତାପରେ ଚିଲଡ୍ରେନ ରାଇଟ୍ସ ଆଣ୍ଡ ସୋସିଆଲ ଜଷ୍ଟିସ, ପିଲାମାନଙ୍କ ପାଇଁ ଆମେ ଏଜୁକେସନ ଜଷ୍ଟିସ ରହିଛି, କୌଣସି ପ୍ରକାର ପିଲାମାନଙ୍କୁ ଆମେ ଆବ୍ୟୁଜ କରିପାରିବାନି, ଏକ୍ସପ୍ଲୋଇଟେସନ କରିପାରିବାନି, ନେଗଲେକ୍ଟ କରିପାରିବାନି। ଆମେ ପିଲାମାନଙ୍କ ସୁବିଧା ଅନୁସାରେ ଯିବା। ତାପରେ ଗ୍ଲୋବାଲ ଏଫର୍ଟ ବି ପିଲାଙ୍କ ପାଇଁ ରହିଛି, ଯୋଉଟାକି ଆମେ କହୁଛନ୍ତି କନଭେନସନ ଅନ ଦ ରାଇଟ୍ ଆଣ୍ଡ ଅଫ ଚିଲଡ୍ରେନ, ଯୋଉଟା ୟୁଏନସିଆର, ଏଟା ବି ରହୁଛି ହେଲା। ତ ଏଇ ସବୁ ଜିନିଷ ରହୁଛି, ଏଇ ଜିନିଷକୁ ନେଇକି ଆମେ ଜାଣିବା। ତାପରେ ସୋସିଓ କଲଚରାଲ ଫ୍ୟାକ୍ଟର ଚିଲଡ୍ରେନ ରାଇଟ୍ସ ରହୁଛି, ସୋସିଓ କଲଚରାଲ ଫ୍ୟାକ୍ଟର୍ସ ରହୁଛି। ଯେମିତି ଆମେ ପିଲାମାନଙ୍କୁ ଉଚିତ ସମାଜରେ ସାମାଜିକ ଢାଞ୍ଚାରେ ଆମେ ଯଦି ଗଢିବା, ତାହେଲେ କୌଣସି କନଫ୍ଲିକ୍ଟ ରହିବ ନାହିଁ। ତାପରେ ଚିଲଡ୍ରେନ ଆଜ ଆକ୍ଟିଭ ପାର୍ଟିସିପେଣ୍ଟ ସୋସାଇଟି, ତାମାନେ ଆମେ ଜାଣିଛନ୍ତି ଚିଲଡ୍ରେନ ହଉଛନ୍ତି ଗୋଟେ ଗୋଟେ ଆକ୍ଟିଭ ପାର୍ଟିସିପେଣ୍ଟ ଇନ ସୋସାଇଟିରେ। ଯେମିତିକି ସେ କୌଣସି ସବୁ କ୍ଷେତ୍ରରେ ପାର୍ଟିସିପେଟରୀ ରୋଲ ନେଇଥାନ୍ତି। ଚାଇଲ୍ଡ ହଉଛି ଆଡଭୋକେସି ମୁଭମେଣ୍ଟ, କୌଣସି ଜିନିଷକୁ ସୋସିଆଲି ଜଷ୍ଟିସ କରିପାରିବେ ଯଦି ସେ ପିଲାଟି ଛୋଟବେଳୁ ସେ ସବୁ ଜିନିଷ ଶିଖୁଛି। ତାପରେ ବୟସ ହେଲା ପରେ ସମାଜକୁ ଭଲ ଭାବରେ ଗଢି ତୋଳି ପାରିବ। ତ ଇଏ ହଉଛି ସୋସିଓ କଲଚରାଲ କଣ୍ଟେକ୍ସଟ। ଏଠି ଆପଣଙ୍କର କନକ୍ଲୁଜନ ରହିଛି, ନିଜେ ଡିରାଇଭ୍ କରିବାକୁ ଚେଷ୍ଟା କରିବେ। ତାପରେ ନେକ୍ସଟ କ୍ୱେଶ୍ଚନ କୁ ଆସିବା। ଆମର ନେକ୍ସଟ କ୍ୱେଶ୍ଚନ ଅଛି, ହ୍ୱାଟ ଇଜ ସୋସିଆଲାଇଜେସନ, ରାଇଟ ଦ ଡିଫରେନ୍ସ ମେଥଡ ଅଫ ପ୍ରୋସେସ। ତ ସୋସିଆଲାଇଜେସନ ଏକା ଜିନିଷ, ସୋସିଆଲ କଣ୍ଟାକ୍ଟ, ଏଇ ସୋସିଆଲାଇଜେସନ ଏକା ଜିନିଷ, କିପରି ଆମେ ସୋସାଇଟିକୁ ଆମେ ନର୍ମସ ଆଉ ଷ୍ଟ୍ରକ୍ଚରକୁ ଫଲୋ କରି କିପରି ହାରମୋନି ଭାବରେ ସୋସାଇଟିରେ ବଞ୍ଚିବା ଆଉ ସମସ୍ତଙ୍କୁ କୋଅପରେଟ କରିପାରିବା, ଏଇ ଜିନିଷଟା ହଉଛି ସୋସିଆଲାଇଜେସନ। ତାମାନେ ଇମ୍ପୋର୍ଟାନ୍ସ ଅଫ ସୋସିଆଲାଇଜେସନ କଣ? ନା ଆମର ସୋସିଆଲାଇଜେସନ ଡେଭଲପ ଅଫ ଦ ଇଣ୍ଡିଭିଜୁଆଲକୁ ସବୁବେଳେ ଡେଭଲପ କରିଥାଏ ସୋସାଇଟି। ଇଟ୍ ହେଲ୍ପ ଟୁ ସେଭ୍ ଦ ୱିଥିଙ୍ଗ feeling and behave of different situation କିପରି behave କରିପାରିବା। It contribute to the formation of our social identity and acquisition and skill necessary to interact with other, କିପରି ଆମେ interact କରିପାରିବା other ସହିତ। and additionally socially ensure continuity and cultural transmitted values and beliefs, କିପରି ଆମେ ନିଜରୁ ଆଉ ମାନେ ପରବର୍ତ୍ତୀ ପିଢି କତିକି ଆମେ ଟ୍ରାନ୍ସଫର କରିପାରିବା। ଏଇ ହଉଛି ଇମ୍ପୋର୍ଟାନ୍ସ ଅଫ ସୋସିଆଲାଇଜେସନ। ତ ଉଚିତ ସମାଜ ଗଠନ କରିଲେ ଆମେ ପିଲାମାନଙ୍କୁ ସୁମାର୍ଗ ଦେଖେଇ ପାରିବା ଏବଂ ତାଙ୍କ ଭିତରେ କଲଚର, ଟ୍ରାଡିସନକୁ ଭରି ପାରିବା। ତ ଏଇ ସବୁ ଆପଣଙ୍କର ସାମାଜିକରଣ ପ୍ରକ୍ରିୟାକୁ ବୁଝାଇଥାଏ। ତ ସୋସାଇଟି ଇନଫ୍ଲୁଏନ୍ସ ବାଇ ଭେରିୟସ୍ ଏଜେଣ୍ଟ ଲାଇକ୍ ଫ୍ୟାମିଲି, ପିୟର୍ସ, ଏଜୁକେସନ, ମିଡିଆ ଆଣ୍ଡ ବ୍ରୋଡର ସୋସାଇଟାଲ ରେଷ୍ଟ୍ରିକ୍ସନକୁ ବୁଝାଉଛି। ଡିଫରେଣ୍ଟ ମେଥଡ ଅଫ ସୋସିଆଲାଇଜେସନ କଣ ଅଛି? ପ୍ରଥମତଃ ଫ୍ୟାମିଲି ସୋସିଆଲାଇଜେସନ ଦରକାର। ଯେମିତିକି ଫ୍ୟାମିଲିକୁ ଆମେ କେମିତି ସୋସିଆଲାଇଜ କରିପାରିବା, ଭଲ ଫ୍ୟାମିଲିଟେ ଗଠନ କରିବା, ଫ୍ୟାମିଲିକୁ ଦେଖିକି ପାଖ ଫ୍ୟାମିଲି ବି ଡେଭଲପ ହେଇପାରିବ। ଯେମିତି ଫର୍ମାଲ ସୋସିଆଲାଇଜେସନ ରହୁଛି, ନର୍ମ ଭ୍ୟାଲୁ ଫ୍ୟାମିଲି ଭିତରେ ଆମେ ମେଣ୍ଟେନ କରିବା। ଫ୍ୟାମିଲିର ସମସ୍ତ ମେମ୍ବର ଏଜୁକେଟେଡ ଥିବା ଦରକାର। ଇନଫର୍ମାଲ ସୋସିଆଲାଇଜେସନ ବି ରଖିବା ଦରକାର ହେଲା। ତାପରେ ଇମୋସନାଲ ସୋସିଆଲାଇଜେସନ ବି ରଖିବା ଦରକାର। ତାପରେ ସମସ୍ତଙ୍କର ଟ୍ରଷ୍ଟ ରଖିବା, ଏମ୍ପାଥି ଦେବା, ଏଇଟା ହଉଛି ନା ଆମେ କଣ କହୁଛନ୍ତି ନା ଇମୋସନାଲ ସୋସିଆଲାଇଜେସନ। ତାପରେ ପିୟର ସୋସିଆଲାଇଜେସନ, ସାଙ୍ଗସାଥି ଭିତରେ ଆମେ ରହୁଛନ୍ତି, ପିୟର ଇନଫ୍ଲୁଏନ୍ସ ହବା ଦରକାର। କିଏ ଭଲ ସାଙ୍ଗ, ତା କଥାବାର୍ତ୍ତା ଭଲ, ତା କଥାବାର୍ତ୍ତାକୁ ଫଲୋ କରିବା ଦରକାର। ଯେମିତିକି ଆମେ ଗୋଟେ ଭଲ ଏକାଡେମିକ ସକ୍ସେସ ଆଣିବା ଦରକାର, ଯୋଉ ପାଠ ପଢୁଛନ୍ତି ସେଥିରେ ସକ୍ସେସ ହବା ଦରକାର, ଏଟା ବୁଝଉଛି। ତାପରେ ସୋସିଆଲ ସ୍କିଲ୍ ଆଣ୍ଡ ଡେଭଲପମେଣ୍ଟ, ଆମ ପାଖରେ ଥିବା ସାମାଜିକ ସ୍କିଲ୍ ଗୁଡାକ, କାହା ସହିତ କିପରି କଥା କରିବା, କୋଅପରେସନ କରିବା, ନେଗୋସିଏଟ କରିବା, ଆମର ଦ୍ୱନ୍ଦ୍ୱକୁ ଆମେ ସମାଧାନ କରିପାରିବା, ଯୋଉଟାକୁ ଆମେ କହୁଛନ୍ତି କନଫ୍ଲିକ୍ଟ ରିଜଲ୍ୟୁସନ, ସେଟାକୁ ଆମେ ବୁଝିବା।
ତାପରେ ଆସିଲା ଏଜୁକେସନାଲ ସୋସିଆଲାଇଜେସନ ଆମେ କାହାକୁ କହିବା? ନା ସ୍କୁଲ ଆଣ୍ଡ ଫ୍ରମ୍ ଦ ପ୍ରି ସ୍କୁଲ ଥ୍ରୋ ଦ ହାୟର ଏଜୁକେସନ ଆର୍ ଏସେନ୍ସିଆଲ ଇନ୍ ସେପିଂ ଦ ଇଣ୍ଡିଭିଜୁଆଲ ସୋସିଆଲ ଆଇଡେଣ୍ଟିଟି। ତ ଏ କ୍ଷେତ୍ରରେ ସୋସିଆଲ ଆଇଡେଣ୍ଟିଟି ନିହାତି ଆବଶ୍ୟକୀୟ। ତ ପିଲାମାନଙ୍କୁ ଆମେ ଫର୍ମାଲ ଏଜୁକେସନ ନିହାତି ଦବା ଦରକାର। ଏଜୁକେସନ ତାପରେ ହିଡେନ କରିକୁଲମ ବହୁତ କିଛି ରଖିବା ଦରକାର ସ୍କୁଲ ଭିତରେ। ପିଲାମାନେ କନଭରସେସନ କରିବା ଦରକାର, ପିଲାମାନଙ୍କୁ ଅବଜର୍ଭ କରିବା ଦରକାର, ଯାହାଦ୍ୱାରା ପିଲାମାନଙ୍କୁ ଡିସିପ୍ଲିନ, କମ୍ପିଟିସନ ଏସବୁ ଶିଖେଇବା ଦରକାର। ତାପରେ ପିୟର ଇଣ୍ଟରାକ୍ସନ ସ୍କୁଲ ଭିତରେ ଥିବା ସାଙ୍ଗସାଥି ସହିତ କିପରି ଇଣ୍ଟରାକ୍ଟ କରିବେ, କିପରି କଥାବାର୍ତ୍ତା କରିବେ, କିପରି ସୁସମ୍ପର୍କ ରଖିବେ କ୍ଲାସମେଟ ସହିତ ସେଟାକୁ ଶିଖେଇବା ଦରକାର। ମିଡିଆ ଟେକ୍ନୋଲୋଜି ମାଧ୍ୟମରେ ଆମେ ପିଲାମାନଙ୍କୁ ଶିଖେଇବା ଦରକାର। ମାସ୍ ମିଡିଆରେ ଆମେ ଭଲ ଭଲ ଆଇଡିଓଲୋଜି ପର୍ସନଙ୍କ କଥାବାର୍ତ୍ତା ଶୁଣିବା ଦରକାର। ଯାହାଦ୍ୱାରା ପିଲାମାନେ ତାକୁ ଫଲୋ କରିବେ। ଏଇ ସବୁ ଜିନିଷ ଶିଖେଇବା ଦରକାର। ତାପରେ ସୋସିଆଲ ମିଡିଆରେ ବି ବହୁତ ଗୁରୁତ୍ୱପୂର୍ଣ୍ଣ ଅଛି। ଅନଲାଇନ କମ୍ୟୁନିକେସନ ମାଧ୍ୟମରେ ବି ପିଲାମାନଙ୍କୁ ଶିଖେଇ ପାରିବା। ବ୍ଲଗସ୍ ହଉ ଏ ମାଧ୍ୟମରେ। ତ ନେଗେଟିଭ ଜିନିଷ ଶିଖେଇଲେ ପିଲାମାନେ ନେଗେଟିଭ ଜିନିଷ ହିଁ ଶିଖିବେ। ସାମାଜିକରଣ ହେଇପାରିବ ନାହିଁ। ୱାର୍କ ପ୍ଲେସ୍ ଅଫ୍ ସୋସିଆଲାଇଜେସନ ଯୋଉଠି ଆମେ କାମ କରୁଛନ୍ତି, ପ୍ରୋଫେସନାଲ ନର୍ମସ୍ ଅଛି, ପ୍ରୋଫେସନାଲ ଏଥିକ୍ ଅଛି, କୋଡ୍ ଅଫ୍ କଣ୍ଡକ୍ଟ ଅଛି, ରୁଲ୍ସ ରେଗୁଲେସନ ଅଛି, ତାକୁ ଫଲୋ କରିବା ଦରକାର। ଲର୍ଣ୍ଣିଂ ଫ୍ରମ୍ ମେଣ୍ଟର୍ସ, ଆମର ଯିଏ ମେଣ୍ଟର୍ସ ଅଛନ୍ତି ବା ଆମ ସିନିୟର ଅଛନ୍ତି ତାଙ୍କ ପାଖରୁ ଜିନିଷ ଶିଖିବା ଦରକାର। ସୋସିଆଲ ଆଇଡେଣ୍ଟିଟି ୱାର୍କ ପ୍ଲେସରେ ସୋସିଆଲ ଆଇଡେଣ୍ଟିଟି ରହିବା ଦରକାର। କିଏ ଇଞ୍ଜିନିୟର, କିଏ ଟିଚର, କିଏ ଡକ୍ଟର, ନିଜର ପରିଚୟ ପତ୍ର ଦ୍ୱାରା ନିଜର ଭୂମିକା ଗୁରୁତ୍ୱପୂର୍ଣ୍ଣ, ନିଜର ଦାୟିତ୍ୱ ନିଜେ ତୁଲାଇବା ଦରକାର। ଏସବୁ ଜିନିଷ ରହିବା ଦରକାର। ରିଲିଜିୟସ୍ ଆଣ୍ଡ କଲଚରାଲ ସୋସିଆଲାଇଜେସନ ଆମେ କାହାକୁ କହୁଛନ୍ତି? ଯେତେବେଳେ ଆମେ କଲଚରାଲି ବା ରିଲିଜିୟନ କ୍ଷେତ୍ରକୁ ଯାଉଛନ୍ତି, ସେ କ୍ଷେତ୍ରରେ କଲଚରାଲ ପ୍ରାକ୍ଟିସ ଆମେ ଯୋଉ କଲଚର ପ୍ରାକ୍ଟିସ କରୁଛନ୍ତି, ସେଇଟାକୁ ଆମେ ଆମ ନିୟମ କାନୁନ କଣ ତା ମହତ୍ତ୍ୱ ବୁଝିବା ଦରକାର। ରିଲିଜିୟସ୍ ସୋସିଆଲାଇଜେସନ କଣ? ଯେଉଁ ରିଚୁଆଲ୍ସ ଫଲୋ କରୁଛନ୍ତି, ଯେଉଁ ଆମେ ପୂଜା ପର୍ବାଣୀ ଫଲୋ କରୁଛନ୍ତି, ତାକୁ ଆମେ ମାନିବା ଦରକାର। ଇଏ ହଉଛି କଣ? ଗୋଟେ ସୋସିଆଲାଇଜେସନ ପ୍ରୋସେସ। ତା ମାନେ ପ୍ରୋସେସ ଅଫ ସୋସିଆଲାଇଜେସନ କଣ? ନା ପ୍ରାଇମେରୀ ସୋସିଆଲାଇଜେସନ ଅଛି, ଯୋଉଟାକି ଆମେ କହୁଛନ୍ତି ସ୍କୁଲ ବା ପିଲାର ଫ୍ୟାମିଲିଟା ହଉଛି ପ୍ରାଇମେରୀ ସୋସିଆଲାଇଜେସନ। ପିଲାକୁ ଫ୍ୟାମିଲି ଦ୍ୱାରା ହିଁ ଆମେ ତ ପ୍ରଥମେ ସୋସିଆଲାଇଜେସନ କରିଥାନ୍ତି। ତାପରେ ହଉଛି ସେକେଣ୍ଡାରୀ ସୋସିଆଲାଇଜେସନ, ପିଲାଟି ସ୍କୁଲ ଯିବ, ସ୍କୁଲ ପିୟର ଗ୍ରୁପ ସାଙ୍ଗସାଥିଙ୍କ ସହିତ ମିଶିବ, ସେଇଟାକୁ ଆମେ କହୁଛନ୍ତି ସେକେଣ୍ଡାରୀ ସୋସିଆଲାଇଜେସନ। ତାପରେ ଟର୍ସିଆରୀ ସୋସିଆଲାଇଜେସନ ଆମେ କାହାକୁ କହୁଛନ୍ତି? ଯେତେବେଳେ ପିଲାଟି ଆଡଲ୍ଟହୁଡ ହେଲା, ତାପରେ ବଢିଗଲା, ତାପରେ ସେ କଣ କଲା? କ୍ୟାରିୟର କାଉନସେଲିଂ ପାଇଁ ସେ ଜବ୍ କଲା, ବାହାରକୁ ପଳେଇଲା, ତ ସେ ଜାଗାରେ ଗୋଟେ ଟର୍ସିଆରୀ ସୋସିଆଲାଇଜେସନ ଦେଖିଲା। ଆଣ୍ଟିସିପେଟରୀ ସୋସିଆଲାଇଜେସନ କଣ? ନା ଇଣ୍ଡିଭିଜୁଆଲ ଆଣ୍ଡ ପ୍ରିପେୟାର ଫର ଦ ରୋଲ ଫର ଦ ପୋଜିସନ। ଗୋଟେ ପୋଜିସନ ପାଇଁ ଆଉ ଗୋଟେ ରୋଲ ପ୍ଲେ କଲା। ଫ୍ୟୁଚରରେ କୌଣସି ଗୋଟେ ବଡ ବ୍ୟକ୍ତିତ୍ୱ ସାଧନ କରିପାରିବ, ସେ ବିଷୟରେ ସେଟାକୁ ଆଣ୍ଟିସିପେଟରୀ ସୋସିଆଲାଇଜେସନ କୁହାଯାଏ। ତାପରେ ରିସୋସିଆଲାଇଜେସନ, ଯେତେବେଳେ ସୋସିଆଲାଇଜେସନ ଅଛ ଆଉ ଗୋଟେ ସୋସିଆଲାଇଜେସନ ପ୍ରୋସେସକୁ ଆଡପ୍ଟ କରିବାକୁ ଚାହଁ, ନିଜ ଚେଞ୍ଜିଂ କ୍ୟାରିୟରଟାକୁ ଚେଞ୍ଜ କରିବାକୁ ଚାହୁଁଛ, ତମେ ଅଛ ଗୋଟେ ପ୍ରଫେସନ ଆଉ ଗୋଟେ ପ୍ରଫେସନକୁ ଯିବାକୁ ଚାହୁଁଛ, ଦ୍ୟାଟ ଇଜ ରିସୋସିଆଲାଇଜେସନ। ତ ଏଇ ହଉଛି ସୋସିଆଲାଇଜେସନ ପ୍ରକ୍ରିୟା। ଆପଣ ଆରାମସେ ବୁଝିପାରିଥିବେ। ଆଉ ଏଠି ରହିଛି ଆପଣଙ୍କର ନିଜେ ଡିରାଇଭ୍ କରିବାକୁ ଚେଷ୍ଟା କରନ୍ତୁ। ତାପରେ ଆମେ ଆସିବା 10 ନମ୍ବର କ୍ୱେଶ୍ଚନକୁ। ହ୍ୱାଟ ଇଜ କନଫ୍ଲିକ୍ଟ ରିଜଲ୍ୟୁସନ? ଦ୍ୱନ୍ଦ୍ୱକୁ କିପରି ଆମେ ସମାଧାନ କରିପାରିବା? ରାଇଟ୍ ଦ ଡିଫରେନ୍ସ ମେଥଡ ଅଫ କନଫ୍ଲିକ୍ଟ ରିଜଲ୍ୟୁସନ। କିପରି ଆମେ ଦ୍ୱନ୍ଦ୍ୱକୁ ସମାଧାନ କରିବା ପାଇଁ କଣ କଣ ପ୍ରଣାଳୀ ଅଛି ତାକୁ ଆମେ ଜାଣିବା। The conflict resolution process resolving the dispute or conflict by the meeting of needs of addressing concern with the practice involved। ତା ମାନେ ଯୋଉଠି କୌଣସି ପ୍ରୋବ୍ଲେମ ହେଇଛି ତାକୁ କିପରି ଆମେ ସମାଧାନ କରିବୁ ଫେୟାର ୱେରେ, ମ୍ୟୁଚୁଆଲ ଅଣ୍ଡରଷ୍ଟାଣ୍ଡିଂ ଦ୍ୱାରା ଆମେ ତାକୁ ଜାଣିବା ଦରକାର। ତାକୁ ଆମେ କନଫ୍ଲିକ୍ଟ କହିଥାନ୍ତି। ତ ଏଇ କନସେପ୍ଟଟା ଏଠି ରହିଛି ଅଲରେଡି। ଆପଣ ନିଜେ ଡିରାଇଭ୍ କରିବାକୁ ଚେଷ୍ଟା କରନ୍ତୁ ବା ଆପଣ ପଢିକି ବୁଝିବାକୁ ଚେଷ୍ଟା କରନ୍ତୁ। ଏଠି ଭିଡିଓ ପଜ କରିକି ପଢନ୍ତୁ। ତା ପ୍ରଥମେ ଆମେ ଜାଣିବା ଇମ୍ପୋର୍ଟାନ୍ସ ଅଫ କନଫ୍ଲିକ୍ଟ ରିଜଲ୍ୟୁସନ। କନଫ୍ଲିକ୍ଟ ରିଜଲ୍ୟୁସନ କରିବା ଫଳରେ କଣ ଆମକୁ ଇମ୍ପୋର୍ଟାନ୍ସ ମିଳୁଛି? ଗୋଟେ ଅଛି ପ୍ରିଭେଣ୍ଟ ଦ ଆକ୍ସିଲେରେସନ। ତା ମାନେ ଗୋଟେ ଆମକୁ ଗୋଟେ ଏମିତି ଗୋଟେ ପ୍ରକ୍ରିୟା ମିଳୁଛି ଯୋଉଠି ସମାଜରେ ଆଗକୁ ବଢିବା ପାଇଁ ସୁବିଧା ମିଳୁଛି। ପ୍ରମୋଟ ଦ ପଜିଟିଭ ରିଲେସନସିପ। ପଜିଟିଭ ରିଲେସନସିପ ସବୁବେଳେ ରହିବ ସମସ୍ତଙ୍କ ସହିତ। ଯଦି ଆମେ କନଫ୍ଲିକ୍ଟକୁ ଗୋଟେ ପର୍ସନ ଆଉ ଗୋଟେ ପର୍ସନ ଭିତରେ ଥିବା ଦ୍ୱନ୍ଦ୍ୱ ବା କୌଣସି ମାନେ ପ୍ରୋବ୍ଲେମକୁ ଯଦି ଆମେ ସଲ୍ଭ କରିଦଉଛନ୍ତି, ତାଙ୍କ ଭିତରେ ତ ସମାଧାନ ହେଇଗଲା। ତା ମାନେ ପଜିଟିଭ ରିଲେସନସିପ ରହିଲା। ତାପରେ ଏନକରେଜ ଦ କୋଅପରେସନ। ସମସ୍ତ ଭିତରେ କୋଅପରେସନଟା ରହିବ। ତାପରେ ଏନହାନ୍ସ ଦ ପ୍ରୋବ୍ଲେମ ସଲଭିଂ ସ୍କିଲ୍। ସବୁବେଳେ ପ୍ରୋବ୍ଲେମ ସଲଭିଂ ସ୍କିଲ୍ ଡେଭଲପ ହେଇଗଲେ ସବୁବେଳେ ପ୍ରୋବ୍ଲେମ ଗୁଡାକ ନିଜ ନିଜ ଭିତରେ ସଲ୍ଭ କରି ଚାଲିବେ। ମେଣ୍ଟେନିଂ ଅର୍ଗାନାଇଜେସନାଲ ଅର କମ୍ୟୁନିଟି ଷ୍ଟେବିଲିଟି ବି ପିଲାଙ୍କ ଭିତରେ ରହିବ। ଆଣ୍ଡ ଦ ମେଥଡ ଅଫ କନଫ୍ଲିକ୍ଟ ରିଜଲ୍ୟୁସନ। ବିଭିନ୍ନ ପ୍ରକାର ମେଥଡ ଅଛି, ଯେମିତି ନେଗୋସିଏସନ କରିବା, ସବୁବେଳେ ସମାଧାନ ଟିକେ ବାଟକୁ ନବା, ଡିସ୍ପ୍ୟୁଟ ନେଗୋସିଏସନ ହଉ ବା ଇଣ୍ଟିଗ୍ରେଟିଂ ନେଗୋସିଏସନ ହଉ। ଏ କ୍ଷେତ୍ରରେ ଆମେ ଯେମିତି ୱିନ୍ ଟୁ ଲସ୍ ହେଲେ ନେଗୋସିଏସନ କରିବାକୁ ପଡିବ, ୱିନ୍ ଟୁ ୱିନ୍ ହେଲେ ବି ଇଣ୍ଟିଗ୍ରେଟେଡ ନେଗୋସିଏସନ କରିବାକୁ ପଡିବ। ତାମାନେ ଆପଣ ଜିତିଗଲେ, ଜିତିଗଲିକି ଦେଖେଇବେନି। ଆପଣ ଜିତିଗଲେ ତ ଆଉ ଜଣଙ୍କୁ କଣ, ଯିଏ ହାରିବା ପାର୍ଟିକୁ ଆପଣ କଣ ଦେବେ? ନା ମାନେ ଆପଣ ତାକୁ କଣ ଦେବା ଦରକାର? ମାନେ ସାହସ ଦେବା ଦରକାର ବା ତାକୁ ଆମେ ମୋରାଲିଟି ଭାବରେ ଦୃଷ୍ଟିରୁ ଆମେ କହିବା ଦରକାର ଯେ କିଛି ଅସୁବିଧା ହେଇନି, ହାର ଜିତ ଲାଗିକି ରହିଛି। ଏଇଭଳିଆ ବୁଝାନ୍ତି ସବୁବେଳେ। ଡିଷ୍ଟ୍ରିବ୍ୟୁଟିଭ ନେଗୋସିଏସନ ୱିନ୍ ଟୁ ଲୁଜ୍ ଆଡିକି ଯେତେବେଳେ ଯାଆନ୍ତି।
ସେତେବେଳେ ଆମେ ତାକୁ ବୁଝାନ୍ତି। ତାପରେ ମେଡିଏସନ ଇନଭଲ୍ଭ ଦ ନ୍ୟୁଟ୍ରାଲ ଥାର୍ଡ ପାର୍ଟି ମେଡିଏଟର। ତାମାନେ ଯେତେବେଳେ କୌଣସି ଦିଟା ପାର୍ଟି ଭିତରେ ପ୍ରୋବ୍ଲେମ କ୍ରିଏଟ ହେଇଛି ବା କୌଣସି ପ୍ରୋବ୍ଲେମ ହେଇଛି, ତ ଥାର୍ଡ ପାର୍ଟି ଆସିକି ତାକୁ ପ୍ରୋବ୍ଲେମକୁ ସଲ୍ଭ କରିବାକୁ ଚେଷ୍ଟା କରେ। ତ ଏଇଟା କହୁଛି ଆଡଭାଣ୍ଟେଜ ମିଡିଏସନକୁ ଆମେ ବୁଝନ୍ତି, ଯାହାଦ୍ୱାରା ଦି ଜଣଙ୍କ ମନକୁ ମିଳାମିଶା କରିବାକୁ ଚେଷ୍ଟା କରନ୍ତି। ହ୍ୱେନ୍ ୟୁଜ ଅଫ ମିଡିଏସନ କେତେବେଳେ କରିବା? ଯେତେବେଳେ ଆପେକ୍ଷିକ ଦି ପକ୍ଷ ବୁଝି ନଥାନ୍ତି କଥାଟାକୁ। ତାପରେ ଆର୍ବିଟେରିଆନ କଣ ନା? ଆର୍ବିଟେରିଆନ ଇଜ ଦ ମୋର ଫର୍ମାଲ ପ୍ରୋସେସ ଅଫ imparting the third party and arbitrarian making the binding decision resolve the conflict unlike the mediation। ତାମାନେ ଆର୍ବିଟ୍ରାରୀ ମାନେ କଣ ନା? ଯେତେବେଳେ କୌଣସି ଏଟା ମିଡିଏଟର ରହିବ କିନ୍ତୁ ତା ଡିସିସନ ଟା ପ୍ରାୟୋରିଟି ଅଧିକ ରହିବ, କାହା ଡିସିସନ ଏଠି ଶୁଣାଯିବ ନାହିଁ। ହଁ, fact of argument preserving the party involved and decision by the arbitrary usually final and legal binding କୁ ବୁଝାଇଥାଏ। ଯେପରିକି ଆପଣଙ୍କର କୋର୍ଟରେ ଯେତେବେଳେ ଜଜ ଦିଅନ୍ତି, ହଁ, ସେଇଟାକୁ ବୁଝାଏ। ତ ଆଡଭାଣ୍ଟେଜେସ୍ ଅଫ ଆର୍ବିଟ୍ରାରୀ ତା ଦ୍ୱାରା କଣ ହୁଏ ନା? କନଫ୍ଲିକ୍ଟକୁ ରିଜଲ୍ଭ କରାଯାଏ ଆଉ ସେଇଠି ମ୍ୟାଟରକୁ ଡିସମିସ୍ କରାଯାଇଥାଏ। ହ୍ୱେନ୍ ୟୁଜ୍ ନା? ଯେତେବେଳେ କମନଲି ସିଚୁଏସନ ୱେୟାର ପାର୍ଟିଜ କ୍ୟାନ୍ ନଟ୍ ରିଚ୍ ଟୁ ଦ ଏଗ୍ରିମେଣ୍ଟ ଥ୍ରୋ ଦ ନେଗୋସିଏସନ ମିଡିଏସନ। ତାମାନେ ମିଡିଏଟର ଯେତେବେଳେ କଥା କହିବେ ସେତେବେଳେ କେହି ଶୁଣିବେନି, ସେତେବେଳେ କୋର୍ଟ କଚେରୀ ଯିବେ, ସେତେବେଳେ ଜଜମେଣ୍ଟ ଯାହା ଶୁଣାଇବେ ସେଇଟା କୁହାଯାଏ ଆର୍ବିଟ୍ରେରିଆନ କନଫ୍ଲିକ୍ଟ ରିଜଲ୍ୟୁସନ। ତାପରେ ଆସିଲା କୋଲାବରେସନ। ମିଳିମିଶିକି କିପରି କନଫ୍ଲିକ୍ଟ ରିଜଲ୍ୟୁସନ କରିବା କୋଅପରେଟିଭ ଦ୍ୱାରା। ନିଜ ନିଜ ଆପେକ୍ଷିକ ମାନେ ଆପୋଷ ବୁଝାମଣାରେ କିପରି, ଯୋଉଟାକି କୋଲାବରେଟିଭ ୱେରେ କିପରି ହବ। ତ ଷ୍ଟେପ୍ ଅଫ କୋଲାବରେଟିଭ କଣ? ଫାର୍ଷ୍ଟ ହଉଛି ଆଇଡେଣ୍ଟିଫାଇ କରିବା ପ୍ରୋବ୍ଲେମକୁ, ତାପରେ ଅଣ୍ଡରଷ୍ଟାଣ୍ଡ ଇଚ୍ ଅଦର, ନିଜକୁ ବୁଝିବା, ବ୍ରେନଷ୍ଟର୍ମ ସଲ୍ୟୁସନ, ନିଜ ଭିତରେ ଥିବା ପ୍ରୋବ୍ଲେମକୁ ସଲ୍ୟୁସ କରିବା ଦି ପାର୍ଟିକୁ, ଆଉ ଏଗ୍ରି ଅନ୍ ଦ ସଲ୍ୟୁସନ, ସଲ୍ୟୁସନକୁ ଏଗ୍ରି କରିଦବା। ଏଟାକୁ ବୁଝଉଛି କଣ ନା? ଆପଣଙ୍କର ଏଗ୍ରି ଅନ୍ ଦ ସଲ୍ୟୁସନ। ତାପରେ when to use the collaboration, କେତେବେଳେ ଆମେ କୋଲାବରେସନ କରିବା ନା? କୋଲାବରେସନ ଇଜ ଅଫେନ୍ ୟୁଜ୍ଡ ଇନ୍ ସିଚୁଏସନ ହ୍ୱେର ଦ ରିଲେସନସିପ ଇଜ ଇମ୍ପୋର୍ଟାଣ୍ଟ। ଯୋଉଠି ରିଲେସନଟା ଇମ୍ପୋର୍ଟାଣ୍ଟ, ସେଠି ଫ୍ୟାମିଲି ହଉ, କମ୍ୟୁନିଟି ହଉ, ଯେକୌଣସି ୱାର୍କ ପ୍ଲେସ ହଉ, ସେ ଜାଗାରେ ଆମେ କୋଲାବରେସନ କରିଥାନ୍ତି। ତାପରେ ଥିଲା କମ୍ପ୍ରମାଇଜ। କମ୍ପ୍ରମାଇଜ କଣ? ଯେତେବେଳେ ଆମେ କୌଣସି ଡିସ୍ପ୍ୟୁଟ ହେଇଥାଏ, ନିଜ ନିଜ ଭିତରେ ଗୋଟେ କମ୍ପ୍ରମାଇଜ, ନିଜେ ବୁଝିଯିବା, ସେଇଟାକୁ ବୁଝାଏ କମ୍ପ୍ରମାଇଜ। ଯେମିତିକି ଆଡଭାଣ୍ଟେଜ କମ୍ପ୍ରମାଇଜରେ କଣ ହୁଏ ନା? ସେଠି ଥାର୍ଡ ପାର୍ଟି ପଶିବନି, ନିଜ ନିଜ ଭିତରେ ବୁଝାମଣା ହେଇଯିବେ। when the use compromise କେତେବେଳେ କରିପାରିବା? ଯେଠି ସିଚୁଏସନାଲ କନଫ୍ଲିକ୍ଟ ରିଲେଟିଭଲି ମିରର ହୁଏ, ତାପରେ ନିଜ ଭୁଲଟାକୁ ଯେତେବେଳେ ନିଜେ ବୁଝିପାରିବେ, ସେତେବେଳେ କମ୍ପ୍ରମାଇଜ ହେଇଯାଏ। ତାପରେ ହେଲା ଆଭଏଡାନ୍ସ। ଆଭଏଡାନ୍ସ କଣ ନା? ଆଭଏଡାନ୍ସ ଯେତେବେଳେ କୌଣସି ପ୍ରୋବ୍ଲେମ ହବାର ଥିବ, ଆପଣ ଜାଣିବେ, ସେଠି ନିଜକୁ ଆଭଏଡ କରିନେବେ, ସେ ଜାଗାରେ ପ୍ରୋବ୍ଲେମ ହବ ନାହିଁ। when use ଆଭଏଡାନ୍ସ, ଯେତେବେଳେ ଆଭଏଡାନ୍ସ କେତେବେଳେ କରିବେ? ଯେତେବେଳେ କନଫ୍ଲିକ୍ଟ ହବାର ଚାନ୍ସେସ୍ ଥାଏ। ଆଉ ଡିସଆଡଭାଣ୍ଟେଜେସ୍ ଅଫ ଆଭଏଡାନ୍ସରେ କଣ ନା? ଆଭଏଡାନ୍ସ କଲେ ବି ବେଳେ ବେଳେ କନଫ୍ଲିକ୍ଟ ଆହୁରି ବଢିଯାଇଥାଏ। ତାପରେ ଆସିଲା ଏକୋମୋଡେଟିଂ କଣ? ଏକୋମୋଡେଟିଂ ଅଫ ଦ ପାର୍ଟି ଅଫ ୱାଇଲ୍ଡିଂ ଅନ୍ ଅଦର ଡିମାଣ୍ଡସ ଏଣ୍ଡ ଡିଜାୟାର ଦ ଅର୍ଡର ଅଫ ପ୍ରିଜର୍ଭ ରିଲେସନସିପ। ଯେତେବେଳେ ଏକୋମୋଡେଟିଂ ମାନେ କଣ? ଆଭଏଡ ଦ କନଫ୍ରଣ୍ଟେସନ। ତାମାନେ ଆମେ କହୁଛନ୍ତି ଗୋଟେ ୱାନ୍ ପାର୍ଟି, ଯୋଉ ଦି ଜଣଙ୍କ ଭିତରେ କୌଣସି ପ୍ରୋବ୍ଲେମ ହେଇଛି, ତ ଏକୋମୋଡେଟିଂ ଇନଭଲ୍ଭ ୱାନ୍ ପାର୍ଟି ଆଇଲ୍ଡିଂ ଟୁ ଦ ଅଦର ଡିମାଣ୍ଡ ଆଣ୍ଡ ଡିଜାୟାର ଦ ଅଦର ପ୍ରିଜର୍ଭ ରିଲେସନସିପ। ତାମାନେ ଅଲଗା ଜଣଙ୍କର ପ୍ରୋବ୍ଲେମ, ଧର ଦି ଜଣ ଭିତରେ ହେଇଛି, ଜଣଙ୍କ ଡିମାଣ୍ଡ ଅଛି, ଆଉ ଜଣେ ଆକ୍ସେପ୍ଟ କରୁନାହିଁ, କିନ୍ତୁ ଅଲଗା ଜଣେ କଣ କରୁଛି? ତା ଡିମାଣ୍ଡକୁ ଆକ୍ସେପ୍ଟ କରି କଣ କରୁଛି ନା? ଆ, ସେ କଣ କରୁଛି ନା? ଆକୋମୋଡେଟ କରିଦଉଛି, ତା କଥାଟାକୁ ମାନି ନଉଛି, ସେଇଟା କୁହାଯାଉଛି ଆକୋମୋଡେଟିଂ। ତାର ଆଡଭାଣ୍ଟେଜେସ୍ କଣ ରହୁଛି ନା? କନଫ୍ଲିକ୍ଟ ଏଇଠି ସଲ୍ଭ ହେଇଯାଏ, କାହିଁକିନା ଜଣେ ଆଉ ଜଣଙ୍କ କଥା ମାନି ନେଇଛି। ହ୍ୱେନ୍ ୟୁଜ୍ ଆକୋମୋଡେସନ, ଆମେ କେତେବେଳେ ତାକୁ ବ୍ୟବହାର କରିପାରିବା ନା? ଯେତେବେଳେ ଅଲଗା ଜଣେ ମାନୁନାହିଁ, ଆଉ ଜଣକୁ ମାନିବାକୁ ପଡିବ। ଡିସଆଡଭାଣ୍ଟେଜେସ୍ ବି ଅଛି, ଆଉ ଗୋଟେ ପାର୍ଟିର ଡିମାଣ୍ଡ ରହିଲା କିନ୍ତୁ ଆଉ ଗୋଟେ ପାର୍ଟିର ଡିମାଣ୍ଡ ରହୁନାହିଁ, ହେଲା, ଏଇ ସବୁ ଜିନିଷ ଆପଣ ରହୁଛି। ତାପରେ ଆସିଲା କନସିଲିଏସନ। କନସିଲିଏସନ ଇଜ ଏ ପ୍ରୋସେସ ଦ୍ୟାଟ ଏମ୍ ଟୁ ବ୍ରିଙ୍ଗ ଦ ପାର୍ଟିଜ ଟୁଗେଦର ଆଣ୍ଡ କନଫ୍ଲିକ୍ଟ ବାଇ ଦ ଫ୍ୟାସିଲିଟେଟିଂ କମ୍ୟୁନିକେସନ। ଯେତେବେଳେ କୌଣସି ପ୍ରକାର ଦିଟା ପାର୍ଟି ଭିତରେ ଡିଷ୍ଟର୍ବାନ୍ସ ହେଇଛି, ସେତେବେଳେ ଆମେ କଣ କରିବା ନା? ତାଙ୍କୁ ଫ୍ୟାସିଲିଟ କରିବା, ନିଜ ଭିତରେ କଥା ହୁଅ, ଅଣ୍ଡରଷ୍ଟାଣ୍ଡିଂ କୁହ, ନେଗୋସିଏଟ କର, ତାପରେ ଆମେ କହିବା, ସେଟା କନସିଲିଏଟର କୁହାଯାଏ। ତ when we use the conciliator, ନା ଆମେ କହୁଛନ୍ତି କଣ ନା? conciliator is typically used to ଲେବର ଡିସ୍ପ୍ୟୁଟ ବା ଫ୍ୟାମିଲି କନଫ୍ଲିକ୍ଟ ହେଲେ ଏଇ କଥାବାର୍ତ୍ତା, ଆପୋଷୀ କଥାବାର୍ତ୍ତା ବସିକି ହେଇଗଲା, ଏଟା ସଲ୍ଭ ହେଇଯାଏ। ତାପରେ ଆସିଲା କନକ୍ଲୁଜନ। କନକ୍ଲୁଜନ ସବୁବେଳେ ନିଜେ ଡିରାଇଭ କରିବାକୁ ଆପଣ ଚେଷ୍ଟା କରିବେ, ଯାହାଦ୍ୱାରା ଆପଣ କନସେପ୍ଟ ନିଜେ ବୁଝିପାରିବେ। ତ ଆଜି ଆମେ ଏତିକି, ୟୁନିଟ ସରିଗଲା। ନେକ୍ସଟ କ୍ଲାସରେ ନେକ୍ସଟ ୟୁନିଟ ସହିତ ଆମେ କ୍ଲାସ ଆରମ୍ଭ କରିବା। ଆଜି ଆମେ ଏତିକି, ଧନ୍ୟବାଦ ସମସ୍ତଙ୍କୁ।